अभिजीत मो वॉइस क्लियर आସୁଛି ନା ନାହିଁ ଟିକେ ତା ମାଇକ୍ରୋଫୋନ୍ ଅନ୍ କରି କୁହ ଟିକେ ଜଲ୍ଦି। हेलो अभिजीत मो वॉइस क्लियर आସୁଛି ନା ନାହିଁ ତ ମାଇକ୍ ଟିକେ ଅନ୍ କରିକି ଜଲ୍दी ଟିକେ କହିଦେଲେ କ୍ଲାସ୍ ଷ୍ଟାର୍ଟ କରିବେ। हाँ सर क्लियर अच्छी। ହଉ ତମର କଣ ଡାଉଟ୍ ଥିଲା ବୁଝିବାରେ? हाँ सर मु सर कॉलेज रे अछि मु खाली इयरफोन लगे सुनिबी। ହଉ ଠିକ୍ ଅଛି। ଆଜି ଭାଇବା ହଉଛି ନା ହଁ ଠିକ୍ ଅଛି। ଦେଖ ସମ୍ ଇମ୍ପୋର୍ଟାଣ୍ଟ କନସେପ୍ଟ ଏବେ ହେଲା ଏପିସୋଡ୍ ନମ୍ବର 4ରେ ଆଉ କିଛି ଇମ୍ପୋର୍ଟାଣ୍ଟ କନସେପ୍ଟ ପଢ଼ିବା ଆଉ ଗୋଟେ ଭେକ୍ଟରର ମ୍ୟାଗ୍ନିଟ୍ୟୁଡ୍ ବାହାର କରିବା ଶିଖିବା ହେଲା। ସମ୍ ଇମ୍ପୋର୍ଟାଣ୍ଟ କନସେପ୍ଟ କଣ ନା ତମେ ମାନେ ଜାଣିଛ ଗୋଟେ କାର୍ଟେସିଆନ୍ ପ୍ଲେନରେ ତିନିଟା ତମର କଣ ଅଛି ଆକ୍ସିସ୍ ଅଛି। ଗୋଟେ ହେଲା ଏକ୍ସ ଆକ୍ସିସ୍ ଆଉ ଗୋଟେ ହେଲା ୱାଇ ଆକ୍ସିସ୍ ଆଉ ଗୋଟେ ହେଲା ଜେଡ୍ ଆକ୍ସିସ୍ ପିଲାମାନେ ହେଲା ଏ ବିଷୟରେ ଟିକେ ଟିକେ ତମ ମାନେ ଶୁଣିଥିବ। ଏ ଯୋଉ ଏକ୍ସ ଆକ୍ସିସ୍ ଆଉ ୱାଇ ଆକ୍ସିସ୍ ଆଉ ଜେଡ୍ ଆକ୍ସିସ୍ ଅଛି ୟାର ଉପରେ ଯଦି ଆମେ ଗୋଟେ ଭେକ୍ଟରଟିକୁ ଥୋଇବା ମୁଁ କହିଲି ଗୋଟେ ଭେକ୍ଟରଟେ ଏକ୍ସ ଆକ୍ସିସ୍ ଉପରେ ଅଛି ଗୋଟେ ଭେକ୍ଟରଟେ ମୁଁ କହିଲି ଏକ୍ସ ଆକ୍ସିସ୍ ଉପରେ ଅଛି ତାହେଲେ ସେ ଭେକ୍ଟରକୁ ମୁଁ କଣ କହିପାରିବି ନା ଦିସ୍ ଭେକ୍ଟର ଆଲଙ୍ଗ ମାନେ ଏକ୍ସ ଆକ୍ସିସ୍ ଉପରେ ଅଛି ସେ ଆଲଙ୍ଗ ଏକ୍ସ ଆକ୍ସିସ୍ ଯଦି ଗୋଟେ ଭେକ୍ଟରଟେ ୱାଇ ଆକ୍ସିସ୍ ଉପରେ ଥିବ ତାହେଲେ ମୁଁ ତାକୁ କଣ କହିପାରିବି ନା ଦିସ୍ ଭେକ୍ଟର ଏଠି ଲେଖିଦବା ଦିସ୍ ଭେକ୍ଟର along y axis ଆଉ ଯୋଉଟା z axis ଉପରେ ଥିବ ଆମେ ତ କଣ କହିପାରିବା ନା this vector is along z axis ଯଦି ଆରି ଉପରେ ଆଉ ଗୋଟେ ଭେକ୍ଟର ଥିବ ଆଉ ଯଦି ଗୋଟେ ଭେକ୍ଟର x ଆଉ y ମଝିରେ ଥିବ ଇଏ ହେଲା x axis ଇଏ ହେଲା y axis ୟା ମଝିରେ ଯଦି ଗୋଟେ ଭେକ୍ଟରଟେ ଥିବ ତାହେଲେ ଆମେ ତାକୁ କଣ କହିପାରିବା ନା this vector along xy plane ପିଲାମାନେ ଇଏ ହେଲା ଗୋଟେ ପ୍ଲେନ xy ପ୍ଲେନ ହେଲା x ଆଉ y ଭିତରେ ଯେତେ ଜାଗା ବଞ୍ଚିଲା ତାକୁ ଆମେ କହିବା xy ପ୍ଲେନ ଆଉ x ଆଉ z ଭିତରେ ଯେତେ ଜାଗା ବଞ୍ଚିଲା ଆମେ କଣ କହିବା zx ପ୍ଲେନ ଆଉ କଣ କହିବା ଏଟାକୁ yz ପ୍ଲେନ ତାହେଲେ ତିନିଟା ପ୍ଲେନ ଆମେ ଏପଟରେ ଦେଖିବା ପାଇଁ ପାଇଲେ ହେଲା xy ପ୍ଲେନରେ ଯୋଉ ଭେକ୍ଟର ଥିବ ଆମେ ତାକୁ କହିବା କଣ ନା ଦିସ୍ ଭେକ୍ଟର ଏଇ ଯୋଉ ଭେକ୍ଟରଟି along xy ପ୍ଲେନରେ ପଡିକି ଅଛି ହେଲା ତାହେଲେ ତମମାନଙ୍କୁ ଆଉ ଗୋଟେ ତିନିଟା ଟର୍ମ ଏଠି ମନେ ରଖିବା ପାଇଁ ପଡିବ କଣ ନା x କ୍ୟାପ୍ ପିଲାମାନେ ଦେଖ ଯଦି ଆଇ ଉପରେ କ୍ୟାପ୍ ଥିବ ତାହେଲେ ଆଇ କ୍ୟାପ୍ କହିବା ଜେ ଉପରେ ଯଦି ଗୋଟେ ଏଇଭଳିଆ କ୍ୟାପ୍ ଟୋପି ଭଳିଆ ଥିବ ତାହେଲେ ଜେ କ୍ୟାପ୍ କହିବା ଆଉ କେ ଉପରେ ଗୋଟେ ଯଦି ଟୋପି ଭଳିଆ ଥିବ ତାକୁ କହିବା କେ କ୍ୟାପ୍ ଆଇ କ୍ୟାପ୍ ର ମାନେ କଣ ନା ଆଇ କ୍ୟାପ୍ ହଉଛି ଗୋଟେ ୟୁନିଟ୍ ଭେକ୍ଟର ମୁଁ ତମମାନଙ୍କୁ କହିଥିଲି ୟୁନିଟ୍ ଭେକ୍ଟରର ମ୍ୟାଗ୍ନିଟ୍ୟୁଡ୍ 1 ଆଉ ୟୁନିଟ୍ ଭେକ୍ଟର ଡାଇରେକ୍ସନକୁ ଚିହ୍ନାଏ ବୁଝିପାରିଲ ନା ନାଇଁ ତାହେଲେ ଏକ୍ସ ଆକ୍ସିସ୍ ଗୋଟେ କଣ ନା ୟୁନିଟ୍ ଭେକ୍ଟର କାହାର ୟୁନିଟ୍ ଭେକ୍ଟର ନା ଏକ୍ସ ଆକ୍ସିସ୍ ର ୟୁନିଟ୍ ଭେକ୍ଟର ମୁଁ ଯେତେବେଳେ ତମର ଲେଖା ହେଇଥିବ ଗୋଟେ ଜାଗାରେ 4i କ୍ୟାପ୍ ଲେଖା ହେଇଥିବ ତମମାନେ ଜାଣିବ କି 4 ଏକ୍ସ ଆକ୍ସିସ୍ ଆଡେ ଅଛି ଏ ଯୋଉ 4 ମ୍ୟାଗ୍ନିଟ୍ୟୁଡ୍ ଟା ଏକ୍ସ ଆକ୍ସିସ୍ ଆଡକୁ ଅଛି ବୁଝିପାରିଲ ନା ନାଇଁ ଯୋଉ ଧରନ ଲେଖା ହେଇଛି 4 ମିଟର ଆଇ କ୍ୟାପ୍ ଲେଖା ହେଇଛି ୟାର ଅର୍ଥ କଣ ନା 4 ମିଟର ଏକ୍ସ ଆକ୍ସିସ୍ ଆଡକୁ ଅଛି ବୁଝିପାରିଲ ନା ନାଇଁ 4 ମିଟର ମୁଁ ଏକ୍ସ ଆକ୍ସିସ୍ ଆଡକୁ ଯାଇଛି ସେଥିପାଇଁ 4 ମିଟର ଆଇ କ୍ୟାପ୍ ଦିଆ ହେଲା ତାହେଲେ ଆଇ କ୍ୟାପ୍ ର ଅର୍ଥ କଣ ନା ୟୁନିଟ୍ ଭେକ୍ଟର ଅଫ୍ ଏକ୍ସ ଆକ୍ସିସ୍ ଏକ୍ସ ଆକ୍ସିସ୍ ର ୟୁନିଟ୍ ଭେକ୍ଟର ହେଲା ଆଇ କ୍ୟାପ୍ ଆଉ ଜେ କ୍ୟାପ୍ କଣ ନା ୟୁନିଟ୍ ଭେକ୍ଟର ଅଫ୍ ୱାଇ ଆକ୍ସିସ୍ ଯଦି ମୁଁ କହିଲି କି 4 ମିଟର ଜେ କ୍ୟାପ୍ କହିଲି ତାହେଲେ ତମେ କୁଆଡକୁ ଯିବ ନା ୱାଇ ଆକ୍ସିସ୍ ଆଡକୁ 4 ମିଟର ଯିବ ବୁଝିପାରିଲ ନା ନାଇଁ ସେଇଭଳିଆ ମୁଁ ଯଦି କେ କ୍ୟାପ୍ କହିଲି ନା ୟୁନିଟ୍ ଭେକ୍ଟର ଅଫ୍ ଜେଡ୍ ଆକ୍ସିସ୍ ମାନେ କେ କ୍ୟାପ୍ କହିଲି ଯଦି ମୁଁ କହିଲି 4 ମିଟର କେ କ୍ୟାପ୍ କହିଲି ତାହେଲେ ତମେ କୋଉ ଆଡକୁ ଯିବ ନା 4 ମିଟର ଯିବ କୁଆଡକୁ ନା ଜେଡ୍ ଆକ୍ସିସ୍ ଆଡକୁ ଯିବ ବୁଝିପାରିଲ ତ ତାହେଲେ ଇଏ ଥିଲା ଆଇ ଜେ ଆଉ କେ ର ମିନିଂ ଆଇ ଜେ କେ ହେଲା ଗୋଟେ ଗୋଟେ ୟୁନିଟ୍ ଭେକ୍ଟର ୟୁନିଟ୍ ଭେକ୍ଟର କାହାର ନା ଏକ୍ସ ଆକ୍ସିସ୍ ର ୟୁନିଟ୍ ଭେକ୍ଟର ହେଲା ଆଇ କ୍ୟାପ୍ ଆଉ ଜେ କ୍ୟାପ୍ ହେଲା ୟୁନିଟ୍ ଭେକ୍ଟର ୱାଇ ଆକ୍ସିସ୍ ର କେ କ୍ୟାପ୍ ହେଲା ୟୁନିଟ୍ ଭେକ୍ଟର ଜେଡ୍ ଆକ୍ସିସ୍ ର ମୁଁ ଯଦି ଗୋଟେ ଏକ୍ଜାମ୍ପଲ ନେବି ଆଉ ଗୋଟେ ଏକ୍ଜାମ୍ପଲ ମୁଁ କହିଲି 10 ନ୍ୟୁଟନ ଆଇ କ୍ୟାପ୍ ତାମାନେ ତମେ ଏଠି କଣ କହିବ ନା 10 ନ୍ୟୁଟନ ଫୋର୍ସ ପଡୁଛି 10 ନ୍ୟୁଟନ ଫୋର୍ସ କୋଉଠି ପଡୁଛି along x axis along x axis ସେଠି ଲେଖିଦବ ହେଲା along x axis ଲେଖିବ ତାହେଲେ 10 ନ୍ୟୁଟନ ଫୋର୍ସ କୋଉ ଦିଗରେ ପଡୁଛି ନା x axis ଦିଗରେ ପଡୁଛି
ତାମାନେ ତମେ ମାନେ ଏବେ ଟିକେ ଟିକେ କ୍ଲିୟର ହେଇଯାଇଥିବ ଏ ବିଷୟରେ କି ଆଇ ଜେ କ୍ୟାପ୍ କଣ ହେଲା। ସବୁବେଳେ ଏଇଭଳିଆ ଲେଖା ଏବେ ଭେକ୍ଟରରେ ପାଇବ। 10 ନ୍ୟୁଟନ ଆଇ କ୍ୟାପ୍ ଲେଖା ପାଇବ। 4 ମିଟର ପାଇବ କଣ ଆଇ କ୍ୟାପ୍ ଜେ କ୍ୟାପ୍ ଏଇଭଳିଆ ସବୁ ଲେଖା ଗୁଡ଼ିକ ତମେ ମାନେ ପାଇବ ହେଲା। ତାମାନେ ଆଉ ଏବେ କନଫ୍ୟୁଜ ହବନି ଆଇ ଜେ ଆଉ କେ ର ମାନେ କଣ ତମେ ମାନେ ବୁଝିଗଲ ହେଲା। ତାହେଲେ ଏବେ ଆଗକୁ ଯିବା ଆଉ ଟିକେ ଦେଖ ଆଗକୁ ଗଲେ କଣ ଅଛି ନା କୋଶ୍ଚିନ୍ ଅଛି ତମ ମାନଙ୍କ ପାଇଁ ହେଲା କେତେ ଗୁଡ଼ିଏ। ଦେଖ ପ୍ରଥମେ ପଢିବା କମ୍ପୋନେଣ୍ଟ ଅଫ ଭେକ୍ଟର। କମ୍ପୋନେଣ୍ଟ ଅଫ ଭେକ୍ଟର କଣ ଏଟା ଗୋଟେ ନୂଆ ଶବ୍ଦ ତମମାନଙ୍କ ପାଇଁ। ଦେଖ ଗୋଟେ ଭେକ୍ଟରର ଦେଖିବା ପାଇଁ ଗଲେ ଗୋଟେ ଏକ୍ସ କମ୍ପୋନେଣ୍ଟ ଅଛି ଗୋଟେ ହେଲା ୱାଇ କମ୍ପୋନେଣ୍ଟ ଅଛି। ତାହେଲେ ମୁଁ କହିଲି ଯଦି ଏଫ ଗୋଟେ ଭେକ୍ଟର ହେଲା ଏଇ ଯୋଉ ଇଏ ହେଲା ଗୋଟେ ଭେକ୍ଟର ହେଲା ଯଦି ଏଇ ଏଫ ଭେକ୍ଟର ଏଫ ଯଦି ଭେକ୍ଟର ହେଲା ତାହେଲେ ଏଫ ର ଗୋଟିଏ କଣ ଏକ୍ସ କମ୍ପୋନେଣ୍ଟ ଅଛି ତାକୁ ଆମେ କହିବା ଏଫ ଏକ୍ସ କହିବା। ଆଉ ଗୋଟେ ୱାଇ କମ୍ପୋନେଣ୍ଟ ଅଛି ଆମେ ତାକୁ କଣ କହିବା ଏଫ ୱାଇ କହିବା। ତାହେଲେ ଏଫ ଏକ୍ସ ଆଉ ଏଫ ୱାଇ ଏଇ ଦିଟା ଫର୍ମୁଲା ତମ ମାନଙ୍କୁ ବାହାର କରିବା ପାଇଁ ପଡିବ। କେମିତି ବାହାର କରିବ ନା ତମେ ମାନେ ପଢିଥିବ ଜୋମେଟ୍ରିରେ ହେଲା ପି ବି ଏଚ୍ ପଢିଥିବ ପିଲାମାନେ। ତାହେଲେ ପି ବି ଏଚ୍ କଣ ନା ଏଟା ହେଲା ବେସ୍ ପିଲାମାନେ ପି ଏଟା ହେଲା ପରପେଣ୍ଡିକୁଲାର ହେଲା ପି ଆଉ ଏଟା ହେଲା ହାଇପୋଟେନିୟସ ହେଲା ଏଚ୍। ପି ବି ଏଚ୍ ହେଲା ତିନି ପଟ ଏଟା ହେଲା ଗୋଟେ ରାଇଟ ଟ୍ରାଇଆଙ୍ଗେଲ। ବୁଝିପାରିଲ ନା ନାଇଁ ଯାହାର ଗୋଟିଏ କୋଣ 90 ଡିଗ୍ରୀ ଥିବ ଯୋଉ ଟ୍ରାଇଆଙ୍ଗେଲ ତ୍ରିଭୁଜର ଆମେ ତାକୁ କହିବା ରାଇଟ ଟ୍ରାଇଆଙ୍ଗେଲ। ତାହେଲେ ଏଇ ରାଇଟ ଟ୍ରାଇଆଙ୍ଗେଲରେ ପି ହେଲା ପରପେଣ୍ଡିକୁଲାର ତାକୁ ଆମେ ପି ଲେଖାଯାଏ ଏଟାକୁ ବି ଲେଖାଯାଏ ଏଟାକୁ ଏଚ୍ ଲେଖାଯାଏ। ମନେ ରଖିଥିବ ଏଟା ହେଲା କୋଣ ପିଲାମାନେ ଏଟା ହେଲା ଥିଟା। ଥିଟାର ଅପୋଜିଟ ଟା ସାଇଡ ସବୁବେଳେ ପି ହବ। ଏଟାକୁ ମନେ ରଖିଥିବ ଯେତେବେଳେ ସବୁବେଳେ କୋଶ୍ଚିନରେ ଲାଗିବ ଆଙ୍ଗେଲ ଥିଟାର ଅପୋଜିଟ ସାଇଡ ସବୁବେଳେ ପି। ତାହେଲେ ପି ବି ଏଚ୍ ତମ ମାନେ ଏଠୁ ଜାଣିପାଇଲ। ମୁଁ ଯଦି ତମମାନଙ୍କୁ ଏଇ କହିବି ତମମାନଙ୍କୁ ତିନିଟା ଏଇଠି ଫର୍ମୁଲା ଗୋଟେ ବକ୍ସ କରିକି ତମେ ଲେଖିକି ନବାର ଅଛି। କାହାର କାହାର ନା ସାଇନ ଥିଟା ଗୋଟେ ହେଲା ଆଉ ଗୋଟେ ହେଲା କସ୍ ଥିଟା ଆଉ ଗୋଟେ ହେଲା ଟ୍ୟାନ୍ ଥିଟା। ଏ ତିନିଟା ଫର୍ମୁଲା ଲେଖିକି ନବ ହେଲା। ମୁଁ ତାକୁ ଗୋଟେ ନେକ୍ସଟ ପେଜରେ ଲେଖି ଦଉଛି ତାପରେ ଏଇ କମ୍ପୋନେଣ୍ଟ ଅଫ ଭେକ୍ଟରକୁ ଆଇଲେ ତମେ ମାନେ ଭଲସେ ବୁଝିପାରିବ ହେଲା। ଦେଖ ରହିଥାଉ ମୁଁ ସାଧା ପେଜ ଗୋଟେ ଆଣୁଛି ଅଛି ସାଧା ପେଜ ବ୍ୟସ୍ତ ହୁଅନି। ଆସିଯିବ ହେଲା ଟିକେ ୱେଟ୍ କର। ଟିକେ ରହିଥା ଟିକେ ଅପଲୋଡ଼ ହବା ପାଇଁ ଟାଇମ୍ ଲାଗୁଛି ମଝିରେ ମଝିରେ ଅଭିଜିତ ତମେ ହଁ ସ୍ଵୟଂ ଆସିଗଲାଣି ତାହେଲେ ଠିକ୍ ଅଛି। ଏବେ ଅଭିଜିତ କୋଉଠି କଲେଜରେ ଅଛି ବୋଲି ସେ ଟିକେ ମାଇକ୍ରୋଫୋନ ଅନ୍ କରିପାରୁନି। ସ୍ଵୟଂ ତମେ ମଝିରେ ମଝିରେ କହୁଥିବ ଭଏସ କ୍ଲିୟର ଅଛି ନା ନାହିଁ ହେଲା। ସ୍ଵୟଂ ତମ ଭଏସ କ୍ଲିୟର ଆସୁଛି ନା ନାହିଁ କହୁଥିବ ମଝିରେ ମଝିରେ ହେଲା। ଆଜ୍ଞା ସାର୍ ଭଏସ୍ କ୍ଲିୟର ଆସୁଛି। ହଁ ଦେଖ ତାହେଲେ ଆମେ ଆଜ୍ଞା ସାର୍ ତମେ ପଢିଛ କଣ ନା ଗୋଟେ ରାଇଟ ଟ୍ରାଇଆଙ୍ଗେଲ ଚିତ୍ର କଲି ହେଲା। ତମେ ବୁଝିବା ପାଇଁ ଟିକେ ଚେଷ୍ଟା କର। ରାଇଟ ଟ୍ରାଇଆଙ୍ଗେଲ ଏଟା ହେଲା ପି ଏଟା ହେଲା ବି ମାନେ ବେସ୍ ଆଉ ଏଟା ହେଲା ଏଚ୍ ହେଲା। ଏଠି ତମମାନଙ୍କୁ ଏଟା ହେଲା ଥିଟା ଆଉ ଏଟା ହେଲା ଗୋଟେ କୋଣ ହେଲା 90 ଡିଗ୍ରୀ ପରପେଣ୍ଡିକୁଲାର କୋଣଟା। ପରପେଣ୍ଡିକୁଲାର ମାନେ ଭୂମିରୁ 90 ଡିଗ୍ରୀରେ ଯୋଉ କୋଣ ଥିବ ତାକୁ ଆମେ ପରପେଣ୍ଡିକୁଲାର କୋଣ କହୁ ହେଲା। ପି ବି ଏଚ୍ ଥିବ ଆମେ ଏଠି ତିନିଟା ଫର୍ମୁଲା ତମମାନେ ପ୍ରାୟତଃ ଦେଖିଥିବେ ଫର୍ମୁଲା ତିନିଟାକୁ ଗୋଟେ ସାଇନ ଥିଟା ପାଇଁ ଲେଖିବା ଗୋଟେ କସ୍ ଥିଟା ଗୋଟେ ଟ୍ୟାନ୍ ଥିଟା ପାଇଁ ଲେଖିବା ହେଲା। ସାଇନ ଥିଟା ପିଲାମାନେ ପି ବାଇ ଏଚ୍ ହେଲା ନା କଣ ସୌମ୍ୟ ତମେ ଫର୍ମୁଲା ଦେଖିଛ ତ? ଆଜ୍ଞା ସାର୍ ପି ବାଇ ତାହେଲେ ଏଚ୍ ପି ସାଇନ୍ ବାଇ ଥିଟାର ଏଚ୍ ପି ଫର୍ମୁଲା ବାଇ କଣ ବି ପି ବାଇ ଏଚ୍ ନା ବି ବାଇ ଏଚ୍? ସାର୍ ପି ବାଇ ଏଚ୍ ସାଇନ୍ ର ସାର୍ ପି ବାଇ କସ୍ ର ଏଚ୍ ବି ଆଉ ବାଇ କସ୍ ଏଚ୍ ଥିଟାର ହେଲା ବି ବାଇ ଏଚ୍ ଆଉ ପି ଏଇଟାକୁ ବାଇ ବି କାଟିଦବ ସେଟା ହେଲା ଟ୍ୟାନ୍ ଥିଟା ହେଇଯିବ କଣ ପି ବାଇ ବି ହେଲା। ଆଜ୍ଞା ସାର୍। ଦେଖ ସାର୍ ତାପରେ ଇଏ ତିନିଟା କୋଶେକ୍ ର ଫର୍ମୁଲାଟା ହଁ ସାଇନ୍ ହଁ କୁହ ସାଇନ୍ ର ଓଲଟା କୋଶେକ୍ କସ୍ ର ହଁ ଓଲଟା ଟା ହଉଛି କଟ୍ ଆଉ ଟ୍ୟାନ୍ ର ଓଲଟା ହଉଛି ସାର୍ ସେଇଟା ଯୋଉଟା ନାଇଁ ଦେଖ ବଳିଲା ହଁ ସେଇଥିପାଇଁ ମୁଁ ଏଇ ତିନିଟା ଲେଖିଲି। ଏବେ ଆମକୁ ଏଇ ତିନିଟା ଜରୁରୀ ହେଲା। ଲଜ୍ ଅଫ୍ ମୋସନ ମୁଁ ଯେତେବେଳେ ପଢେଇବି ତାହେଲେ ଆଉ ତିନିଟା ଦେଖିବା ହେଲା। ଏବେ ଯେତିକି ଜରୁରୀ ଖାଲି ଟିକେ ଆଜ୍ଞା ମନେ ସାର୍। ରଖିଦିଅ ହଁ ଦେନ୍ ଦେଖିବା ଆଉ। ସାର୍ ଏଇଟା ମନେ ଏବେ ରଖିବା ତମମାନେ ଟ୍ରିକ୍ ଟା ସାଇନ୍ ହଁ ର ଓଲଟା ଟା କୋଶେକ୍ ଆଉ ହଁ ହଁ ମାନେ ସାର୍ ଦେଖ ଏପଟ ଓଲଟାଟା ଏପଟ ସିଧାଟା ଗୁଣା ହବ ଡାଇରେକ୍ଟ। ଠିକ୍ ଠିକ୍ ଦେଖ ତାହେଲେ ଏବେ ଆମେ ଗୋଟେ ଆଜ୍ଞା ସାର୍ ବଢିଆ ଟପିକ୍ ଟେ ହେଲା କଣ କମ୍ପୋନେଣ୍ଟ ଅଫ୍ ଭେକ୍ଟର ହେଲା। ମୁଁ ଲେଖିକି ଟିକେ ପଢେଇଲେ ଭଲ ହବ ହେଲା। କମ୍ପୋନେଣ୍ଟ ଅଫ୍ ଭେକ୍ଟର
କମ୍ପୋନେଣ୍ଟ ଅଫ ଭେକ୍ଟର କ'ଣ? ନା ଗୋଟେ ଭେକ୍ଟରର ପ୍ରାୟତଃ ଆମେ ଦୁଇଟା କମ୍ପୋନେଣ୍ଟ ଏବେ ଦେଖିବା ହେଲା। ଗୋଟେ ଏକ୍ସ କମ୍ପୋନେଣ୍ଟ, ଗୋଟେ ହେଲା ୱାଇ କମ୍ପୋନେଣ୍ଟ। ମୁଁ କହିଲି ଏଟା ହେଲା ଆମର ୱାଇ ଆକ୍ସିସ୍। ତମମାନେ ପଢ଼ିଥିବ ଏକ୍ସ ଆଉ ୱାଇ ଆକ୍ସିସ୍ ଦୁଇଟା ଆକ୍ସିସ୍ ଥାଏ ହେଲା। ମୁଁ କହିଲି ଗୋଟେ ଭେକ୍ଟରଟା ଅଛି ଏକ୍ସ ୱାଇ ପ୍ଲେନ୍ ଅଛି, ମାନେ ଏଇଠି ଅଛି। ଏ ଭେକ୍ଟରଟାକୁ ମୁଁ କହିଲି ଏଫ୍ ଭେକ୍ଟର। ଭେକ୍ଟର ଉପରେ ସବୁବେଳେ ଆରୋ ମାର୍କ ଦେଲେ ଯାଇକି ଭେକ୍ଟର ଚିହ୍ନା ହବ। ଯଦି ମୁଁ ଖାଲି ଏଫ୍ ଲେଖିଦେବି ତାହେଲେ ସେଇଟା କ'ଣ ହେଇଯିବ ସ୍ୱୟଂ? ସାର୍ ଖାଲି ଏଫ୍ ଲିଖିଦେଲେ ହେଇଯିବ ଏଇଟା ସ୍କାଲାର। ମ୍ୟାଗ୍ନିଟ୍ୟୁଡ୍। ହଁ ସ୍କାଲାର ହେଇଯିବ କିନ୍ତୁ ମ୍ୟାଗ୍ନିଟ୍ୟୁଡ୍ ଆଉ ହେଲା। ଆଜ୍ଞା ସାର୍ ମ୍ୟାଗ୍ନିଟ୍ୟୁଡ୍ କୁ ମ୍ୟାଗ୍ନେଟ। ଚିହ୍ନେଇବ, କିନ୍ତୁ ସ୍କାଲାର ଆଜ୍ଞା କ୍ୱାଣ୍ଟିଟି ସାର୍ ନୁହଁ। ଫୋର୍ସ ଗୋଟେ ହେଲା ଭେକ୍ଟର କ୍ୱାଣ୍ଟିଟି, ବୁଝିପାରିଲ? ହେଲା, ଆଜ୍ଞା ସାର୍ କିନ୍ତୁ ସ୍କାଲାରର କେବଳ ମ୍ୟାଗ୍ନିଟ୍ୟୁଡ୍ ଥାଏ। ମୁଁ ଯଦି କହିବି ମାସ୍ ଏମ୍ ଲେଖିଦେଲେ ତାହେଲେ ତମେ କହିବ ହଁ ଏମ୍ ଇଜ କ'ଣ ସ୍କାଲାର କ୍ୱାଣ୍ଟିଟି ବା ସ୍କାଲାର କହିପାରିବ ହେଲା। ଆଜ୍ଞା ସାର୍ ମାସ୍। ହଁ ଆଉ ଟିକେ ଆଗକୁ ଗଲେ ତମେ ଆହୁରି ବି ମଧ୍ୟ କ୍ଲିୟର ହବ ୟା ଉପରେ, କିନ୍ତୁ ତମେ ଏବେ ଏଟାକୁ ବୁଝ। ଦେଖ ଏଫ୍ ଗୋଟେ ଫୋର୍ସ ଅଛି ଏକ୍ସ ୱାଇ ପ୍ଲେନରେ। ମୁଁ କହିଲି ଏଫ୍ ର ଦୁଇଟା କମ୍ପୋନେଣ୍ଟ ତିଆରି କରିବା ପାଇଁ। ମୁଁ କହିଲି ସାର୍ ଠିକ୍ ଅଛି, ଏଫ୍ ର ଦୁଇଟା କମ୍ପୋନେଣ୍ଟ ହବ। ଗୋଟେ ହେଲା ଏକ୍ସ ଆକ୍ସିସର ହବ, ଆମେ ତାକୁ କହିବା ଏଫ୍ ଏକ୍ସ କହିବା। ଆଉ ଗୋଟେ କମ୍ପୋନେଣ୍ଟ ଏଠି ତିଆରି ହବ ୱାଇ ଆକ୍ସିସ୍ ଉପରେ, ତାକୁ ଆମେ କହିବା କ'ଣ ଏଫ୍ ୱାଇ କହିବା ହେଲା। ଦୁଇଟା କମ୍ପୋନେଣ୍ଟ ତିଆରି ହେଲା। ମୁଁ କହିଲି ଏଫ୍ ଏକ୍ସ ଆଉ ଏଫ୍ ୱାଇ ର ତମେ କ'ଣ ତିଆରି କର? ନା ଫର୍ମୁଲା ତିଆରି କର। ତମେ କ'ଣ କହିବ? ମୋତେ କୁହ, ମୁଁ ଏ ଯୋଉ ଏଫ୍ ୱାଇ ଇଏ ବି ଗୋଟେ ଭେକ୍ଟର ନା ନାହିଁ? ଏଇ ଯୋଉ ଏଫ୍ ଭେକ୍ଟରର ଦୁଇଟା କମ୍ପୋନେଣ୍ଟ, ଗୋଟେ ହେଲା ଏଫ୍ ଭେକ୍ଟରଟା ଯଦି ଏକ୍ସ ଆଡ଼କୁ ଆସିବ ତାହେଲେ ଏଫ୍ ଏକ୍ସ ଭେକ୍ଟର କହିବା, ଆଉ ୱାଇ ଆଡ଼କୁ ଗଲେ ଏଫ୍ ୱାଇ ଭେକ୍ଟର କହିବା ହେଲା। ଦୁଇଟା କମ୍ପୋନେଣ୍ଟ ଯେହେତୁ ହେଲା, ମୁଁ ଯୋଉ ଏଇ ଯୋଉ ଏଫ୍ ୱାଇ କି ମୁଁ ଏଇଠି ତିଆରି କରିପାରିବି ନା ନାହିଁ? ମୋତେ ଏତିକି କହିଲେ ଶୁଣ। କୁହ, ଏଠି ଏଫ୍ ୱାଇ ମୁଁ ତିଆରି କରିପାରିବି ନା ନାହିଁ? ଏଇ ଯୋଉ ଏଫ୍ ୱାଇ ଟାକୁ ମୁଁ ଏଠିକି ସିଫ୍ଟ କରିପାରିବି? ଆଜ୍ଞା ସାର୍, ତ ଆଁ ସେପଟେଟା ଏପଟେ ପଳାଇଲା। ଆଜ୍ଞା ସାର୍। ସିଫ୍ଟ କାହିଁକି କରିପାରିଲି? ଏଟା ତମମାନଙ୍କୁ ପଢ଼ାହେଇଛି କୋଉଠି କହିଲ? ପାରାଲାଲ ସିଫ୍ଟିଂ ଅଫ ଭେକ୍ଟର। ଗୋଟେ ଭେକ୍ଟରକୁ ପାରାଲାଲି ଆମେ ସିଫ୍ଟ କରିପାରିବା। ଆଜ୍ଞା ସାର୍ ଯଦି ମନେ ଏଠି ପଡ଼ିଲା ଅଛି ମନେ ତାହେଲେ ପଡ଼ିଲା। ଏଠିକି ଆସିପାରିବ, ଆଗକୁ ଯାଇପାରିବ, ଉପରକୁ ଯାଇପାରିବ, ଆଉ ପଛକୁ ପାଦେ ଘୁଞ୍ଚି ପାରିବ। ବୁଝିପାରିଲ ନା ନାହିଁ? ସେଇଠୁ ଏ କନସେପ୍ଟଟା ଆଜ୍ଞା ଆସିଛି। ସାର୍ ହଁ ସବୁବେଳେ ମନେ ରଖିଥାଏ, ଯେତେବେଳେ ଇଏ କ୍ଲାସ ଜଏନ୍ କରୁଛ ପୁରୁଣା କ୍ଲାସ ଟା ପଢିକି ଆସିବ, ବୁଝିପାରୁଛ? ତାହେଲେ ପୁରା ଟିକେ ଟଚ୍ ରହିଲା ଭଳିଆ ଲାଗିବ ହେଲା। ଦେଖ ତାହେଲେ ଆଜ୍ଞା ଏଫ୍ ସାର୍ ୱାଇ କି ମୁଁ ଏଠୁକୁ ଏଠିକି ଆଣିପାରିବି। ତାହେଲେ ଏବେ ଦେଖ ଇଏ ଗୋଟେ ରାଇଟ୍ ଟ୍ରାଇଆଙ୍ଗେଲ ହେଲା ନା ନାହିଁ? ଦେଖ ଏଟା ହେଇଗଲା କ'ଣ ଏଫ୍ ଭେକ୍ଟର, ଆଉ ଏଟା ହେଇଗଲା କ'ଣ ଏଫ୍ ଏକ୍ସ ହେଇଗଲା ଏକ୍ସ ଭେକ୍ଟର। ତାପରେ ଏଟା ହେଇଗଲା କ'ଣ ଏଫ୍ ୱାଇ ଭେକ୍ଟର। ହଁ ହଁ ଶୋଇପଡ଼। ଏଫ୍ ୱାଇ ଭେକ୍ଟର ହେଲା। ଯେତେବେଳେ ଏ ଆଜ୍ଞା ତିନିଟା ସାର୍ ହେଇଗଲା, ମୁଁ ଯଦି କହିଲି ଏଟା ଯଦି ଥିଟା ହେଲା, ଏଟା ଯଦି ଥିଟା ହେଲା ତାହେଲେ ସାଇନ୍ ଥିଟା କେତେ ହବ? ତାହେଲେ ଏଠି କିଏ ପି, ଏଠି କିଏ ଏଇଟା? ସାର୍ ପି ଏଇଟା ବି, ଆଉ ସାର୍ ଏଟା କ'ଣ? ଏଟା ଆଜ୍ଞା ଏଚ୍ ଏଚ୍ ହେଲା। ତାହେଲେ ମୁଁ ଯଦି ଏଠି କହିବି ସାଇନ୍ ଥିଟା ଲେଖ, ତାହେଲେ ତମେ କୋଉଟା କ'ଣ ଲେଖିବ କହିଲ? ସାଇନ୍ ଥିଟା ମୁଁ କହିଲି ଏଠି ଲେଖିବା ପାଇଁ, ତମେ କେତେ ସାର୍ ଲେଖିବ? ଏଫ୍ ଏକ୍ସ ବାଇ ଏଫ୍। ପି ବାଇ ଏଚ୍। ତାହେଲେ ଆନ୍ସର କେତେ ଆଜ୍ଞା ହବ? ସାର୍ ଏଫ୍ ଏକ୍ସ, ବୁଝିପାରିଲ, ବାଇ ବାଇ ଏଫ୍। ଏଫ୍ ଭେକ୍ଟର। ଆଜ୍ଞା ବୁଝିପାରିଲ ସାର୍ ନା ନାହିଁ? ଏଫ୍ ଭେକ୍ଟର। ତାହେଲେ ମୁଁ କହିଲି ଏଠି ଏଫ୍ ଏକ୍ସ ବାହାର କର, ତାହେଲେ ତମେ କେତେ ବାହାର କରିବ? ଏଫ୍ ଏକ୍ସ କେତେ ବାହାର କରିବ? ନା ହଁ ଶୁଣ ଦେଖ, ସାର୍ ସାଇନ୍ ଇଣ୍ଟୁ ଏଫ୍। ହଁ ଦେଖ ମୁଁ ଆଉ ଗୋଟେ ଏଇଠି ତମକୁ ଜିନିଷ କହିଦଉଛି, ଟିକେ ମନ ଦେଇକି ଶୁଣ ହେଲା। ଦେଖ ପ୍ରତ୍ୟେକ ଭେକ୍ଟରର ଗୋଟେ ମ୍ୟାଗ୍ନିଟ୍ୟୁଡ୍ ଆଉ ଗୋଟେ କ'ଣ ୟୁନିଟି ବା ଡାଇରେକ୍ସନ ଥାଏ। ବୁଝିପାରୁଛ ନା ନାଇଁ? ଏଟାକୁ ମନ ଭିତରେ ପୁରା କ୍ଲିୟର ରଖିବ। ତାହେଲେ ମୁଁ ଯଦି କହିଲି ଏଫ୍ ଭେକ୍ଟର, ଏଟାକୁ ହେଲା ଭେକ୍ଟର କୁହାଯାଏ, ଏଫ୍ ଭେକ୍ଟର। ୟାର ବି ମଧ୍ୟ ଗୋଟେ ଏଫ୍ ଥିବ, ମାନେ ମ୍ୟାଗ୍ନିଟ୍ୟୁଡ ଥିବ, ମାନେ 10, 11, 12 ଗୋଟେ ସଂଖ୍ୟା କ'ଣ ଗୋଟେ ଥିବ। ବୁଝିପାରୁଛ? ଆଉ ଗୋଟେ କ'ଣ ଥିବ ନା ୟୁନିଟ୍ ଥିବ, ମାନେ କୋଉ ଡାଇରେକ୍ସନରେ ପଡୁଛି। ତାହେଲେ ୟୁନିଟ୍ କି କେମିତି ଚିହ୍ନା ଯାଏ? ଏଇଟା କ୍ୟାପ୍ ବଳିଆରେ ଚିହ୍ନା ଯାଏ। ବୁଝିପାରୁଛ ନା ନାଇଁ? ପ୍ରତ୍ୟେକ ଭେକ୍ଟର ଗୋଟେ ଆଜ୍ଞା ସାର୍ ମ୍ୟାଗ୍ନିଟ୍ୟୁଡ୍ ଆଉ ଗୋଟେ କ'ଣ ୟୁନିଟ୍ ଥିବ ହେଲା। ତାହେଲେ ମୁଁ କହିଲି ଏଫ୍ ଏକ୍ସ ର, ଏଫ୍ ଏକ୍ସ ର ମଧ୍ୟ କ'ଣ ଗୋଟେ ଏଫ୍ ଏକ୍ସ ଗୋଟେ ଭେକ୍ଟର। ସେ ଭେକ୍ଟର ମଧ୍ୟ କ'ଣ ଗୋଟେ ମ୍ୟାଗ୍ନିଟ୍ୟୁଡ୍ ଥିବ, ତାକୁ ଆମେ କ'ଣ କହିବା? ଏଫ୍ ଏକ୍ସ କହିବା। ଖାଲି କହିବା ମ୍ୟାଗ୍ନିଟ୍ୟୁଡ୍ କୁ ଏଫ୍ ଏକ୍ସ କହିବା ନା। ଆଉ ଗୋଟେ କ'ଣ ଥିବ ନା ଏଫ୍ ଏକ୍ସ ଉପରେ ୟୁନିଟ୍ ଭେକ୍ଟର ଏଗୁଡ଼ା ଥିବ। ସେଇଭଳିଆ ଏଫ୍ ୱାଇ ର କ'ଣ ହବ କହିଲ? ଆଗେ ଏଟାକୁ ବୁଝି ସାର, ତାପରେ ସେଟାକୁ ବୁଝିବ। ସେଇଭଳିଆ କହିଲେ ଏଫ୍ ୱାଇ ର କ'ଣ ହବ? ଏଫ୍ ୱାଇ ବି ବୋଧେ ଗୋଟେ ଭେକ୍ଟର ନା ନାହିଁ? ସାର୍ ଆଜ୍ଞା ସାର୍ ସାର୍ ଏଫ୍ ହଁ ଲେଖା ହବ ଆଉ ଏଫ୍ ୱାଇ ଉପରେ କ୍ୟାପ୍ ଦିଆହବ। ଏଫ୍ ୱାଇ ଲେଖା ହବ।
एफ वाई भेक्टर मैग्नीट्यूड लिखुच ना एफ वाई हम खाली एफ ଆଜ୍ଞା ସାର୍ भेक्टर मैग्नीट्यूड एफ हम टिके मन देकी शुण खाली एफ भेक्टर मैग्नीट्यूड एफ हम आ गोटे एफ कैप हम गोटे यूनिट हम बुझिपार से भाया एफ वाई भेक्टर मैग्नीट्यूड एफ वाई हम ये एफ एक्स एफ एक्स हम बुझिपार ना ना ये लिखी होनी बोली जना पड़ुनी देख यहाँ मैं क्लीयर कर दूसरी एपट साइड रो देख ये है एफ रहा तो यहाँ बुझिपार तो से एफ एक्स री ଆଜ୍ଞା देखिदिଅ ସାର୍ देख एफ एक्स भेक्टर गोटे रन एफ एक्स रोटे एफ कैप एफ एक्स कैप रोटे ये कौन एफ ଓହୋ वाई कैप କ୍ୟାବ୍ बुझिपार ଆଜ୍ଞା ସାର୍ प्रत्येक भेक्टर गोटे मैग्नीट्यूड जो भेक्टर ଆଉ ଥିବ ଗୋଟେ ତାର ସେଇ ୟୁନିଟ୍ ଭେକ୍ଟର मैग्नीट्यूड गोटे यूनिट बा यूनिट भेक्टर बा कैप कहबो हला ताको ସାର୍ एई ଯେମିତି जो 50 यूनिट ନ୍ୟୁଟନ୍ भेक्टरटा हाँ यूनिट भेक्टरटा काहाकू दर्शाइबो ना मैग्नीट्यूड तो एक है ना खाली ये कौन डायरेक्शन को दर्शाइबो से फोर्सटा को दिगरे पडुची हला ताले बुझि पाइल त पूरा क्लियर होला त 100%। ଆଜ୍ଞା ସାର୍ हाँ ताले एबे देखो ए sin थीटा cos थीटा एबे देखिले पूरा क्लियर हे जो देखो sin थीटा cos थीटा कोन बुझिबो ना देखो एटा लक्ष्य कर टिके ए चित्रटा को एठी चित्रରୁ ଆମେ ଆଣିବା sin थीटा ताले मु sin थीटा रे लिखि परिबि ना नाही ए जो fx वेक्टर रे मु लिखि परिबि कि fx आउ f कैप लिखि परिबि हाँ ना नाही ସାର୍ ଏଫେକ୍ସ କ୍ୟାପ୍ ହବନି कौन है जी ସାର୍ ସାର୍ ଏଫେକ୍ସ ଲେଖିକି ଉପରେ କ୍ୟାପ୍ हाँ सॉरी सॉरी एफ एक्स राव हला एफ एक्स लिखि ଆଜ୍ଞା कैप ସାର୍ एतिक लिखि परिबि ना नाही एफ एक्स वेक्टर ଆଜ୍ଞା जागा रे ସାର୍ मु एतिक लिखि परिबि हला ଆଜ୍ଞା ସାର୍ ताहले मु कोन कहली sin थीटा टा केते हबो p बाय h हबो ताहले मु लिखि परिबि p एठी केते ना f x लिखली हला आ गुडे एठी लिखि देली कोन ना f वेक्टर रे भी मध्ये कोन गोटे मैग्नीट्यूड थिबो f आ गुडे कोन थिबो f ऊपर कैप थिबो मु सेही f ଆଜ୍ଞା टा ସାର୍ आनली ताहले मु f x अपन f लिखि परिबि ना नाही एबे ହେଲା ହୁଁ ତାହେଲେ ଏଉଠୁ ଏଫ୍ ଏକ୍ସ ର ଫର୍ମୁଲା କେମିତି ବାହାରିବ ଏଠି ଏଫ୍ ଟା ହରିଯାଇକି ଅଛି ସେପଟକୁ ଗଲେ କଣ ସରି ଦେଖ ଆଜ୍ଞା ତମକୁ ସାର୍ ଏବେ ଅସୁବିଧା କଣ ହଉଛି ନା ତମେ ଭେକ୍ଟରର ମ୍ୟାଗ୍ନିଟ୍ୟୁଡ ପଢିନା ବୋଲି ଏ କମ୍ପୋନେଣ୍ଟରେ ବୁଝିବାରେ ଟିକେ ଅସୁବିଧା ହଉଛି ମୁଁ କମ୍ପୋନେଣ୍ଟ ପରେ ମ୍ୟାଗ୍ନିଟ୍ୟୁଡ ପଢେଇବି ତାପରେ କମ୍ପୋନେଣ୍ଟର ମୁଁ କୋଶ୍ଚିନ୍ କରେଇବି ପୁରା କ୍ଲିୟର ହେଇଯିବ ବୁଝିପାରିଲ ହେଲା ଆଜ୍ଞା ଦେଖ ସାର୍ ହଁ ଟିକେ ଏବେ ପ୍ରୋବ୍ଲେମ ହବ କିନ୍ତୁ ମନେ ରଖ ଦେଖ ତାହେଲେ ମୁଁ ଏଠି ଏଫ୍ ଟାକୁ ଏପଟକୁ ଆଣିବି ତମେ କହିବା କଥା କି ଏଠି ଲେଖିବା କଥା କଣ ଏଫ୍ ଏକ୍ସ ଭେକ୍ଟର ଆଉ ଏଫ୍ ଭେକ୍ଟର ଏଇ କଥା କହୁଛ ତ ହୁଁ ନା କଣ ଆଜ୍ଞା ସାର୍ ଆଜ୍ଞା ସାର୍ ଏଇ କଥା କହୁଛ ତ ଲେଖାଯିବା କଥା କିନ୍ତୁ ମୁଁ ଆଜ୍ଞା ଲେଖୁଛି ସାର୍ କାହିଁକି ଖାଲିଟା ମ୍ୟାଗ୍ନିଟ୍ୟୁଡ ଲେଖୁଛି କୋଶ୍ଚିନ୍ କରିବା ପାଇଁ ଆମକୁ ସହଜ ହବ ହେଲା କଣ ଟିକେ ଆଜ୍ଞା ସାର୍ ମ୍ୟାଗ୍ନିଟ୍ୟୁଡ ପଢିଲେ ତମ ମାନେ ଆହୁରି କ୍ଲିୟର ହେଇଯିବ କିନ୍ତୁ ଟିକେ ଦେଖ ଏବେ ଖାଲି ଯାହା କହୁଛି ଦେଖ ଏଟାକୁ ତମ ମାନେ କଣ ସାଇନ୍ ଥୀଟା କେତେ ଲେଖିବ ସ୍କ୍ରିନ୍ କାମ କରୁନି ଟିକେ ସାଇନ୍ ଥୀଟା କେତେ ହବ p ବାଇ h ହବ ଟିକେ ୱେଟ୍ କର ଆଜ୍ଞା ସାର୍ ସାଇନ୍ ଥୀଟା ତାହେଲେ କେତେ ହବ ନା p ବାଇ h ହବ ଦେଖ p ପାଖରେ କେତେ ଲେଖିଲି ନା f ଲେଖିଲି f x ଲେଖିଲି ଆଉ h ପାଖରେ କେତେ ଲେଖିଲି f ଲେଖିଲି ହେଲା f x ଗୋଟେ କଣ ମ୍ୟାଗ୍ନିଟ୍ୟୁଡ କାହାର ମ୍ୟାଗ୍ନିଟ୍ୟୁଡ କହିଲ ସାର୍ f x ଟା ଫୋର୍ସ ଆରେ ଭାଇ ଫୋର୍ସ ଯେ କୋଉ ଫୋର୍ସ ର f x ମୁଁ ଯଦି ପଚାରିଲି କାହାର ମ୍ୟାଗ୍ନିଟ୍ୟୁଡ ତମ ଆନ୍ସର କଣ ଦବ ନା f x ଭେକ୍ଟର ର ମ୍ୟାଗ୍ନିଟ୍ୟୁଡ ବୁଝିପାରିଲ ଓହୋ ଆଜ୍ଞା ସାର୍ ଆଉ ମୁଁ ଯଦି ପଚାରିଲି ଯୋଉ ତଳେ ଏଫ୍ ଟା ଲେଖା ହେଇଛି ସେଟା କାହାର ମ୍ୟାଗ୍ନିଟ୍ୟୁଡ ତମେ କଣ କହିବ ଆନ୍ସର ରେ ତଳେ ଏଇ ଯୋଉ ସାର୍ ତଳେ ଯୋଉ ଏଫ୍ ଟା ଲେଖା ହେଇଛି ମୁଁ ପଚାରିଲି ଏଇ ଯୋଉ ଆଜ୍ଞା ଏଫ୍ ସାର୍ ଟା କାହାର ମ୍ୟାଗ୍ନିଟ୍ୟୁଡ କାହାର ସାର୍ ବଳର ଏ ଭାଇରେ ଦେଖ ଏଫ୍ ହେଲା କାହାର ମ୍ୟାଗ୍ନିଟ୍ୟୁଡ ହବ ଏଫ୍ ଭେକ୍ଟର ର ମ୍ୟାଗ୍ନିଟ୍ୟୁଡ ହବ ବୁଝିପାରୁଛ ତ ଆଜ୍ଞା ସାର୍ ମୁଁ କହିଲି ନା ପ୍ରତ୍ୟେକ ଭେକ୍ଟର ଗୋଟେ ମ୍ୟାଗ୍ନିଟ୍ୟୁଡ ଆଉ ଗୋଟେ ୟୁନିଟ୍ ଭେକ୍ଟର ଥାଏ ବୁଝିପାରିଲ ତ ଆଜ୍ଞା ସାର୍ ଏଫ୍ ଯଦି ଗୋଟେ ଭେକ୍ଟର ହେଲା ତାହେଲେ ତାର ମ୍ୟାଗ୍ନିଟ୍ୟୁଡ କେତେ ହବ ଏଫ୍ ହବ ଆଉ ତାହେଲେ ମୁଁ ତମକୁ ପଚାରିବି ଏଇ ଯୋଉ ଏଫ୍ ଟା ତଳେ ଲେଖା ହେଇଛି ପଚାରିବି କାହାର ମ୍ୟାଗ୍ନିଟ୍ୟୁଡ ତମେ କହିବ ଏଫ୍ ଭେକ୍ଟର ମ୍ୟାଗ୍ନିଟ୍ୟୁଡ ତାହେଲେ ମୁଁ କହିବି ଏପି ତମେ କ୍ଲିୟର ଭେକ୍ଟର ହେଇଯିବ ପୁରା ମ୍ୟାଗ୍ନିଟ୍ୟୁଡ୍ ବୁଝିପାରୁଛ ଏବେ କ୍ଲିୟର ସାର୍ ହେଲା ତ ଏଫ୍ ର ମ୍ୟାଗ୍ନିଟ୍ୟୁଡ୍ ସାର୍ ମାନେ
ସେଇଟା କଥା କହୁଛି କମ୍ପୋନେଣ୍ଟ ଆଗେ ଟିକେ ବୁଝିଦିଅ ଦିଟା ଫର୍ମୁଲା ତାପରେ ଆମେ ମ୍ୟାଗ୍ନିଟ୍ୟୁଡ ପଢେଇବା ବୁଝିପାରୁଛ ସେଠି ଆହୁରି କ୍ଲିୟର ହେଇଯିବ ହେଲା। ଏଇ ଆଗକୁ ଜଷ୍ଟ ୟା ପରେ ହିଁ ପଢିବା ହେଲା। ଆଜ୍ଞା ସାର୍। ହଁ ସାର୍ ମ୍ୟାଗ୍ନିଟ୍ୟୁଡ ଏଫ୍ ମାନେ ର କଣ ମ୍ୟାଗ୍ନିଟ୍ୟୁଡ୍ ମ୍ୟାଗ୍ନିଟ୍ୟୁଡ ଗୋଟେ ଭ୍ୟାଲୁ ସେଟା କେମିତି ଆଜ୍ଞା ବାହାରିବ ସାର୍ ଗୋଟେ ଭେକ୍ଟର ଦେଇଦବ ତମକୁ ତାପରେ ତାର ମ୍ୟାଗ୍ନିଟ୍ୟୁଡ ପଚାରିବ ତମେ କେମିତି ବାହାର କରିବ। କାହିଁକି ନା କମ୍ପୋନେଣ୍ଟ ଆଗେ ପଢିବା ଦରକାର ବୁଝିପାରୁଛ ତମେ ଖାଲି ଏଠି ଆଜ୍ଞା ମନେ ସାର୍ ରଖିଥାଅ ଏଠି ହଁ ମନେ ରଖିଥାଅ ପ୍ରତ୍ୟେକ ଭେକ୍ଟର ଗୋଟେ ମ୍ୟାଗ୍ନିଟ୍ୟୁଡ ମୁଣ୍ଡ ଭିତରେ ଘୋଷି ଦିଅ। ପ୍ରତ୍ୟେକ ଭେକ୍ଟର ଗୋଟେ ମ୍ୟାଗ୍ନିଟ୍ୟୁଡ ଆଉ ଗୋଟେ ୟୁନିଟ୍ ଭେକ୍ଟର ଥାଏ। ବୁଝିପାରିଲ ମୁଁ ଯଦି ୟୁନିଟ୍ ପଚାରିଲି ଭେକ୍ଟର ଏଫ ଭେକ୍ଟର ମ୍ୟାଗ୍ନିଟ୍ୟୁଡ କେତେ ତମେ କହିବ ଖାଲି ଏଫ। ଆଉ ଏଫ ଆଜ୍ଞା ଏକ୍ସ ସାର୍ ଭେକ୍ଟର ମ୍ୟାଗ୍ନିଟ୍ୟୁଡ କେତେ ଏଫ ଏକ୍ସ। ବୁଝିପାରିଲ ତାହେଲେ ସେଇ ଆଜ୍ଞା ଅନୁସାରେ ମୁଁ ସାର୍ ଲେଖିଲି ସାଇନ ଥିଟା ଇଜ ଇକ୍ୱାଲ ଟୁ ପି ବାଇ ଏକ୍ସ। ତାହେଲେ ମୁଁ ଏଠି ଯଦି ବାହାର ଆଜ୍ଞା କରିବି ସାର୍ ଏଫ ଏକ୍ସ ଟା କେତେ ବାହାରିବ ନା ଏଫ ସାଇନ ଥିଟା। ଏଫ ସାଇନ ଥିଟା ହେଲା ତାହେଲେ ଇଏ ଗୋଟେ ଆଜ୍ଞା ବାହାରିଲା ସାର୍ କଣ ସାଇନ ଥିଟା ଆଉ ଗୋଟେ ବାହାର କରିବା କସ୍ ଥିଟା ହେଲା। କସ୍ ଥିଟା। କସ୍ ଥିଟା ତାହେଲେ କେତେ ହବ ମୁଁ ଲେଖିପାରିବି କସ୍ ଥିଟା ସାର୍ କଣ ଫର୍ମୁଲା ପଡିଥିଲା ବି କଣ ବାଇ ବି ବାଇ ଏଚ୍ ତାହେଲେ ବି ଦେଖ ଆଜ୍ଞା ଏଠି ସାର୍ କେତେ ନା ଏଫ ୱାଇ ସାର୍ ତାହେଲେ ମତେ ଏଫ୍ ଏଠି ୱାଇ ସୌମ୍ୟ ତମେ କୁହ ଏଫ ୱାଇ ଯଦି ଗୋଟେ ଭେକ୍ଟର ହେଲା ତାହେଲେ ତା ମ୍ୟାଗ୍ନିଟ୍ୟୁଡ କେତେ ହବ? ସାର୍ ଏଫ ୱାଇ ହଁ ଖାଲି ଏଫ ୱାଇ ହବ ମ୍ୟାଗ୍ନିଟ୍ୟୁଡ ବୁଝିପାରିଲ ଖାଲି ଆଜ୍ଞା ଏଫ ସାର୍ ୱାଇ ଆଜ୍ଞା ହବ ସାର୍ ମ୍ୟାଗ୍ନିଟ୍ୟୁଡ। ଆଉ ଗୋଟେ ରହିବ କଣ ଆଜ୍ଞା ଏଫ ୱାଇ ୟୁନିଟ କ୍ୟାପ୍ ଉପରେ ରହିବ ଆଜ୍ଞା କ୍ୟାପ୍ ସାର୍ ହେଲା। କ୍ୟାପ୍ ହଁ ଆଜ୍ଞା ତାହେଲେ ମୁଁ ଏଠି କେତେ ଲେଖିପାରିବି ଏଟାକୁ କସ୍ ଥିଟା କୁ କେତେ ଲେଖିପାରିବି ବି ବାଇ ଏଚ୍ ବି ପାଖରେ କେତେ ବି ଲେଖିପାରିବି ବାଇ ଏଫ ଏଚ୍ ୱାଇ ଆଉ ଏଫ୍ ଏଚ ୱାଇ ଲେଖିବି ଏଚ ବାଇ ଜାଗାରେ ଏଫ ଏଫ୍ ଲେଖିବି ଏଚ ଆଜ୍ଞା ହଁ ସାର୍ ଏଫ ହବ ହେଲା। ତାହେଲେ ଏଠି ଦେଖ ଆଜ୍ଞା ତାହେଲେ ମୁଁ ବାହାର କରିବି ଏଫ ୱାଇ କେତେ ବାହାରିବ ଏଫ ୱାଇ ବାହାରିବ ଏଫ କସ୍ ଥିଟା। ଆଗକୁ ଯାଇକି ଆଜ୍ଞା କୋଶ୍ଚିନ୍ କଲେ ତମେ କହିବ ସାର କଣ କିଛି ନଥିଲା। ଏଫ ୱାଇ ଇଜ ଇକ୍ୱାଲ ଟୁ ଏଫ କସ୍ ଥିଟା ବାହାରିବ। ଆଉ ଗୋଟେ ଏଫ ୱାଇ ଇଜ ଇକ୍ୱାଲ ଟୁ କେତେ ବାହାରିଲା ନା ଏଫ ସାଇନ ଥିଟା ବାହାରିଲା। ମନ ରଖିଥାଅ ସବୁବେଳେ ଦେଖ ଏଠି ଆଙ୍ଗେଲ ପାଖରେ କିଏ ଅଛି କହିଲ? କୋଉ ଆକ୍ସିସ୍ ଟା ଅଛି ଦେଖ ମୁଁ ଯଦି ଏଠି ଆଉ ଥରେ ଗୋଟେ ଚିତ୍ର କରିବି ଆକୁ କ୍ଲିୟର କରୁଛି ହେଲା। ଦେଖ ଆଜ୍ଞା ସାର୍ ଦେଖ ମୁଁ ଯଦି ଏଠି ଗୋଟେ ଚିତ୍ରଟା ଡ୍ରଇଂ ଟେ କଲି ଏଇଭଳିଆ ଦେଖ ଏଠି ହେଲା ଏକ୍ସ ଦେଲି ଏକ୍ସ ଆକ୍ସିସ୍ ଦେଲି ଏଠି ଏଫ ଏକ୍ସ ଦେଲି ଏଟାକୁ ହେଲା ଏଫ ଏକ୍ସ ଭେକ୍ଟର ଏଇଠି ଅଛି। ଏଠି ହେଲା ଆଜ୍ଞା ଏଫ ସାର୍ ଭେକ୍ଟର ଅଛି ହେଲା ଆଉ ଏଠି ଅଛି କେତେ ନା ୱାଇ ଆକ୍ସିସ୍ ଟା ୟା ଉପରେ ପଡିକି ଅଛି କଣ ଏଫ ୱାଇ ପଡିକି ଅଛି। ମୁଁ କହିଲି ଏଇଠି ଆଙ୍ଗେଲ ହେଇଛି ଥିଟା ତାହେଲେ ମୁଁ ପଚାରିବି ତମକୁ ମାନେ ଏଟା ହେଲା କଣ ଏଫ ଏକ୍ସ ଭେକ୍ଟର ଆଉ ଏଫ ୱାଇ ଭେକ୍ଟର ଏଟା ବୁଝିପାରୁଛ ମୁଁ ତାହେଲେ ପଚାରିବି ଆଜ୍ଞା ତମକୁ ସାର୍ ଏଠି ଏଫ ଏକ୍ସ ବାହାର କର ତାହେଲେ ତମେ ମନେ ରଖିଥାଅ ଏଫ ଏକ୍ସ ବାହାରିବ କୋଉଠି ଯୋଉଠି ଥିଟା ଲାଗିକି ଥିବ ଯୋଉଥିରେ ସେଠି ତମେ ଲେଖିଦବ କଣ ଏଫ ଏକ୍ସ ଇଜ ଇକ୍ୱାଲ ଟୁ ଏଫ କେତେ ସାଇନ ଥିଟା ବୁଝିପାରିଲ। ଆଉ ଏପଟ ଯୋଉ ଉପରଟା ରହିଲା ସେଟା ହେଇଯିବ କେତେ ଏଫ ୱାଇ ବା ଏଫ କସ୍ ଥିଟା ଏଟା ଆଗକୁ ଯାଇ ବୁଝି ଆସିବ ତା ଏଟା ତଳଟା କୋଶ୍ଚିନ୍ ସାଇନ୍ ରେ ଉପରଟା ପଡିବ। କସ୍ ହଁ ହେଲା ହଁ ଆଜ୍ଞା ଉପର ସାର୍ ପଟରେ ଏତେ ଏଟା ଠିକ ଅଛି ଦେଖ ଆଗକୁ ଚାଲ ବୁଝି ଆସିବ ଖାତା ଉପରକୁ ଆସିବ। ସେଇ ଭେକ୍ଟର ମ୍ୟାଗ୍ନିଟ୍ୟୁଡ ୟୁନିଟ୍ ଟା ନ ପଢିଲା ଠୁ ସାର ଏଇଟା କଷ୍ଟ ଲାଗୁଛି। ହୁଁ 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 ସାର୍ ଆମେ ସ୍କାଲାର ତ ପଢି ଦେଇଛେ ଏବେ ଶୁଣ ତମେ ମାନେ ଆସିକି ବହୁତ ଦିନ ହେଇଗଲାଣି ନା ଏବେ ତମ ମୁଣ୍ଡକୁ ଟିକେ ଆଉ ଟିକେ ଷ୍ଟ୍ରଙ୍ଗ କର ଫିଜିକ୍ସ ଆଗକୁ ବଢିବା ପୂର୍ବରୁ ବୁଝିପାରୁଛ। ତମେ ମାନେ ଲ୍ୟାକ୍ ଅଫ୍ ପ୍ରାକ୍ଟିସ ବହୁତ କମ କରୁଛ ହେଲା ତମକୁ ଆଉ ଟିକେ ପ୍ରାକ୍ଟିସ ବଢେଇବା ପାଇଁ ପଡିବ ଏବେ ଫିଜିକ୍ସ ର ୟୁନି ଡାଇମେନ୍ସନ କରୁନଥିଲ ଚଳିବ କିନ୍ତୁ ଭେକ୍ଟରକୁ ବୁଝିବା ପାଇଁ ହେଲେ ତମମାନଙ୍କୁ ଏକ୍ସଟ୍ରା ପରିଶ୍ରମ କରିବା ପାଇଁ ପଡିବ ଖାଲି ତମେ ଭାବୁଛ କି ମୁଁ ଥିଓରି ପଢିକି ପଳେଇବି ଯେ ସେଥିରେ କିଛି ନାହିଁ ଯେ 6 ମାସ ଭିତରେ ତମକୁ ପ୍ଲସ ଟୁ ଫାଷ୍ଟ ଇୟର ଫିଜିକ୍ସ ପ୍ଲସ୍ ଟୁ ସେକେଣ୍ଡ ଇୟର ଫିଜିକ୍ସ ଯଦି ପ୍ଲସ୍ ଟୁ ଫାଷ୍ଟ ଇୟର ଆଉ ସେକେଣ୍ଡ ଇୟର ଫିଜିକ୍ସ 100% ହେଲା ସିଲାବସ୍ ତମର ମାତ୍ର 40% ଅଛି ତା ଦେହରୁ ବୁଝିପାରୁଛ। ଆଜ୍ଞା ସାର୍ ତାହେଲେ ତମକୁ ଡିପଲି ଜମା ବି ଯିବା ଦରକାର ନାହିଁ। ଯୋଉଠି ଯେତିକି ସିଲାବସ କହିଛି ସେତିକି ପଢିବ କାହିଁକି ୟାର ମିନିଂ ଅଛି ଦେଖ ତମକୁ 6 ମାସ ଭିତରେ ଫିଜିକ୍ସ ସାରିବାର ଅଛି 2 ବର୍ଷର ଫିଜିକ୍ସ ଆମେ ଯଦି ଭିତରକୁ ଯିବା ସାରିପାରିବା କି ଠିକ ଟାଇମ ଭିତରେ ସାର୍ ନା ନା ବୁଝିପାରୁଛ 2 ବର୍ଷର କୋର୍ସ ନା ଆଜ୍ଞା ସେଟା ସାର୍ ପ୍ଲସ ଟୁ ଫାଷ୍ଟ ଇୟର ପ୍ଲସ ଟୁ ସେକେଣ୍ଡ ଇୟର ତମକୁ ଆଜ୍ଞା କନସାଇଜ ସାର୍ କରିକି ଖାଲି ଯେତିକି ଦରକାର ଇଞ୍ଜିନିୟରିଂ ଡିପ୍ଲୋମା ପାଇଁ ସେତିକି ଦେଇଛି ବୁଝିପାରୁଛ ଡିପ୍ଲୋମା ଆଜ୍ଞା ଗୋଟେ ସାର୍ ସ୍କିଲ୍ କୋର୍ସ ବୁଝିପାରୁଛ ସ୍କିଲ୍ କୋର୍ସ ମାନେ ତମ ମାନଙ୍କୁ କିଛି କାମ ଶିଖାଯିବ ତା ଦେହରେ ତମର ସ୍କିଲ୍ ଟା ବଢାଯିବ ମାନେ ସାର୍ ଗୋଟେ ତାହେଲେ ପ୍ରକାର ଏଇଟା କାମ କଣ ପାଇଁ ପଢିବ ଆମେ
ତ କାମରେ କଣ ଦରକାର ହଉଛି ସେଗୁଡାକ? ଆଉ ବହୁତ ଦରକାର ହବ ନା ଫିଜିକ୍ସ ନ ଜାଣିଲେ ଯଦି ଇଲେକ୍ଟ୍ରିକାଲ ଇଞ୍ଜିନିୟର ତମେ ହବ କି ମେକାନିକାଲ ଇଞ୍ଜିନିୟର ହବ କି ସେ ଯୋଉ ଇଞ୍ଜିନିୟର ବି ହୁଅ ତମକୁ ତ ବେସିକ ଫିଜିକ୍ସ ଜାଣିବା ଦରକାର ନା କାହିଁକି ନା ବହୁତ ପିଲା ଦଶମ ପରେ ଡିପ୍ଲୋମା ନିଅନ୍ତି। ଆଉ ବହୁତ ରେୟାର ପିଲା ଅଛନ୍ତି ଯୋଉମାନେ ପ୍ଲସ ଟୁ ସାଇନ୍ସରେ ଖରାପ ମାର୍କ କିମ୍ବା କଣ ହେଲା ସେମାନେ ଚାହାନ୍ତି କି ପ୍ଲସ ଟୁ ଡିପ୍ଲୋମା ମୁଁ ଫାଷ୍ଟ ଇୟରରୁ ପଢିବି ସେମାନେ ଜଏନ୍ ହୁଅନ୍ତି। ଯୋଉମାନେ ପ୍ଲସ ଟୁ ସାଇନ୍ସ ପଢିକି ଜଏନ୍ ହେଇଥାନ୍ତି ସେମାନଙ୍କୁ ଟିକେ ସହଜ ଲାଗେ ବୁଝିପାରୁଛ ପାଠ ଗୁଡା। କାହିଁକି ନା ସେମାନେ ପ୍ଲସ ଟୁ ରେ ପଢିଛନ୍ତି ନା ଅଲରେଡି ବେସିକ ଫିଜିକ୍ସ ଗୁଡାକୁ। ବୁଝିପାରୁଛ ତମ ଆଜ୍ଞା ଡିପ୍ଲୋମା ସାର୍ ଫିଜିକ୍ସ ସେଥିପାଇଁ କୁହାହେଲା ବେସିକ ଫିଜିକ୍ସ। ତମେ ଯଦି ଜାଣିନଥିବ ଗୋଟେ ଇଞ୍ଜିନିୟର ହେଇକି ସ୍ପିଡ ର ୟୁନିଟ ଜାଣିନଥିବ ତମକୁ କେମିତିଆ ଲାଗିବ ଜଣେ ପଚାରିବ ଆରେ ତୁ ତ ଗାଡି ମେକାନିକ କି ମାନେ ମେକାନିକାଲ ଇଞ୍ଜିନିୟର ଜଣେ ଯାଇ ପଚାରିବ ତୁ ତ ଗାଡି କାମ କରୁଛୁ ଅଟୋମୋବାଇଲ କାମ ଭଲ ଶିଖିଛୁ ଆଉ ଗାଡି ସ୍ପିଡ ର ୟୁନିଟ କହିଲୁ ତମେ କହିପାରିବନି ମିଟର ପର ସେକେଣ୍ଡ ସ୍ପିଡ ଟା କୁହାଯାଏ। ତାହେଲେ ତମକୁ ସାର୍ କେମିତି ଲାଗିବ କିଲୋମିଟର ଯୋଉଠି ଗୋଟେ ଗାଡିରେ ପର୍ ଲେଖା ହେଇଛି 50 ମିଟର ପର ସେକେଣ୍ଡ ତମେ ଜାଣି ପାରୁନଥିବ ମିଟର ପର ସେକେଣ୍ଡ କଣ ଲେଖା ହେଇଛି ଏଟାକୁ ବୁଝିପାରୁଛ ତ? ଆଜ୍ଞା ସାର୍। ହଁ ଆଉ ଏସବୁ ଦେଖ ଯୋଉଠି ବି ଯେତେ ଆଗକୁ ତମେ ବଢିବ ଯେତେବେଳେ ବିଟେକ୍ ପଢିବ ତମକୁ ବେସିକ ଫିଜିକ୍ସ ଦରକାର ହିଁ ଆସିବ। ସବୁ ଫର୍ମୁଲା ମନେ ରଖିଥିବ ସେଠି ଯଦି ତମେ ଜାଣିନଥିବ ଫୋର୍ସ ଇଜିକାଲ ଟୁ ଏଫ ଇଜିକାଲ ଟୁ ଏମ ଇନଟୁ ଏ ଏ ଯେ ଟେନ୍ଥରେ ଜମା ଆକ୍ସିଲରେସନ ର ପଢିଲେ ମିନିଙ୍ଗ ସେ କେମିତି କଣ ପଢିବ? ବୁଝିପାରୁଛ ତ କଣ ହେଲା? ସାର୍ ଟେନ୍ଥରେ ତ ଯୋଉମାନେ ଖରାପ ରଖନ୍ତି ସେମାନେ ଡିପ୍ଲୋମା ପଢନ୍ତି। ନାଇଁ ନାଇଁ ଏଟା ତମର କିନ୍ତୁ ଦେଖ ଏଟା ଆମେ କଲଚରରେ କହିଦେଇଛେ ସେଇଭଳିଆ ବୁଝିପାରୁଛ। ଟେନ୍ଥରେ ଆଜ୍ଞା ଯୋଉମାନେ ସାର୍ ଖରାପ କଲେ ସେମାନଙ୍କୁ ଡିପ୍ଲୋମା ଦେଇଦବା ଜଲ୍ଦି ଚାକିରି ପାଇଯିବେ। ବୁଝିପାରୁଛ ବହୁତ ପିଲା ଆଜ୍ଞା 70 ରୁ 80% ପିଲା ଡିପ୍ଲୋମାରେ ଆସନ୍ତି କେବଳ ଚାକିରି ଜଲ୍ଦି ପାଇବା ପାଇଁ କାହିଁକି ନା ଆମ ପାଠ ପଢିବାରେ କମ ଇଚ୍ଛା। ବୁଝିପାରୁଛ ଡିପ୍ଲୋମା କୋର୍ସ କରାଯାଇଥିଲା କଣ ନା ଯୋଉମାନେ ପାଠ ପଢାରେ କଣ ଟିକେ ମାନେ ଭଲ ଲାଗେନି ଏତେ ଇଣ୍ଟରେଷ୍ଟ ଆସେନି ପାଠ ପଢାରେ ସ୍କିଲରେ ଇଣ୍ଟରେଷ୍ଟ ଯାହାର ଅଛି ସେମାନେ ଡିପ୍ଲୋମା କରିବା କଥା। କିନ୍ତୁ ଆମ ସୋସାଇଟି ଦରକାର କଣ ନା ଯୋଉମାନଙ୍କ ପାଠ ଟିକେ କମ ଇଏ ହେଲା ସେଥିରେ ଏଟାକୁ ଜଏନ୍ କରିଦିଅ ବୁଝିପାରୁଛ। ଏଟା କିନ୍ତୁ ବୁଝିବା ଆଜ୍ଞା ରଙ୍ଗ ସାର୍ ହେଲା ଡିପ୍ଲୋମା କେବେ ଯାଇକି ଦେଖିବ ଏସିଟି ଭିଟିର ଏମ ରେ ଦେଖିବ ନହେଲେ ତମର ନୂଆ ଗୋଟେ ୱେବସାଇଟ୍ ହେଇଛି ତାର ବି ଲିଙ୍କ ଦେବି ସେଥିରେ ଓଡିଆରେ ଲେଖା ହେଇଛି। ମାନେ ଡିପ୍ଲୋମାର ଅର୍ଥ କଣ ବୁଝିପାରୁଛ ତାକୁ ଲୋକ କରିଦେଇଛନ୍ତି ଅଲରେଡି ଦେଖ ଆଜ୍ଞା ସାର୍ ସେ ଆଇଡିଆରେ ଆସିଲେ ତମେ କିଛି ଶିଖିପାରିବନି ଦେଖ ତମମାନଙ୍କୁ ଡିପ୍ଲୋମା ଭଲସେ କରିବାର ଅଛି 3 ବର୍ଷ ସେମିଷ୍ଟାରରେ ଭଲ ମାର୍କ ରଖିବାର ଅଛି। ତାପରେ ଆଜ୍ଞା ଇଂଲିଶ ଭଲକି ଶିଖିବାର ଅଛି ଡିପ୍ଲୋମାରେ ଯଦି ଆଗକୁ ଡିଗ୍ରୀ କରିବାର ଇଚ୍ଛା ସାର୍ ଅଛି ମ୍ୟାଥ ତାହେଲେ ଏଇଠୁ ଇମ୍ପୋର୍ଟାଣ୍ଟ ପଢା ଷ୍ଟାର୍ଟ ଡିପ୍ଲୋମା ପାଇଁ କର। କଣ ହେଇଛି? ସାର୍ ମ୍ୟାଥମେଟିକ୍ସ ଇମ୍ପୋର୍ଟାଣ୍ଟ ନା ଆଉ ନାଇଁ ଇଞ୍ଜିନିୟରିଂରେ ତ ତମେ ଯଦି ଶୁଣ ଡିପ୍ଲୋମା ଯଦି ତମେ ଖାଲି ଜବ୍ ପାଇଁ କରୁଛ ତାହେଲେ ତମେ ଡିପ୍ଲୋମା ପଢ ସେଇଭଳିଆ ବୁଝିପାରୁଛ ମାର୍କ ରଖ କିନ୍ତୁ ସ୍କିଲ୍ ଟା ଭଲ କି ଶିଖ ମାର୍କ ଆଜ୍ଞା ରଖିବାକୁ ସାର୍ ଅଧିକା ସ୍କିଲ୍ ଶିଖିବା ଦରକାର। କିନ୍ତୁ ତା ବୋଲି ନୁହଁ କି ଥିଓରିରେ ମୁଁ ଖରାପ ନମ୍ବର ରଖିବି। ନିହାତି 100 ମାର୍କ ହଉଛି ମାନେ ମୁଁ ଚେଷ୍ଟା କରିବି ଯଦି ସ୍କିଲରେ ଭଲ ମାନେ ପ୍ରାକ୍ଟିକାଲରେ ଭଲ ସ୍କୋର କରୁଥିବ ଥିଓରିରେ ଯଦି ମାନେ 80 ମାର୍କ ତ ତମର ହବ ନା ଥିଓରି ପେପର 80 ମାର୍କରୁ ନିହାତି ତମ ମାନେ ରଖିବା ଦରକାର 50 ଭଳିଆ 60 ଭଳିଆ ଯଦି ତମର ପ୍ରାକ୍ଟିକାଲରେ ଭଲ ସ୍କୋର ଆସୁଛି 20ରୁ 18 ଭଳିଆ ଆସୁଥିବା ଦରକାର ସେପଟରେ ବୁଝିପାରୁଛ ତ। ଆଜ୍ଞା ସାର୍ ତମର ହଁ ତମର ଟୋଟାଲ ହେଲେ ସେମିଷ୍ଟାର ହେଲା 750 ମାର୍କର ସେଥିରେ ତମ ମାନଙ୍କର ରହୁଛି କେତେ ତମର ହେଲା 300 ମାର୍କର ରହୁଛି କଣ ତମର ଥିଓରି ପେପର ହେଲା ଆଉ ଆଜ୍ଞା ସାର୍ 450 ପାଖାପାଖି ରହୁଛି କଣ ତମମାନଙ୍କର ସାର୍ ପ୍ରାକ୍ଟିକାଲ ପ୍ରାକ୍ଟିକାଲ ପେପର ହଁ ତାମାନେ ତମ ମାନଙ୍କୁ ପ୍ରାକ୍ଟିକାଲରେ ଆକ୍ଚୁଆଲିରେ ଭଲ ନମ୍ବର ଆଣିବାର ଅଛି ସେଇଥିପାଇଁ ତ ଡିପ୍ଲୋମା ସ୍କିଲ୍ କୋର୍ସ କହିଲେ ବୁଝିପାରୁଛ ତ। ଆଜ୍ଞା ସାର୍ ହଁ ଇଏ ହେଲା କଥା ଆଉ ତମେ ଯଦି ଆଜ୍ଞା ଡିଗ୍ରୀ କରିବ ତାହେଲେ ମ୍ୟାଥ ବହୁତ ଇମ୍ପୋର୍ଟାଣ୍ଟ ଦେଇ ପଢ ଯଦି ଡିଗ୍ରୀ କରିବାର ନାହିଁ ତାହେଲେ ଯେତିକି ପଢା ହଉଛି କଲେଜରେ ବୁଝି ବାଝିକି ଯେମିତି 80ରୁ 40 50 ମାର୍କ ରହିଲା ଭଳିଆ ପଢିବ ଆଉ ଆଜ୍ଞା ସାର୍ ହଁ ଟିକେ ରହ ଆଜ୍ଞା ସାର୍ ଦେଖ ଦେଖ ଯିବା ଏବେ ଏଥିରେ ଲେଖା ହେଇଛି ଦେଖ ତମର କମ୍ପୋନେଣ୍ଟ ଅଫ ଭେକ୍ଟର ଲେଖା ହେଇଛି କଣ ଏଫ ଏକ୍ସ ଆଉ ଏଫ ୱାଇ ଏଫ ଏକ୍ସ ଟା କେତେ ହବ ନା ଏଫ କସ୍ ଥିଟା ଏଫ ୱାଇ ଟା କେତେ ହବ ଏଫ ସାଇନ୍ ଥିଟା ବୁଝିପାରିଲ ସାଇନ୍ ଥିଟା ଏଇଟା କ୍ଲିୟର ହେଇଗଲା ଦେଖ ଏଫ ଏକ୍ସ ଉପରେ ଆର ମାର୍କ ଦିଆ ହେଇନି ତାମାନେ ଏଟା କଣ ମାଗ୍ନିଟ୍ୟୁଡ ବୁଝିପାରିଲ ଯେପର୍ଯ୍ୟନ୍ତ ଆର ମାର୍କ ଦିଆ ହେଇନି ତାମାନେ ଜାଣିବ ସିଏ ହେଲା ମାଗ୍ନିଟ୍ୟୁଡ
ଯେତେବେଳେ ଆର ମାର୍କ ଆଜ୍ଞା ଲାଗିଯିବ ସାର୍ ତମେ କହିବ ଭେକ୍ଟର। ଭେକ୍ଟର ଯେତେବେଳେ କ୍ୟାପ୍ ଲାଗିଯିବ ତମେ କହିବ ସେଟା ହେଲା ୟୁନିଟ୍ ସାର୍ ଭେକ୍ଟର ବା ଡାଇରେକ୍ସନ ଡାଇରେକ୍ସନ ହେଲା। ଆଜ୍ଞା ଏତିକିରେ କ୍ଲିୟର ହେଇଯିବ। ଦେଖ ନେକ୍ସଟ ଗୋଟେ ଆଜ୍ଞା କୋଶ୍ଚିନ୍ ସାର୍ ଆସିଲା, କୋଶ୍ଚିନ୍ ଗୋଟେ କର ପୁରା କ୍ଲିୟର ହେଇଯିବ। ଦେଖ ଏଠି ତମମାନଙ୍କୁ ଦେଲା ଗୋଟେ ଭେଲୋସିଟି ଭେକ୍ଟର ଦେଲା 50 ମିଟର ପର ସେକେଣ୍ଡ। ବୁଝିପାରିଲ? ଗୋଟେ ଭେଲୋସିଟି ଦେଲା ତମକୁ 50 ମିଟର ପର ସେକେଣ୍ଡ। କହିଲା କି ଫାଇଣ୍ଡ ବାହାର କର ୟାର ଏକ୍ସ ଆଉ ୱାଇ କମ୍ପୋନେଣ୍ଟ। ତାହେଲେ ତମେ ଏକ୍ସ ଆଉ ୱାଇ କମ୍ପୋନେଣ୍ଟ ଭେଲୋସିଟିର କେମିତି ବାହାର କରିବ? ପ୍ରଥମେ ଭେଲୋସିଟିର ଦିଟା କମ୍ପୋନେଣ୍ଟ ତିଆରି କରିବ। ଗୋଟେ ଏକ୍ସ ଆକ୍ସିସ୍ ଉପରେ ତିଆରି କରିବ, ଗୋଟେ ୱାଇ ଆକ୍ସିସ୍ ଉପରେ ତିଆରି କରିବ। ତାହେଲେ ମତେ କହିଲ ସ୍ୱୟଂ ଏକ୍ସ ଆକ୍ସିସ୍ ଉପରେ ଯୋଉ ଭେଲୋସିଟିର କମ୍ପୋନେଣ୍ଟ ତିଆରି ହବ ସେ କମ୍ପୋନେଣ୍ଟର ନାଁ ମୁଁ କଣ ଦେବି? ନା ସାର୍ ଏ ଏଫ୍ ଭି ଏକ୍ସ ଏକ୍ସ ଏକ୍ସ। ଭି ଓ ଏକ୍ସ ଦେବି। ଭି ଏଫ୍ ଏକ୍ସ ଏକ୍ସ ସେ ଏଫ୍ ଏକ୍ସ ସବୁ ଜାଗାରେ ଫୋର୍ସ। ଏଟା ଆଜ୍ଞା ଭେଲୋସିଟି ହେଇଗଲାଣି। ଆଜ୍ଞା ବୁଝିପାରୁଛ? ସାର୍ ସେଠି ଫୋର୍ସ ଆଜ୍ଞା ଭେକ୍ଟର ଥିଲା ସାର୍ ବୋଲି ଭି ସେଠି ଏକ୍ସ ଭି ଏଫ୍ ଏକ୍ସ ବାଇ ହେଇଥିଲା। ହଁ ଭି ଏକ୍ସ ଆଉ ଭି ୱାଇ। ତାହେଲେ ଏଠି ପଚାରିଛି ଆଜ୍ଞା ମତେ ସାର୍ କଣ ନା ଫାଇଣ୍ଡ ଇଟ୍ସ ଏକ୍ସ ଆଉ ୱାଇ କମ୍ପୋନେଣ୍ଟ। ତାହେଲେ ମତେ ପଚାରିଛି ସେ କଣ ଭି ଏକ୍ସ ଆଉ ଭି ୱାଇ ପଚାରିଛି। ତାହେଲେ ମୁଁ ଜାଣିଛି ଭି ଏକ୍ସ ର ଫର୍ମୁଲା କଣ? ମୁଁ ସାଙ୍ଗେ ସାଙ୍ଗେ ଭି ଏକ୍ସ ର ଫର୍ମୁଲା ଟା ଲେଖିଦେବି। ଫର୍ମୁଲା ଯେହେତୁ ଲେଖିଲି ମୁଁ କଣ ନା ଭି ଏକ୍ସ ସାର୍ ଇଜ ଇକ୍ୱାଲ ଟୁ ତମ ମାନେ କଣ ପଢୁଛ? ଭି କଣ ଭି ପଢୁଛ? ଭି କସ୍ ଥୀଟା ସାଇନ୍ ଥିଟା। ସାଇନ୍ ଭି ନା ସାଇନ୍ ସାର୍ ନା ଥିଟା। ଏକ୍ସ ସାର୍ ଏକ୍ସ କସ୍ ଥୀଟା କମ୍ପୋନେଣ୍ଟର ସାର୍ କସ୍ କଣ ଥୀଟା ହେଇଛି ଉପରେ ଲେଖା ହେଇଥିଲା। ରହିଲ ରହିଲ। ତମେ କଣ ପଢୁଛ? ସାଇନ୍ ଥିଟା ଇଜ ଇକ୍ୱାଲ ଟୁ ଦେଖିଦେଲ ଦେଖିଦେଲ ଏଠି ଆଉଥରେ ଟିକେ ପି ଏଟା ବି ଏଟା ଏଚ୍। ଆଜ୍ଞା ସାର୍ ପି ମୁଁ ଲେଖାରେ ଭୁଲ କରିଦେଲି। ପି ବି ଏଚ୍ ଲେଖିଦେଲ। ଏଟା ହେଲା ଯଦି ଥିଟା ହେଲା ହେଲା ତାହେଲେ ସାଇନ୍ ଥିଟା ଆଜ୍ଞା ଏଠି ସାର୍ କେତେ ହବ? ପି ବାଇ ଏଚ୍ ହବ। ବୁଝିପାରୁଛ? ତାହେଲେ ପି ବାଇ ଏଚ୍ ଆଜ୍ଞା ହେଲା ଯଦି ସାଇନ୍ ଥିଟା ଟା କେତେ ହବ? ପି ବାଇ ଏଚ୍ ହେଲେ ଏଫ୍ ୱାଇ। ହଁ ଠିକ କଥା ହେଲା। ଏଫ୍ ଏକ୍ସ କସ୍ ଥିଟା ହବ ହେଲା। ମନେ ରଖିଥାଅ। ସାର୍ କସ୍ ମାନେ ଥିଟା ତଳ ହବ। କସ୍ ଉପରେ ସାଇନ୍ ହଁ ହେ ଦେଖ ତଳ କସ୍ ସାର୍ ଉପରେ ଆପଣ ସାଇନ୍ ଓଲଟା ମାନେ କଣ? ହେ କହିଦେଇଥିଲେ ଦେଖ ହଁ ହଁ ଦେଖ ଇଏ ତମେ ସେମିତି ମନେ ରଖନା। ଆଉ ଟିକେ ମୁଁ ସହଜ କରିଦଉଛି ଦେଖ। ତମେ ସବୁବେଳେ ମନେ ରଖିଥିବ ସେ ଆଜ୍ଞା ଯୋଉ ସାର୍ ବେସିକ୍ ପି ବି ଏଚ୍ କୁ ମନେ ରଖିଥିବ ହେଲା। ସେଥିରୁ ତମେ ଆଜ୍ଞା ଫର୍ମୁଲା ସାର୍ ବାହାର କରିବ। ଯଦି ଫର୍ମୁଲା ମନେ ରଖିବ ସେଇଟା କନଫ୍ୟୁଜ ହେଇଯିବ ବେଳେ ବେଳେ। କସ୍ ଜାଗାରେ ସାଇନ୍ ପକେଇଦବ, ସାଇନ୍ ଜାଗାରେ କସ୍ ପକେଇଦବ। ତା ପାଇଁ ମୁଁ ଆଉ ଗୋଟେ ଭୁଲ ଫର୍ମୁଲା ହେଇଯିବ କହୁଛି ସାର୍ ଶୁଣ ମନେ ରଖ। ଦେଖ ଆଙ୍ଗେଲ ଯୋଉ କଣ ଆକ୍ସିସ୍ କି ଲାଗିଛି ସିଏ ଆକ୍ସିସ୍ ଟି ଆଜ୍ଞା କଣ ହବ ସବୁବେଳେ ନା ଏଫ୍ ଏକ୍ସ ସାର୍ ହବ। ବୁଝିପାରୁଛ? ଏଫ୍ ତାହେଲେ ଏଫ୍ ଏକ୍ସ ଆଜ୍ଞା ସବୁବେଳେ କଣ ହବ? ଏଫ୍ କସ୍ ଥିଟା। ଏଫ୍ କସ୍ ଥିଟା। କସ୍ ଥୀଟା ବୁଝିପାରୁଛ? ଆଉ ଯୋଉଟା ଆଙ୍ଗେଲ କୁ ଆଜ୍ଞା ଲାଗିନି ସେଟା ହେଲା ସାଇନ୍। ଆଙ୍ଗେଲ ଯାହାକୁ ଲାଗିଛି ସିଏ ହେଲା କସ୍। ମନେ ରଖିବ ତା ଦେହରେ ଆସିବ କସ୍। ଆଉ ଯୋଉଟା ଆଜ୍ଞା ଆଙ୍ଗେଲ ସାର୍ ଯାହାକୁ ଲାଗିନି ଯୋଉ ଆକ୍ସିସ୍ କି ଏଠି ଦେଖୁନ 37 ଡିଗ୍ରୀ ଯୋଉ ଆଙ୍ଗେଲ ଟା ଦେଇଛି କୋଉ ଆକ୍ସିସ୍ କି ଲାଗିଛି? ଏକ୍ସ ଆକ୍ସିସ୍ କି ଲାଗିଛି ନା ନାଇଁ? ଆଜ୍ଞା ସାର୍ ସେଇଥିପାଇଁ କସ୍ ଆସିଲା ହେଲା। ଯଦି ମୁଣ୍ଡା ପଦ୍ଧତିରେ ମନେ ରଖିବ ତାହେଲେ ଏଇଭଳିଆ ମନେ ରଖିବ ହେଲା। ଆଉ ଯଦି ପି ବି ଏଚ୍ ସାର୍ ର ଆମେ କେମିତି ଏମିତି ବାହାର ମନେ କରିବା? ରଖିଦବୁ ହଁ ହେଲା ଏଫ୍ ଏକ୍ସ ଇଜ ଇକ୍ୱାଲ ଟୁ ଏଫ୍ କସ୍ ଥିଟା ହେଲା। ଦେଖ ଏଫ୍ ଏକ୍ସ ଆଜ୍ଞା ଇଜ ଇକ୍ୱାଲ ସାର୍ ଟୁ ଏଫ୍ କସ୍ ଥିଟା ହେଲା। ତାହେଲେ ଏଫ୍ ଏଠି କେତେ? ମାଡ ହବ ମାନେ ସାଂଘାତିକ ମାଡ ହବ। ଏଫ୍ ମୁଁ ଲେଖୁଛି ଭୁଲ ଲେଖୁଛି ତମେ ଅଟକେଇବା କଥା ନା ନାଇଁ। ସାର୍ ଭି ଏକ୍ସ ଲେଖନ୍ତୁ ଭି ଏକ୍ସ ଏଠି। ଓହୋ ବୁଝିପାରୁଛ ଆଜ୍ଞା ସାର୍ ଭି ଏକ୍ସ। ହଁ ଭି ଏକ୍ସ ଲେଖନ୍ତୁ ଏଠି। ଦେଖ ତମେ ତାହେଲେ ଏଠି ଲେଖିବ କେତେ? ଭି ଏକ୍ସ ଇଜ ଇକ୍ୱାଲ ଟୁ କଣ? ଭି କସ୍ ଥିଟା। ଆଜ୍ଞା ସାର୍ ତାହେଲେ ଭି କେତେ ଏଠି? ଭି ଖାଲି ଲେଖା ହେଇଛି ଉପରେ ଆର ମାର୍କ ନାହିଁ ମାନେ ମ୍ୟାଗ୍ନିଟ୍ୟୁଡ। ତାହେଲେ ଭି ଆଜ୍ଞା ଯୋଉ ସାର୍ ଭେଲୋସିଟି ଭେକ୍ଟର ଟା ଲେଖା ହେଇଛି 50 ମିଟର ପର ସେକେଣ୍ଡ ତାହେଲେ ଏଠି ମ୍ୟାଗ୍ନିଟ୍ୟୁଡ କେତେ ଭେଲୋସିଟିର? ସାର୍ 50। ହଁ ତାହେଲେ ଲେଖିବ କଣ 50। 50 ଲେଖିଲ ତାପରେ ଲେଖିବ କଣ କସ୍ ଥିଟା ଏଠି କେତେ 37। ତାହେଲେ ଲେଖିଦବ ଆଜ୍ଞା କଣ 37 ଡିଗ୍ରୀ। ତାହେଲେ 50 ଗୁଣନ କସ୍ 37 ଡିଗ୍ରୀ। ଏବେ ଆସିଗଲା ଖେଳ କଣ ନା ତମମାନଙ୍କୁ ଆଉ ଦିଟା ଜିନିଷ ମନେ ରଖିବାର ଅଛି ସାଧା ଫେଜ ଉପରକୁ ଯିବା ପାଇଁ ପଡିବ ହେଲା। ନା ମୁଁ ଏଇଠି ଲେଖି ଦଉଛି ତମ ମାନେ ନୋଟରେ ଲେଖିକି ନେଇଆକୁ ହେଲା। ଆଜ୍ଞା ସାର୍। ହଁ ସାର୍ ରେକର୍ଡିଂ ଅନ୍ ଦେଖ ଅଛି ତ? ହଁ ହଁ ଅନ୍ ଅଛି ଦେଖ ଆଜ୍ଞା ସାର୍ କଣ ନା ଦେଖ ତମ ମାନେ ତ ଜାଣିଛ 30 ଜାଣିଥିବ ଦେଖ 0 ଡିଗ୍ରୀ 30 ଡିଗ୍ରୀ 45 ଡିଗ୍ରୀ 60 90 ଏଗୁଡା ଜାଣିଥିବ କିନ୍ତୁ ଫିଜିକ୍ସ ରେ ଆଜ୍ଞା ଆଉ ସାର୍ 37 ଡିଗ୍ରୀ ଗୋଟେ ୱାର୍ଡ ବହୁତ ୟୁଜ୍ ହବ। କେମିତି 37 ଡିଗ୍ରୀ ବାହାର କରିବ ହେଇ ଦେଖ ଅନାଅ। ସବୁବେଳେ ଏଟାକୁ ମନେ ରଖିଥିବ ଏଟା ହେଲା ପି ଏଟା ହେଲା ବି ଆଉ ଏଟା ହେଲା ଏଚ। ଯଦି ଏଇଟା ହେଲା 37 ଡିଗ୍ରୀ ଗୋଟେ 53 ଡିଗ୍ରୀ ର ଫର୍ମୁଲା ମନେ ରଖିଥିବ ହେଲା। ଏଟା ହେଲା 37 ଡିଗ୍ରୀ ଏଠି ହେଲା
ରହିଥାଉ ଟିକେ ଫ୍ୟାନ୍ ଦେଖ 37 ଡିଗ୍ରୀ ଯଦି ଏଟା ହେଲା ମୁଁ ତ ସୌମ୍ୟ ତମେ ମତେ କୁହ ସାଙ୍ଗେ ସାଙ୍ଗେ ସାଇନ୍ 37 ଡିଗ୍ରୀ କେତେ ହବ? ସାଇନ୍ 37 ଡିଗ୍ରୀ ସାଇନ୍ ପି ବାଇ ଏଚ୍ ଇଣ୍ଟୁ 37 ଡିଗ୍ରୀ। ଏ ଦେଖ 37 ଡିଗ୍ରୀରେ ହେଲା 37 ଡିଗ୍ରୀ ଆଉ 53 ଡିଗ୍ରୀ ଭିତରୁ କୋଉ ଆଙ୍ଗେଲ ଟା ଛୋଟ କହିଲ? 37। 37 ତାମାନେ ଏଠି ଲେଖିବ 3 ଏଠି ଲେଖିବ 4 ଏଠି ଲେଖିବ 5 ତାହେଲେ P ର ଭ୍ୟାଲୁ 37 ଯେତେବେଳେ ଆଙ୍ଗେଲ ଥିବ P ର ଭ୍ୟାଲୁ 3 ଲେଖାଯାଏ B ର ଭ୍ୟାଲୁ 4 ଲେଖାଯାଏ H ର ଭ୍ୟାଲୁ 5 ଲେଖାଯାଏ ମନେ ରଖିବ ଛୋଟ ଆଙ୍ଗେଲ ମାନେ ତା ସାମ୍ନାରେ ଛୋଟ ଲେଖା ହବ 3 ଏଠି ଲେଖା ହବ 4 ଏଠି ଲେଖା ହବ 5 ତାହେଲେ ଏବେ ମୁଁ ତୁମକୁ ପଚାରିବି ସାଇନ୍ 37 କେତେ ତମେ କହିବ ସାର୍ ସାଇନ୍ ଥିଟାର ଫର୍ମୁଲା P ବାଇ H P ର ଭ୍ୟାଲୁ ଏଠି 3 H ର ଭ୍ୟାଲୁ ହେଲା 5 ତାହେଲେ ସାଇନ୍ 37 ର ଭ୍ୟାଲୁ କେତେ 3 ହରଣ 5 ବା 3 ବାଇ 5 ତାହେଲେ ମୁଁ ଏଠି ପଚାରିବି cos 37 ର ଭ୍ୟାଲୁ କେତେ ତମେ କହିଲ? ସାର୍ B ବାଇ H ବାଇ ହଁ ବି 4 ବାଇ ଏଚ୍ 3 4 ବାଇ 5। ହଁ 4 ବାଇ 5 ହେଲା ତାହେଲେ ଏବେ ଶିଖିଗଲ 37 ଡିଗ୍ରୀ ଟା ଶିଖିଗଲ ଏବେ 53 ଡିଗ୍ରୀ ଟା ଶିଖିଛ ଲେଖିକିନିଅରେ ଭାଇ ସବୁବେଳେ ଦେଖ 3 ସାଇନ୍ 4 5 ହବ। 37 ଦେଖ ସାଇନ୍ 37 cos 37 ଆଉ tan 37 ୟାର ଭ୍ୟାଲୁ ତମେ ମାନେ ମନେ ରଖିଦିଅ ନହେଲେ ସବୁବେଳେ କନଫ୍ୟୁଜ ହବ ଯଦି କନଫ୍ୟୁଜ ହବ ତାହେଲେ ସାଙ୍ଗେ ସାଙ୍ଗେ ସାଇଡରେ ଗୋଟେ ଚିତ୍ର କରିଦବ କଣ ନା ଯଦି 37 ଡିଗ୍ରୀ ଦେଇଛି ତାହେଲେ ତା ସାମ୍ନାଟାକୁ 3 ନବ ତଳ 4 ଉପର 5 ବୁଝିପାରିଲ ତ? ଆଜ୍ଞା ସାର୍। ଆରେ ଅଣ୍ଡରଷ୍ଟାଣ୍ଡ ଅର୍ ନଟ୍ ହେଲା ଦେଖ ଆଜ୍ଞା ତାମାନେ ଯଦି ଆଉ ଗୋଟେ ଆମେ ନେବା 53 ହେଲା ଏ ହେ କଣ ହେଲା ଦେଖ 53 ନବା 53 ଦେଖ 53 ତାହେଲେ 53 ବଡ ଯେହେତୁ ତା ସାମ୍ନା ଟା 4 ରହିବ ଏଟା 3 ରହିବ ଆଜ୍ଞା ଏଟା ସାର୍। 5 ରହିବ ଏଇଠି କନଫ୍ୟୁଜ ହବ ନା ସେଇଥିପାଇଁ ତମକୁ କହିଦେଲି କୋଉଟା 3 କୋଉଟା କେତେବେଳେ 4 ହବ ତାହେଲେ ଏଠି କହିଲେ ସାଇନ୍ 53 ଡିଗ୍ରୀ କେତେ ହବ? ସାଇନ୍ ହବ P ବାଇ H 4 ବାଇ 5। ବୋଲ ବୋଲ P ବାଇ H ହବ ବା 4 ବାଇ 5 ହବ ହେଲା ଆଜ୍ଞା ସାର୍ ସେଇଭଳିଆ cos 4 ବାଇ 53 ବାହାର 5। କରିବ ତମ ପାଇଁ ହୋମୱାର୍କ ରହିଲା ଆଉ ହେଲା tan 53 ବାହାର କରିବ ହେଲା ଏଇ ତିନିଟା ସାର୍ ଖାଲି ଏଇଟା ତମେ ତ ମନେ ରଖିବ ହେଇଯିବ ସାର୍ 3 ବାଇ 5 ଏବେ ଆଉ ସାର୍ 4 ବାଇ ହଁ ଏ ଦେଖ ସେଇଟା ତାହେଲେ tan ଟା। ଏବେ ମତେ ବାହାର କରିକି ଦେଇପାରିବ ତମେ ଏଠି x ଆଉ y କମ୍ପୋନେଣ୍ଟ ଦେଇପାରିବ v ର ଚେଷ୍ଟା କଲ କୋଶ୍ଚିନ୍ ଟା ମୁଁ ଯାହା କହିଲି ତମେ ମନେ ରଖିକି ଟିକେ କରିବା ପାଇଁ ଚେଷ୍ଟା କର ପ୍ରଥମେ ତାପରେ ତମେ ମାନେ ରିଭିଜନ କର ଭିଡିଓ ଲେକ୍ଚର ଯଦି ଥରେ ନ ବୁଝିପାରିଲେ 5 ଥର ଦେଖ ତାପରେ ବୁଝ ହେଲା ଏବେ କିଛି ନାହିଁ ରେକର୍ଡିଙ୍ଗ ରହିବ ହେଲା ଦେଖ ଭି ଭେକ୍ଟର ପ୍ରଥମେ vx ଲେଖ ଫର୍ମୁଲା v cos ଥୀଟା ଲେଖ v ଜାଗାରେ ଭ୍ୟାଲୁ ପୁଟ୍ କର ଆଉ cos ଜାଗାରେ cos 37 ଲେଖ cos 37 ର ଭ୍ୟାଲୁ ବାହାର କରିକି ପକାଅ vx ଟା କୁହ vy ମୁଁ ବାହାର କରିଦେବି ସାର୍ V ଜାଗାରେ ଭାଲ୍ୟୁ 50 ପା ମାଗ୍ନିଟ୍ୟୁଡ 50 ଇଣ୍ଟୁ ମାଡ ଦରକାର ତମକୁ ବୁଝିଲ ତମେ ମାନେ ରିଭିଜନ କର ଭଲ କି ତାକୁ ଏପର୍ଯ୍ୟନ୍ତ ମାଗ୍ନିଟ୍ୟୁଡ କ୍ଲିୟର ହେଲା ନା ତାହେଲେ ମୁଁ ଏତେ ସ୍ଲୋ ପଢିକି ଲାଭ କଣ କହିଲ ମତେ ମାଗ୍ନିଟ୍ୟୁଡ କ୍ଲିୟର ହୁଅ ଆଗେ ମାଗ୍ନିଟ୍ୟୁଡ ମାନେ ଭାଇ ଯୋଉଟା ସଂଖ୍ୟାରେ ଲେଖା ହେଇଥିବ 2 3 4 10 15 50 ସିଏ ହେଲା ମାଗ୍ନିଟ୍ୟୁଡ ଆଜ୍ଞା ସାର୍। ହୁଁ ସାର୍ 50 ଇଣ୍ଟୁ ସାର୍ cos ଥୀଟା ଫର୍ମୁଲା ସାର୍ ପଡିବ cos 37 ଭ୍ୟାଲୁ ବାହାର କର ଥୀଟା ଏଠି 37 ଏ କୋଶ୍ଚିନରେ 37 ଡିଗ୍ରୀର ଭ୍ୟାଲୁ ବାହାର କର ସାର୍ 4 ବାଇ 5 କା ହୁଆ ସାର୍ 4 ବାଇ 5 ଠିକ ବାହାର କଲ ତ ମୁଁ ବିଶ୍ୱାସ କରୁଛି ତମ ଉପରେ ବୁଝିପାରୁଛ ମୁଁ ଭ୍ୟାଲୁ ମନେ ରଖେନି କିନ୍ତୁ ଯାହା ସାର୍ ବାହାର କରିବ ସଂଖ୍ୟା ତମେ ଆଉ ଦେଖ vx is equal to v cos ଥୀଟା ଲେଖିଲ ତାପରେ v ଜାଗାରେ 50 ପୁଟ୍ କଲ ଗୁଣନ cos 37
cos sin x ଟା କେତେ b by h, ତାହେଲେ b ଏଠି କେତେ ହେଇଯିବ 4/5 ହେଇଯିବ ହେଲା। ତାହେଲେ ଏଠି ଲେଖିବ କେତେ 50 ଠିକ ଗୁଣନ ଅଛି 4/5। କାଟିଲ ଦେଖିଆ ଏବେ ୟାକୁ। ସାର୍ ଏଇଟା କଟିଯିବ। 5 କୁ 50 ରେ କାଟିବ କେତେ 10 ପଞ୍ଚା 50। ସାର୍ ତାହେଲେ 40। ଆନ୍ସର କେତେ ବାହାରିଲା vx କେତେ ବାହାରିଲା 40। ତାହେଲେ vx ଟା ଆଜ୍ଞା ଗୋଟେ ସାର୍। କଣ କହିଲ ଦେଖିଆ। ଏତେ ପଢେଇଲେଣି vx ଯଦି କଣ ଗୋଟେ ନ କହିପାରିବ ମାଡ ଏଇଠୁ ଯିବ ଉପରକୁ। ସାର୍ vx କଣ vx ହଉଛି ସାର୍ vx ହଉଛି ମ୍ୟାଗ୍ନିଟ୍ୟୁଡ। ମ୍ୟାଗ୍ନିଟ୍ୟୁଡ। ଆରେ ଯେପର୍ଯ୍ୟନ୍ତ ତୀର ଲାଗିନି ସେ ପର୍ଯ୍ୟନ୍ତ ସବୁ ଜିନିଷ ମ୍ୟାଗ୍ନିଟ୍ୟୁଡ ରେ ଚାଲିବ। ଆଜ୍ଞା ସାର୍। ଯୋଉଠି ତୀର ଲଗେଇବି ସେଠି ଭେକ୍ଟର ହେଇଯିବ ସାଙ୍ଗେ ସାଙ୍ଗେ। ଭେକ୍ଟର ଏଇ ଗୋଟେ ହେଇଯିବ। ସିମ୍ପଲ ଜିନିଷ ମନେ ରଖ ହେଲା। ଆଜ୍ଞା ସାର୍। ଦେଖ ତାପରେ vy ସାର୍ ମୁଁ ବାହାର ନୋଟରେ କରିବ ସେଇ ଭଳିଆ ଲେଖିଦେବି। ତମେ ହେଲା vy ତମେ ବାହାର କରିବ ଏଠି ହେଲା। ହଁ ସାର୍। ବୁଝିଗଲ ନା ନାଇଁ ଦେଖ vy ବି ବାହାର କରିଦଉଛି ଦେଖ v ତାପରେ କଣ ଲେଖିବି ସାଇନ ଥିଟା v ହେଲା 50 ଗୁଣନ ସାଇନ ଥିଟା ଜାଗାରେ ଏଠି କେତେ ପୁଟ କରିବା କଥା ଥିଲା ସାର୍ 37। ହୁଁ। ଆଉ ସାର୍ ତମେ 3/5 କ୍ୟାଲକୁଲେସନ ହବ। ହେଇଛ ଆଉ କଣ 37 କେତେ ହବ 3/5। ସାର୍ 3/5 p/h। ତାହେଲେ 10 କଟିଯିବ ତାହେଲେ 30 ଆନ୍ସର ବାହାରିବ। ତାହେଲେ ମୁଁ ଏଠି ଆଜ୍ଞା ସାର୍। ଲେଖିପାରିବି କଣ 10 ଏବେ ନା ସେ 30। ପଚାରିଥିଲା ମତେ କଣ ଫାଇଣ୍ଡ ଇଟ୍ସ x ଆଣ୍ଡ y କମ୍ପୋନେଣ୍ଟ। ତାହେଲେ ମୁଁ ଲେଖିବି x କମ୍ପୋନେଣ୍ଟ କେତେ ବାହାରିଲା କେତେ ବାହାରିଲା x କମ୍ପୋନେଣ୍ଟ 40 ଆଉ y 40 କମ୍ପୋନେଣ୍ଟ କେତେ ଆଉ ବାହାରିଲା 30। ସାର୍ 30। ବୁଝିପାରୁଛ vx ବାହାରିଲା 40 ସାର୍ ତଳଟା ବି ସେମିତି fx ପଡିବ ଆଉ fy। fx cos fy sin। ତଳେ ସାଇନ୍ cosθ ତ 30 डिग्री ସାର୍ cos 30 sin इधर 30। आएगा मजा ହେଲା। ସେମିତି ହବ। କଲ ଏଇ କୋଶ୍ଚିନ୍ ଟା କର କରିକି ମତେ ଆନ୍ସର କହିବ। y ସାର୍ cos 30 ର ସୂତ୍ର ଟା କେମିତି? cos 30 ହଉ ତମେ ତ ବଡ ସେଟା ଦେଖ ତାକୁ ଟେବୁଲ ଟା ତମେ ଆଜି ପଢିକି ଆସିବ ହେଲା। ଦେଖ କେମିତି ସାର୍ ଟ୍ରିଗୋନୋମେଟ୍ରି ଟେବୁଲ ଟା ଅଛି। ହଁ ଟ୍ରିଗୋନୋମେଟ୍ରିକ ଟେବୁଲ ଦେଖ ଓହୋ cos ଆଜ୍ଞା ସାଇନ ସାର୍। ମୁଁ କହିଦଉଛି ଏବେ ହେଲା ତମେ ତାକୁ ପଢିକି ଆସିବ ଦେଖ 0 ୟେସ୍ କାଲି ଯଦି କହିବ ୟାର ଗୋଟେ ଟ୍ରିକ୍ ଟେ ବି କହିଦେବି ଜଲ୍ଦି ମନେ ରହିବ ହେଲା। 30 ତାପରେ କେତେ ଆଜ୍ଞା 45 ସାର୍। କାଟ ସାର୍ 45 ତାପରେ ପରେ 60 90 60 ପରେ 90। 9 ଦେଖ ଏଠି ହେଲା 0 1/2 1/√2 √3/2 ହେଲା ଏଠି କେତେ ଇନଫିନିଟି ହେଲା 0 1/2 1/√2 √3/2 ଇନଫିନିଟି ନୁହଁ ସରି ଏଠି ହେଲା 1 ହବ ହେଲା। sin 90 ହେଲା 1 ତାହେଲେ ଏପଟକୁ cos କେତେ ହେଇଯିବ ସବୁ ଓଲଟେଇକି ଲେଖିଦେବେ ଖାଲି ହେଲା ଆଜ୍ଞା ସାର୍। 1/√2 1/2 ଆଉ ଏଠି କେତେ 0 ହେଇଯିବ cos 90 ହେଇଯିବ 0। ତାହେଲେ cos 30 ପଚାରିଥିଲା ଇଏ ହେଲା cos ଇଏ ହେଲା 30 କେତେ √3/2 ସାର୍ ଦେଖ √3/2 ପୁଟ୍ କର। ସାର୍ 10√3 ଆନ୍ସର। ହଉ fx ତାହେଲେ ମତେ କହିଲ v କେତେ ନା ସରି का हुआ v नहीं इधर क्या होगा fx ଆଜ୍ଞା କେତେ ସାର୍ ବାହାରିଲା ସାର୍ 10√3 ତମେ କଣ ବାହାର କଲ fy ବାହାର କଲ ସାର୍ ଆମର ସାର୍ fx ବାହାର କଲେ fy ସାର୍ ପଡିବ sin 30 डिग्री। sin 30 डिग्री 1/2 ପକାଅ। ଆଜ୍ଞା ସାର୍ ସାର୍ 1/2 ସାର୍ 10। ଏ ଦେଖ କେତେ ବାହାରିଲା ଏଟା କେତେ ବାହାରିଲା fx ଟା କେତେ ବାହାରିଲା
10 ରୁ 3 एफ एक्स टा केते बाहरला 10√3 ଆଜ୍ଞା ସାର୍। ଆଉ एफ वाई टा ସାର୍ 10 1/2 ଫର୍ମୁଲା ତାର। ହଁ ତାହେଲେ ମୁଁ ଠିକ କ୍ୱେଶ୍ଚିନ୍ କରିଥିଲି ତମେ ଭୁଲ କରିବା ପାଇଁ ଆଉ ତମେ ଭୁଲ କରିଛ। ଦେଖ କଣ ଭୁଲ କରିଦେଲ ନା ଗୋଟେ କଥା ଆପଣ ତମେ ଧ୍ୟାନ ଦେଲନି ଉପରେ ଦେଖ ଥିଟା ଯୁଆଡେ କସ୍ ସିଆଡେ ଥିଟା ଯୁଆଡେ କସ୍ ସିଆଡେ ତାହେଲେ ଏଠି ହେଲା ଆଜ୍ଞା ସାର୍। ଏଫ ୱାଇ ର ଫର୍ମୁଲା କଣ ହେଇଯିବ ଓଲଟି ଯିବ ଭାଇ एफ कौन है जो cos थीटा होगा आया ସାର୍ इंटरेस्टिंग आया थोड़ा ସାର୍ ଆପଣ मैं बोल ଓହୋ अरे मैं ऊपर बोला था ना 30 डिग्री एंगल जिधर है उधर रहेगा cos थीटा एंगल ସାର୍ किधर କୋଶ୍ଚିନ୍ ଟା लगा है वाई एक्सिस पे ସାର୍ 30 ମୁଁ डिग्री କିନ୍ତୁ कोठी ଖାତାରେ लगी କରିଛି देखो x axis ରେ। ଓହୋ ଏକ୍ସ ଆକ୍ସିସ୍ କାହିଁ ତମେ ଲଗେଇଲ ବା କୋଶ୍ଚିନ୍ ରେ ଦେଇଛ ହଉ ଏକ୍ସ ସାର୍ ଆକ୍ସିସ୍ ଲଗେଇଲେ ଯଦି ତାହେଲେ ଠିକ ଅଛି ଶୁଣ ମନେ ଆଜ୍ଞା ରଖିଥାଅ ଆଙ୍ଗେଲ ଟା ସାର୍ ଯାହାକୁ ଯୋଉଠି ଟଚ୍ ଲାଗିବ କରିବ କସ୍। ଯୋଉ ଆକ୍ସିସ୍ ରେ ହଁ ଯୋଉ ଆକ୍ସିସ୍ ରେ ଟଚ୍ କରିବ ସିଏ ଆକ୍ସିସ୍ ଆଜ୍ଞା ଫର୍ମୁଲାରେ cos ଥୀଟା ପଳେଇ ଆସିବ ଆଜ୍ଞା ସାର୍। ବୁଝିପାରିଲ ସାର୍ ଅପୋଜିଟ୍ ତାହେଲେ ଏଠି ସାଇନ୍ ଏ ଚାର୍ଟ ହଁ ଏଠି ଏଫ ୱାଇ ର ଫର୍ମୁଲା କଣ ହେଇଯିବ ଏଫ cos ଥୀଟା ହେଇଯିବ ବୁଝିପାରିଲ ଆଉ ଗୋଟେ ଜିନିଷ ଆଜ୍ଞା ମାନେ ଏଠି ହେଲା ଲେଖିଦିଅ ଭେରି ଭେରି ଇମ୍ପୋର୍ଟାଣ୍ଟ କଣ ନା ଇଏ ହେଲା ଗୋଟେ ଫର୍ମୁଲା ବୋଲି ଏମିତି ମନେ ରଖିବ ନା ଇଏ ଫର୍ମୁଲା ଟା କେତେବେଳେ ହବ ନା ଯେତେବେଳେ ଏଇଟା ଥୀଟା ହବ ବୁଝିପାରୁଛ ଆଜ୍ଞା ସାର୍। ଥୀଟା ଯେତେବେଳେ ଏକ୍ସ ସାର୍ ଆକ୍ସିସ୍ ଏଇଟା କି ଖାଲି ଲାଗିଥିବ ହଁ ଆଜ୍ଞା ଥୀଟା ଯେତେବେଳେ ଏକ୍ସ ଆକ୍ସିସ୍ କି ଲାଗିଥିବ ତାହେଲେ ଏ ଫର୍ମୁଲା ହବ ଥୀଟା ଯେତେବେଳେ ୱାଇ ଆକ୍ସିସ୍ କି ଲାଗିଥିବ ତାହେଲେ ସେ ଫର୍ମୁଲା ହେଇଯିବ ବୁଝିପାରୁଛ ତ ଦେଖିବ ତମକୁ ଆଜ୍ଞା ଚିତ୍ର ସାର୍। ଦିଆ ହେଇଥିବ ପରୀକ୍ଷାରେ ତମେ ଦେଖିବ ଆଙ୍ଗେଲ ଟା ଏକ୍ସ ଆକ୍ସିସ୍ ରେ ଲାଗିଛି କି ୱାଇ ଆକ୍ସିସ୍ ରେ ଲାଗିଛି ସାର୍ ଏକ୍ସ ଯୋଉ ଆକ୍ସିସ୍ ଆକ୍ସେସ୍ ରେ ଲାଗିଛି ସାର୍ ଏଇଟା ଲାଗିଥିଲେ କସ୍। ବାସ୍ ଯୋଉ ଆକ୍ସିସ୍ ଲାଗିଥିବ ସେଟା cos ହେଲା ସାର୍ 37 ହେଲା ଡିଗ୍ରୀ ତ ସାର୍ ଟ୍ରିଗୋନୋମେଟ୍ରିକ୍ ଟେବୁଲରେ ନାହିଁ। ନା ନା ବା ସେଇଥିପାଇଁ ବା ମୁଁ ତମକୁ କହିଲି ସେ ଦିଟାକୁ ଏକ୍ସଟ୍ରା କହିଲି ବୁଝିଲ ଓହୋ ସାର୍ ଯଦି ତମେ ଆଉ ଯଦି କିଛି ଏକ୍ସଟ୍ରା ପଳେଇ ଆସିବ 38 ଡିଗ୍ରୀ ଏ ତେରିକି ଆଉ ଆସିବ ନା ବା ସାର୍ ବୁଝିପାରୁଛ ସେଇ ଗୋଟେ ଏକ୍ସଟ୍ରା ଅଛି। ତମର ଗୋଟେ ବେସିକ ଫିଜିକ୍ସ ପଢଉଛ ବୁଝିପାରୁଛ ତମକୁ ଓହୋ ଫିଜିକ୍ସ ରେ ଡିଗ୍ରୀ କରିବାର ଅଛି ନା ପୋଷ୍ଟ ଗ୍ରାଜୁଏଟ କରିବାର ଅଛି ନା ପିଏଚଡି କରିବାର ଅଛି ତମେ ପଢିବ ଆଉ 38 ଭ୍ୟାଲୁ ଅଛି ଆମର କିଛି ଦରକାର ହିଁ ନାହିଁ ତାକୁ ବୁଝିପାରୁଛ ତମେ ଓହୋ ତ ଆଜ୍ଞା ଏତିକି ମନେ ସାର୍ ରଖିଲ ମ୍ୟାଗ୍ନିଟ୍ୟୁଡ ଖାଲି ପଚାରିବି ଯିଏ ଭୁଲ କହିବ 10 ଥର ଖଣ୍ଡ ଉଠ ବସ ହବ ସେଇଠି ହେଲା ଦେଖ ଏଫ ୱାଇ ଆଗେ ଦେଖ ଏଫ ୱାଇ ଏଫ cos ଥୀଟା ଲେଖିବ ଏଫ ଏଠି କେତେ ହେଇଯିବ 20 ଗୁଣନ cos ଥୀଟା ହେଇଯିବ କେତେ cos 30 cos 30 ହେଲା କେତେ √3/2 20 ଗୁଣନ ସାର୍ 10 ରୁ 3 √3/2 ଆନ୍ସର ହେଇଯିବ 10√3 ତାହେଲେ ସାର୍ ଏଫ 10 ରୁ ୱାଇ 3 ଟା ଟାକୁ ଆଉ କେତେ କିଛି କରିହବନି? ବାହାରିଲା ଦେଖ ଏଠି ଆଉ ଗୋଟେ କୋଶ୍ଚିନ୍ ପଚାରିବି ଏବେ ତମେ ଡାଇରେକ୍ସନ ବୁଝିପାରୁଛ ନା ନାଇଁ ଏଥିରୁ କ୍ଲିୟର ହେଇଯିବ ଦେଖ ଏଫ ୱାଇ ଟା ଏଠି ବାହାରିଲା କେତେ 10√3 ତାହେଲେ ଏଫ ୱାଇ ଗୋଟେ କଣ ମୁଁ ତମକୁ ପଚାରିଲି ସୌମ୍ୟ ତମେ କୁହ ଏଫ ୱାଇ ଗୋଟେ କଣ ତମେ କଣ ସାର୍ କହିବ ମାନେ କଣ ମାନେ ସାର୍ ମାନେ ଭେକ୍ଟର କଣ ନୁହଁ ମୁଁ କିନ୍ତୁ ପଚାରିଲି ଏଫ ୱାଇ ଟା କଣଟା ମାନେ ଏଫ ୱାଇ ହେଲେ ଗୋଟେ ମ୍ୟାଗ୍ନିଟ୍ୟୁଡ ଆଜ୍ଞା ସାର୍ ସେଇ କାହାର ମ୍ୟାଗ୍ନିଟ୍ୟୁଡ ସାର୍ ଏଫ ୱାଇ ହଉଛି ଫୋର୍ସ ର ମୋ ମୁଣ୍ଡ ଦେଖ ଏଫ ୱାଇ ହେଲା ଗୋଟେ ମ୍ୟାଗ୍ନିଟ୍ୟୁଡ କାହାର ମ୍ୟାଗ୍ନିଟ୍ୟୁଡ ନା ଏଫ ୱାଇ ଭେକ୍ଟର ର ମ୍ୟାଗ୍ନିଟ୍ୟୁଡ ବୁଝିପାରୁଛ ଓହୋ ଓହୋ ବୁଝିପାରିଲ ତ ଏବେ ସାର୍ ଯାହାର ମ୍ୟାଗ୍ନିଟ୍ୟୁଡ ମାନେ ସେଇ ଭେକ୍ଟର ମ୍ୟାଗ୍ନିଟ୍ୟୁଡ ହଁ 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 ସାବାସ୍ ହେଲା ତାହେଲେ ମୁଁ ପଚାରିବି ଏଫ ୱାଇ କଣ ତମେ କହିବ ଏଫ ୱାଇ ଇଜ ଏ ମ୍ୟାଗ୍ନିଟ୍ୟୁଡ ଅଫ ଏଫ ୱାଇ ଏଇ ଭେକ୍ଟର ଭେକ୍ଟର ହଁ ଏଫ ଏକ୍ସ ପଚାରିବି କଣ ନା ତମେ କହିବ ଏଫ ଏକ୍ସ ହେଲା ମ୍ୟାଗ୍ନିଟ୍ୟୁଡ କାହାର ଏଫ ଏକ୍ସ ଭେକ୍ଟର ର ଖାଲି ଯଦି ଏଫ ଲେଖା ହେଇଥିବ ପଚାରିବି ତାହେଲେ ତମେ କଣ କହିବ ନା ଇଏ ଖାଲି ହେଲା ଏଫ୍ ଭେକ୍ଟର ମ୍ୟାଗ୍ନିଟ୍ୟୁଡ ଫୋର୍ସ ଭେକ୍ଟର ର ଏଫ ଭେକ୍ଟର ର ବୁଝିପାରୁଛ ତ ଆଜ୍ଞା ସାର୍ ହଁ ତାହେଲେ ମୁଁ ଯଦି ପଚାରିବି ମୁଁ ଏଫ ୱାଇ ଭେକ୍ଟର ଏଠି ଲେଖିପାରିବି କି ଏଫ ଏଫ ୱାଇ ଜାଣିଗଲି ଏଫ ୱାଇ ଭେକ୍ଟର ଲେଖିପାରିବି ଆଜ୍ଞା ସାର୍ ଲେଖି ହବ କେତେ ଲେଖିପାରିବି କହିଲ ମତେ ଏଫ ୱାଇ ମାଲୁମ ଅଛି ମୁଁ ଏଫ ୱାଇ ଭେକ୍ଟର ଲେଖିପାରିବି ଦିମାଗ ମେ ଥୋଡ଼ା ପ୍ରେସର ଦୋ ଫାଷ୍ଟ କ୍ଲାସ ଯୋଉଠି ଷ୍ଟାର୍ଟ ହେଇଥିଲା ତାକୁ ଥୋଡ଼ା ମନେ ପକାଅ ଆଉ ମିଶେଇ ମାସେଇକି କୁହ ଆଉ
ସାର୍ ଏଫ୍ ୱାଇ ଲେଖା ହବ। ଏଫ୍ ୱାଇ ଭେକ୍ଟର ପ୍ରଥମେ କଣ ଲେଖିବ ଭେକ୍ଟରରେ ମ୍ୟାଗ୍ନିଟ୍ୟୁଡ୍ ଅଛି ଆଉ ଡାଇରେକ୍ସନ୍ ଆମେ ତାକୁ ଆଜ୍ଞା ସାର୍। କହିପାରିବା ଭେକ୍ଟର ଏଫ୍ ୱାଇ ଭେକ୍ଟରରେ ଏଠି ମ୍ୟାଗ୍ନିଟ୍ୟୁଡ୍ କେତେ ହବ? ସାର୍ ମ୍ୟାଗ୍ନିଟ୍ୟୁଡ୍ ହବ ଏଫ୍ ୱାଇ। ଏଫ୍ ୱାଇ କେତେ ଅଛି ଭ୍ୟାଲୁ? ଏଫ୍ ୱାଇ ତାର ଅଛି ଏଫ୍ କସ୍ ଥୀଟା। ଏଫ୍ ୱାଇ ବାହାର କଲ ବା ଏଫ୍ କସ୍ ଥୀଟା ପକେଇକି 10 ରୁଟ୍ 3 ଆଜ୍ଞା ସାର୍ ଠିକ୍ ଅଛି। ତାହେଲେ 10 ରୁଟ୍ 3 ମୁଁ କହିପାରିବି। ଆଜ୍ଞା ସାର୍। ଡାଇରେକ୍ସନ୍ କୁଆଡେ ଅଛି ୟାର ଏଫ୍ ୱାଇ ଭେକ୍ଟରର ଡାଇରେକ୍ସନ୍ କୁଆଡେ ଅଛି? କୋଉ ଦିଗରେ ଅଛି? ସାର୍ ଏଇଟା ଇଷ୍ଟ ୱେଷ୍ଟ ବୋଧେ। ଏକ୍ସ ନା ୱାଇ ଏକ୍ସ ନା ୱାଇ? ଏଫ୍ ୱାଇ ଭେକ୍ଟରଟା ଏକ୍ସ ଆଜ୍ଞା ଆକ୍ସିସ୍ ସାର୍। ଉପରେ ପଡିଛି ନା ୱାଇ ଆକ୍ସିସ୍ ଉପରେ ପଡିଛି? ଓହୋ ସାର୍ ଏଇଟା ୱାଇ ଆକ୍ସିସ୍ ଏକ୍ସ ଉପରେ ପଡିଛି। ୱାଇ ଆକ୍ସିସ୍ ଏଫ୍ ୱାଇ ଲେଖା ହେଇଛି ମାନେ ୱାଇ ଆକ୍ସିସ୍ ଉପରେ ପଡିଛି ବୁଝିପାରୁଛ ଆଜ୍ଞା ତ? ସାର୍ ଆଜ୍ଞା ସାର୍। ତାହେଲେ ୱାଇ ପାଇଁ ମୁଁ କଣ ଲେଖିପାରିବି କୋଉ ୟୁନିଟ୍ ଭେକ୍ଟର ଲେଖିବି ଆଇ କ୍ୟାପ୍ ନା ଜେ କ୍ୟାପ୍ ନା କେ କ୍ୟାପ୍? ସାର୍ ତମେ ଜଏନ୍ ହେଇଥିଲ ତ ଫାଷ୍ଟ ଆଡୁ? ସାର୍ ଆଇ ହେଇଥିଲି ଜେ କେ ପଢିଛ ତ ଆଇ ଜେ କେ ପଢିଛ? ସାର୍ ନା ମନେ ପଡୁନି। ଏ ଦେଖ ଆଇ କ୍ୟାପ୍ ମାନେ ହେଲା ଆଇ କ୍ୟାପ୍ ହେଲା ଯେମିତି ଆଇ କ୍ୟାପ୍ ଲେଖା ହେଇଛି ଆଇ କ୍ୟାପ୍ ହେଲା ଗୋଟେ ୟୁନିଟ୍ ଭେକ୍ଟର। ସିଏ କୋଉ ପଟରେ ପଡିକି ଅଛି ନା ଏକ୍ସ ଆକ୍ସିସ୍ ଉପରେ। ଯିଏ ଏକ୍ସ ଆକ୍ସିସ୍ ଉପରେ ପଡିକି ଥିବ ତମେ ଆଇ କ୍ୟାପ୍ ଲେଖିଦବ। ଆଉ ଯିଏ ୱାଇ କ୍ୟାପ୍ ଉପରେ ୱାଇ ଆକ୍ସିସ୍ ଉପରେ ପଡିଥିବ ତା ପାଖରେ ଜେ କ୍ୟାପ୍ ଲେଖିବ ତାର ଡାଇରେକ୍ସନ କଣ ଜେ କ୍ୟାପ୍ ଲେଖିବ। ଆଉ ଯିଏ ଜେଡ୍ ଆକ୍ସିସ୍ ଉପରେ ପଡିଥିବ ତାର ଡାଇରେକ୍ସନ କଣ ଲେଖିବ କେ କ୍ୟାପ୍ ଲେଖିବ। ତାହେଲେ ମୁଁ ଏଠି କୋଉ କ୍ୟାପ୍ ଲେଖିପାରିବି? ସାର୍ ଏଠି ହବ ସାର୍ ମଝିଟା ଅଛି ଜେ। ଜେ କ୍ୟାପ୍ ହବ ତାହେଲେ ଆଜ୍ଞା ଜେ ସାର୍। କ୍ୟାପ୍ ଦେଇଛି ଏଠି ଜେ କ୍ୟାପ୍ ସାର୍ ଏଇଟା ଲେଖିଲି। ପଢିନଥିଲି ଏଇଟା ନୂଆ ହଁ ଏ ଦେଖ ମୁଁ ଶୁଣିଲି। ଷ୍ଟାର୍ଟିଂରୁ ପଢେଇ ଦେଇଛି ତମେ ଟିକେ ରିଭିଜନ କରିବ ହେଲା ତାକୁ। ଦେଖ ଆଜ୍ଞା ସାର୍। ଏବେ ଏଇଭଳିଆ ଟାଇପର ଆସିବ ଦେଖ ଆଉ ଗୋଟେ ଏଇଠୁ ତମେ ଦେଖ ଇଏ କୋଶ୍ଚିନ୍ ଟା ବୁଝିଗଲ ଏବେ ଏଫ୍ ୱାଇ ଦିଆ ହେଇଛି। ମୁଁ ଯଦି ପଚାରିଲି ଏଫ୍ ୱାଇ ଭେକ୍ଟର ଲେଖ ତମେ କେମିତି ଲେଖିବ? ନା ଏଫ୍ ୱାଇ ଭେକ୍ଟରରେ ଗୋଟେ ମ୍ୟାଗ୍ନିଟ୍ୟୁଡ୍ ଥିବ କୋଉ ମ୍ୟାଗ୍ନିଟ୍ୟୁଡ୍ ନା ଏଫ୍ ୱାଇ ସାର୍ ମ୍ୟାଗ୍ନିଟ୍ୟୁଡ୍ ଆଉ ଗୋଟେ ଆଜ୍ଞା ଡାଇରେକ୍ସନ ଥିବ ଡାଇରେକ୍ସନ କଣ ଲେଖିଲି ଜେ କ୍ୟାପ୍ ଲେଖିଲି କାହିଁକି ନା ଇଏ ୱାଇ ଆକ୍ସିସ୍ ଉପରେ ପଡିକି ଅଛି ବୋଲି ବୁଝିପାରୁଛ? ଆଜ୍ଞା ସାର୍ ୱାଇ ହଁ। ହେଲା ଟିକେ ଆଉ ଟିକେ ଆଜି ରିଭିଜନ କରିବ କ୍ଲାସର। ମୁଣ୍ଡରେ ଟିକେ ଷ୍ଟ୍ରାଇକ୍ କରିବା ପ୍ରଥମେ ଟାଇମରେ ବହୁତ ଟିକେ କଷ୍ଟ ଲାଗିବ କିନ୍ତୁ ହବ ହେଲା। ଟ୍ରାଏ କର ହଁ ଦେଖ ସାର୍ ଆଉ ଟିକେ ମୁଁ ଟିକେ ବୁଝଉଛି ଆହୁରି ଯାଇକି ତଳକୁ ବେସିକରୁ ଆଉ ଟିକେ ତମକୁ ଆଣୁଛି ଦେଖ। ଟେନ୍ ନ୍ୟୁଟନ୍ ଆଇ କ୍ୟାପ୍ ତାହେଲେ ମୁଁ ଯଦି ଏଠି ଗୋଟେ ଚିତ୍ର କଲି ମାନେ କାର୍ଟେସିଆନରେ ତିନିଟା ଆକ୍ସିସ୍ ଥାଏ ହେଲା ଗୋଟେ କାର୍ଟେସିଆନରେ। କଣ ନା ଏକ୍ସ ୱାଇ ଆଉ ଜେଡ୍ ତାହେଲେ ମୁଁ ଯୋଉ ଏଇ ଯୋଉ ଏଇ ଯୋଉ ଏଫ୍ ଭେକ୍ଟରଟା ମୁଁ କୋଉଠୁ ତିଆରି କରିବି କହିଲ? ଏକ୍ସ ଉପରେ ନା ୱାଇ ଉପରେ ନା ଜେଡ୍ ଉପରେ? ସାର୍ ଏଇଟା ଆଇ ନା ଜେ ଲେଖା ହେଇଛି? ଆଇ ନା ତ କଣ ସାର୍ ଏକ୍ସ ଆଇ ବା। ଏକ୍ସ ତାହେଲେ ଏକ୍ସ ଉପରେ କେମିତି ତିଆରି କରିବି ନା ଏଇଭଳିଆ ତିଆରି କରିବି ଆଜ୍ଞା ତୀର 10 ଚିହ୍ନ ନ୍ୟୁଟନ ଦିଆହବ। ଲେଖିବି ହଁ ଆଜ୍ଞା ଆଇ କ୍ୟାପ୍ ଦେବି ଆଜ୍ଞା ବୁଝିପାରୁଛ? ତାହେଲେ ଏତିକି ଯୋଉଠି କୋଶ୍ଚିନରେ ଲେଖା ହେଇଛି ତମେ ମାନେ ସାର୍ ଜେ ଜାଣିବ କି ହେଲେ 10 ୱାଇ ନ୍ୟୁଟନ ପଡୁଛି ଏକ୍ସ ଆକ୍ସିସ୍ ଉପରେ। ମୁଁ ଯଦି ଏଇ ଜାଗାରେ କାଟିକି ଜେ କରିଦେବି ତାହେଲେ କେମିତି ହେଇଯିବ ଏଇ ପଟରେ ପଡିବ। ସାର୍ ୱାଇ ହେଲା ଆଜ୍ଞା ଏବେ ବୁଝିଗଲ ତ ଆଇ ଜେ ଆଉ କେ ଯଦି ଆଉ କେ ଜେଡ୍ ହେଲେ ଆସିବ ଜେଡ୍ ହେଲା ଆଜ୍ଞା ହେଇଗଲା ତ? ଆଜ୍ଞା ସାର୍। ଦେଖ ତାପରେ ଫାଇଣ୍ଡ ମାଗ୍ନିଟ୍ୟୁଡ ଅଫ ଭେକ୍ଟର। ଗୋଟେ ଭେକ୍ଟରର ମାଗ୍ନିଟ୍ୟୁଡ କେମିତି ବାହାର କରିବ ମାଗ୍ନିଟ୍ୟୁଡର ଅର୍ଥ ହେଲା ନେଟ୍ ଇଫେକ୍ଟ। ଦେଖ ନେଟ୍ ଇଫେକ୍ଟ କଣ ନା ଗୋଟେ ବକ୍ସଟେ ଥୁଆ ହେଇଛି ଧର ହେଲା ଆମେ ତାକୁ ଦୁଇ ଦିଗରେ ଟାଣିବା ଯଦି ମାନେ ଦୁଇ ଦିଗରେ କେମିତି ଗୋଟେ ବକ୍ସକୁ ଟାଣିବ ଜଣେ ଟାଣୁଛି ଦୁଇ ୟାଡୁକୁ ଦିଗ ହେଲା ଆଉ ଜଣେ ଟାଣୁଛି ଇଆଡକୁ ଦି ଜଣ ଦିଟା ରସି ଧରି ଟାଣୁଛନ୍ତି ତାହେଲେ ବକ୍ସ ଟା କୁଆଡେ ଯିବ? ସାର୍ ସେ ଦି ପଟକୁ ପଳେଇବ। ହଁ କଥା ସାର୍ କହିଲ ମଝିରେ ଆଉ ମଝିରେ ଯିବ ମଝିରେ ସେଇଟା ଇଏ ୟାଡୁ ଇଫେକ୍ଟ ଦେଲା ଇଏ ୟାଡୁ ଇଫେକ୍ଟ ଆଜ୍ଞା ତାହେଲେ ମଝି ମଝିକା ଚାଲିବ ସେ ସେପଟୁ ଆଜ୍ଞା ଟାଣିଲେ ସାର୍ ଇଏ ଏପଟୁ ଟାଣିଲେ ଇଏ ବୁଝିପାରିଲ ତ ଏବେ? ଆଜ୍ଞା ସାର୍। ହଁ ଏଇଟା କୁହାଯାଏ ନେଟ୍ ଇଫେକ୍ଟ କୁହାଯାଏ।
ହେଲା। ହଁ ଦେଖ ଫାଇଣ୍ଡ ମ୍ୟାଗ୍ନିଟ୍ୟୁଡ୍ ଅଫ୍ ଭେକ୍ଟର, ଯେତେବେଳେ ଗୋଟେ ଭେକ୍ଟରର ମ୍ୟାଗ୍ନିଟ୍ୟୁଡ୍ ପଚାରିଲା, ମୁଁ କହିଲି ଇଏ ହେଲା ଗୋଟେ ଭେକ୍ଟରଟେ ଅଛି, ପଢିଲ ଏ ଭେକ୍ଟର କଣ ନା ଏ ଭେକ୍ଟର। ଏ ଭେକ୍ଟରର କଣ ଦିଟା କମ୍ପୋନେଣ୍ଟ ଅଛି, ଗୋଟେ ଏକ୍ସ କମ୍ପୋନେଣ୍ଟ ଗୋଟେ ୱାଇ କମ୍ପୋନେଣ୍ଟ। ଲେଖା ହେଇଛି ଦେଖ ଏ ଏକ୍ସ ଆଇ କ୍ୟାପ୍ ଆଉ ଏ ୱାଇ ଜେ କ୍ୟାପ୍, ଇଏ ଗୋଟେ ଭେକ୍ଟରଟେ ଅଛି। ତାହେଲେ ମୁଁ କହିଲି ୟାର ମ୍ୟାଗ୍ନିଟ୍ୟୁଡ୍ ଲେଖ, କୋଉ ଭେକ୍ଟରର ଏ ଭେକ୍ଟରର। ତାହେଲେ ଏ ଭେକ୍ଟରର ମ୍ୟାଗ୍ନିଟ୍ୟୁଡ୍ ଏଇଭଳିଆ ଲେଖିପାରିବ ନା ନାହିଁ। ଏ ଭେକ୍ଟର ଆଜ୍ଞା ଉପରେ ସାର୍ ବାଡି ଦିଟା ଦବ ଅର୍ ଖାଲି ଏ ଲେଖିବ ହେଲା। ଆଉ କଣ କରିବ ଆଜ୍ଞା ନା ସାର୍ ରୁଟ୍ ଓଭର ଦବ ଏ ଏକ୍ସ ର ସ୍କୋୟାର ଲେଖିବ ଏ ୱାଇ ର ସ୍କୋୟାର ଲେଖିବ। ଏ ଏକ୍ସ ର ସ୍କୋୟାର ଲେଖିବ ମାନେ ଏ ଏକ୍ସ ଜାଗାରେ ଯେତିକି ଲେଖା ହେଇଥିବ ତାର ସ୍କୋୟାର କରିଦବ, ପ୍ଲସ ଏ ୱାଇ ଜାଗାରେ ଯେତିକି ଲେଖା ହେଇଥିବ ତାର ସ୍କୋୟାର କରିଦବ। ବୁଝିପାରିଲ ତ। ତାହେଲେ ଆଜ୍ଞା ସାର୍ କୋଶ୍ଚିନ୍ କଲ, କୋଶ୍ଚିନ୍ କଲେ ବୁଝିଯିବ ଆଉ ଟିକେ। ଦେଖ କୋଶ୍ଚିନ୍ କଲେ ଏଇ ଯୋଉ କୋଶ୍ଚିନ୍ ଟା ଦେଖ, ଏଠି ଏଫ ଭେକ୍ଟର କେତେ ଦେଇଛି 3i କ୍ୟାପ୍ ଆଉ 4j କ୍ୟାପ୍। ମାନେ ଏଠି ଗୋଟେ ଫୋର୍ସ ଟେ ଅଛି, ସେ ଫୋର୍ସ ଟାକୁ ମୁଁ ଯଦି କାର୍ଟେସିଆନ ପ୍ଲେନରେ ଚିହ୍ନେଇବି, କେମିତି ଚିହ୍ନେଇବି। ଏଟା ହେଲା ଏକ୍ସ ଆକ୍ସିସ୍, ଏଟା ହେଲା ୱାଇ ଆକ୍ସିସ୍, କହିଲ ସ୍ୱୟଂ ଜଲ୍ଦି। ଏଟା ହେଲା ୱାଇ ସାର୍ ଆକ୍ସିସ୍ ଆଉ ଏଟା ହେଲା ଜେଡ୍ ଆକ୍ସିସ୍। ତାହେଲେ ମୁଁ କେମିତି ଚିହ୍ନେଇବି ଏଇ ଫୋର୍ସ ଟା ସାର୍ ଦିଟା ଆକ୍ସିସ୍ ରେ ପଡୁଛି। ଗୋଟେ କରେ ସାର୍ ଏକ୍ସ ଗୋଟେ ଆକ୍ସିସ୍ ହେଲା ରେ କେତେ ଏକ୍ସ ପଡୁଛି। ଆକ୍ସିସ୍ ଆଉ ଗୋଟେ ହେଲା ୱାଇ ଆକ୍ସିସ୍। ହଁ ଏକ୍ସ ଆକ୍ସିସ୍ ରେ କେତେ ପଡୁଛି 3 ତିନି ପଡୁଛି, ଆଉ ସାର୍ ଚାରି ଆଉ ୱାଇ ଆକ୍ସିସ୍ ରେ ଏପଟେ କେତେ ସାର୍ ପଡୁଛି 4 ପଡୁଛି। ଚାରି ହଁ ହେଲା, ତାମାନେ ଆଜ୍ଞା ଏବେ ସାର୍। ବୁଝିପାରିଲ ତ ଗୋଟେ ଫୋର୍ସ ଭେକ୍ଟର ଦେଇଛି 3i କ୍ୟାପ୍ ଆଉ 4j କ୍ୟାପ୍। ଆଉ ତାହେଲେ ସାର୍ କେ ପଚାରିଛି ହେଲେ କଣ ଜେଡ୍। ନା ହଁ ପଚାରିଛି କଣ ଫାଇଣ୍ଡ ମ୍ୟାଗ୍ନିଟ୍ୟୁଡ୍ ଅଫ୍ ଫୋର୍ସ। ପଚାରିଛି ତମେ ସାଙ୍ଗେ ସାଙ୍ଗେ କଣ କରିବ ନା ଏଫ ର ଏମିତି ଦବ ଏମିତି ଦବ ଏମିତି ଲେଖିଦବ, ଆଉ ତାପରେ ହେଲା ଏମିତି ଗୋଟେ ରୁଟ୍ ଓଭର ଦେଇଦବ। ଆଜ୍ଞା ରୁଟ୍ ସାର୍ ଓଭର ଦେଲା ପରେ ଏଫ ଏକ୍ସ ର ସ୍କୋୟାର କରିଦବ, ପ୍ଲସ ଏଫ ୱାଇ ର ସ୍କୋୟାର କରିଦବ। ତାହେଲେ ଏଠି ଏଫ ଏକ୍ସ କେତେ କହିଲ, ଖାଲି ଏଫ ଏକ୍ସ କେତେ। ଏଫ୍ ଏକ୍ସ ଦେଖୁନା ଏକ୍ସ ଆକ୍ସିସ୍ ରେ ମ୍ୟାଗ୍ନିଟ୍ୟୁଡ୍ କେତେ। ସାର୍ ଥ୍ରୀ ଥ୍ରୀ। ତିନି ହଁ ତିନି ବାସ୍ ଆଜ୍ଞା ଠିକ୍ ସାର୍ ଧରିଛ। 3 ର ଆଜ୍ଞା ସାର୍ ସ୍କୋୟାର ପ୍ଲସ 4 ର ସ୍କୋୟାର, ପ୍ଲସ୍ ଚାରି ଆନ୍ସର କେତେ ସ୍କୋୟାର୍ ବାହାରିବ 5। ବୁଝିପାରୁଛ ତିନି ନା ନାଇଁ। ତିନି ନଅ ଚାରି ଚଉଦ 16। 25 25 ର ରୁଟ୍ ଓଭର 5 ହେଲା। ଆଜ୍ଞା ତାହେଲେ ସାର୍ କେତେ ବାହାରିବ ନା ଏଫ ଭେକ୍ଟର ର ଯଦି ଏଇଭଳିଆ ଗୋଟେ ଦେଲା ପଚାରିଲା ମ୍ୟାଗ୍ନିଟ୍ୟୁଡ୍, ତାହେଲେ ତମେ କଣ କରିବ ନା ଏଇଠୁ 3 ଉଠେଇବ ଏଇଠୁ 4 ଉଠେଇବ ସ୍କୋୟାର ବସେଇଦବ, ତାପରେ ରୁଟ୍ ଓଭର ଦେଇଦବ ଆନ୍ସର ବାହାର କରିଦବ। ସିଏ ହେଲା ମ୍ୟାଗ୍ନିଟ୍ୟୁଡ୍ ବାହାରିଗଲା। ବୁଝିପାରିଲ। ଆଜ୍ଞା ସାର୍ ଆଜ୍ଞା ସାର୍। ହଁ ତାପରେ ଏବେ ଆଉ ଗୋଟେ କୋଶ୍ଚିନ୍ ଏଇଠି କରିବା ଦରକାର, କଣ ନା ଗୋଟେ ଏଫ ଭେକ୍ଟର ଦେଇଥିଲା ହେଲା, ତାର ଦେଇଥିଲା 3i କ୍ୟାପ୍ ପ୍ଲସ 4j କ୍ୟାପ୍ ପ୍ଲସ 2k କ୍ୟାପ୍। ତାହେଲେ କେତେ ବାହାରିବ ୟାର ମ୍ୟାଗ୍ନିଟ୍ୟୁଡ୍ କହିଲ। କେମିତି ଲେଖିବ ନା ଏଫ ଭେକ୍ଟର ଲେଖିବ ଏମିତି ଲେଖିବ, ରୁଟ୍ ସାର୍ ଓଭର ଦବ ତିନିର ସ୍କୋୟାର୍ ପ୍ଲସ ପ୍ଲସ୍ 4 ର ଚାରିର ସ୍କୋୟାର ପ୍ଲସ 2 ର ପ୍ଲସ୍ ସ୍କୋୟାର। ଦୁଇର ସ୍କୋୟାର୍ ତିନି ତିନି ନଅ ଚାରି ଯେତିକି ଚଉଦ ବାହାରିବ ଷୋହଳ ଦୁଇ ସେତିକି ଦୁଗୁଣେ ହେଲା ଚାରି। ଏଫ ଭେକ୍ଟର ର ମ୍ୟାଗ୍ନିଟ୍ୟୁଡ୍ ସାର୍ ହେଲା। ସାର୍ ଯେତେବେଳେ ମିଶେଇକି ତା ରୁଟ୍ ଓଭର କାଢିଦେଲେ ସରିଲା ଆନ୍ସର। ହଁ ହଁ ବାସ୍ ସାବାସ୍ ହେଲା, ଦେଖିଲ ତ ବାହାରିଗଲା ନା ଆଜ୍ଞା ନାଇଁ ସାର୍ ମ୍ୟାଗ୍ନିଟ୍ୟୁଡ୍ ଶିଖିଗଲ ବାହାର କରିବା ଗୋଟେ ଭେକ୍ଟର ର। ଆଜ୍ଞା ସାର୍। ଇଏ ଥିଲା ସହଜ, କମ୍ପୋନେଣ୍ଟ ବି ଶିଖିଗଲ ମ୍ୟାଗ୍ନିଟ୍ୟୁଡ୍ ବି ଶିଖିଗଲ। କମ୍ପୋନେଣ୍ଟ ସାର୍ ଉପରେ ଆଉ ରିଭିଜନ କୋଶ୍ଚିନ୍ କରିଦେଲେ ତମେ ହେଇଯିବ। ମାନେ ହଁ ମୁଁ ଆଉ କେବେ କୋଶ୍ଚିନ୍ ଦଉଛି ତମେ ଲେଖିକି ନିଅ ମତେ କରିକି ପଠେଇବ। ତମମାନେ ନ ପଠେଇବ ଯଦି ତମର ଲସ୍ ହେଲା। ଦେଖ ଆଜ୍ଞା ସାର୍ ସାର୍ ମୁଁ କରିକି ଏଟା ଗୋଟେ ପଠେଇଦେବି କିଛି କୋଶ୍ଚିନ୍, ନାହିଁ। ହଁ ଏଟା ଗୋଟେ ସାର୍ ଯୋଉଠିକି କୋଶ୍ଚିନ୍ ଲାଗିଛି ପଠାଅ। ସେଇଟା କସ୍ ବାକି ସାଇନ୍। ହଁ ଦେଖ ଏଇଟା ଗୋଟେ ପଠେଇବ ମତେ ଏଫ ଭେକ୍ଟର ଏଠି ଗୋଟେ ଅଛି ହେଲା, 60 ଡିଗ୍ରୀ ଅଛି। ଆଉ ଏଫ ଦେଇଛି କେତେ ଦେଇଛି ନା 10 ନ୍ୟୁଟନ ସାର୍ ଦେଇଛି କସ୍ ହେଲା। 60 ଡିଗ୍ରୀ ପଡିବ 10 ଇଣ୍ଟୁ କସ୍ 60 ଡିଗ୍ରୀ। ଦେଖ ଲେଖ ଏଟା ଏଫ ଭେକ୍ଟର ନୁହଁ ଖାଲି ଏଫ ଦେଇଛି, ମ୍ୟାଗ୍ନିଟ୍ୟୁଡ୍ ଦେଇଛି 10 ନ୍ୟୁଟନ ଦେଇଛି ଆଉ 60 ଡିଗ୍ରୀ ଅଛି ହେଲା। ତମେ ଏଟା ଗୋଟେ କୋଶ୍ଚିନ୍ ବାହାର ଆଜ୍ଞା କରିବ, ଆଉ ଗୋଟେ କୋଶ୍ଚିନ୍ ବାହାର କରିବ ବାହାର କଲା 45 ହେଲା। ସାର୍ 45 ରେ ବାହାର କସ୍ କରିବ। 45 ଡିଗ୍ରୀ। ହଁ 45 ରେ ବାହାର କରିବ, ସେଇ ଏଫ ବାହାର କର ସେଇ 10 ରେ ବାହାର କର ଆଉ ହେଲା। ସାର୍ ଆର ଆଉ ପଟେ ସାଇନ୍ 35 ଆର ପଟେ ସାଇନ୍। ହଁ ଇଏ ଦିଟା ବାହାର କରିବ, ଆଉ ଦିଟା କୋଶ୍ଚିନ୍ ନେଇଯାଅ 4ଟା କୋଶ୍ଚିନ୍ ଆଉ ଇଏ ଦିଟା କୋଶ୍ଚିନ୍ 6ଟା କୋଶ୍ଚିନ୍ ମତେ କରିକି ଦବ ହେଲା। ଦେଖ ଏଫ ଏଠି ବାହାର କର ସେଇ 10 ନ୍ୟୁଟନ କିନ୍ତୁ ୟାଡକୁ ହେଲା 30 ଡିଗ୍ରୀ ହେଲା। ଆଜ୍ଞା ଏମିତିଆ ସାର୍ ଗୋଟେ ବାହାର କରିବ, କସ୍ 30। ଆଉ ଗୋଟେ ହଁ ଆଉ ଗୋଟେ ବାହାର କରିବ ଏଫ ହେଲା ସେଇ 10 ନ୍ୟୁଟନ ହେଲା। 10 ନ୍ୟୁଟନ କାହିଁକି ଦିଆହଉଛି ନା ଜଲଦି ଟିକେ ବାହାରିଯିବ, ମାନେ କାଲକୁଲେସନ ଓହୋ ସହଜ ହବ ହେଲା। ଏଟା ହେଲା 60 ଡିଗ୍ରୀ ଆଜ୍ଞା ଏଠି ହେଲା। ଏଟା ହେଲା ୱାଇ ସାର୍ ଆପଣ ସହିତ ତ ମନେ ଏକା ଭଳିଆ ରଖିଥିବ ଏଟା କୋଶ୍ଚିନ୍ ହେଲା ଦେଇ ଏକ୍ସ। ଦଉଛନ୍ତି। ହଁ ସେ ଦିଆ ହଉଛି ସାର୍ ଖାଲି ଉପରେ ପ୍ରାକ୍ଟିସ କରିବା ପାଇଁ ଆଉ। କିଛି ସାର୍ ଅଲଗା ଉପରେ କୋଶ୍ଚିନ୍ ଆସିବନି, 60 ଏଇଆକୁ ଦେଇଥିଲି। ହଁ ଓହୋ ଏଆକୁ କୋଶ୍ଚିନ୍ ଆସିବ। ଆଜ୍ଞା ସାର୍ ୱାଇ ଆଉ ଏକ୍ସ ହେଲା, ଆଙ୍ଗେଲ ଖାଲି ଚେଞ୍ଜ କରିକି ଦେଲି ପ୍ରାକ୍ଟିସ କରିବା ପାଇଁ।
ଆଜ୍ଞା ସାର୍ ଆଉ ଯଦି କୋଶ୍ଚିନ୍ ଇଚ୍ଛା ଅଛି ଏନସିଆରଟି ଉଠାଅ କୋଶ୍ଚିନ୍ କର ନହେଲେ ବୁକ୍ ଗୋଟେ କିଣିଦିଅ। କିନ୍ତୁ ଏକ୍ସଟ୍ରା କିଛି କରିବା ଦରକାର ନାହିଁ ହେଲା। ମନ ସାର୍ ଏତିକି ମାନୁନି ପଢି ଯଦି ତାହେଲେ ହବନି। କରିବନି। ହଁ ସେଇ ହେଲା କଥା। ଦେଖ ସାର୍ ଆଜି ତମେ କଲେଜ କୁ ଯାଇଥିଲି ନ ଖାଇ ନ ପିଇ ଆସିଲି ସନ୍ଧ୍ୟାବେଳୁ ଖାଇଲି ତଣ୍ଟି ଦରଜ ହେଇଯାଇଛି ହଁ ବହୁତ ଜୋରେ। ଠିକ ସେ ଠିକ ପାଠ ହଉ ବି ଟିକେ ଭୁଲି ଠିକ ରହିବ ଯାଇଛି। ସବୁ ହୁଁ। ଅଲଗା ସବଜେକ୍ଟ ଉପରେ ଧ୍ୟାନ ଦବ ଫିଜିକ୍ସ ବି କ୍ଲାସରେ ପଢା ହଉଛି ତାକୁ ପଢିବ ରୁମ ରେ ବି ଅଳ୍ପ ଟିକେ ପଢିବ ହେଲା। ଆଜ୍ଞା ସାର୍ इधर ଆଜ୍ଞା ସାର୍ तुम्हारा एक टेस्ट होगा 2 क्वेश्चन करेंगे क्लास को ऑफ कर देंगे है देखो क्वेश्चन कौन टे ଆଜ୍ଞା पढ़ ସାର୍। लो स्वयं। So find the unit vector in the direction of vector uh, 2i ଏ 3j। ଭେକ୍ଟର ଏତିକି ଦେଲା ଆଜ୍ଞା ସାର୍ ଏ ଭେକ୍ଟର ଏତିକି ଦେଲା ପଚାରିଲା ଆଜ୍ଞା କଣ ସାର୍ ନା ୟାର ୟୁନିଟ ଭେକ୍ଟର ବାହାର କରିବା ପାଇଁ ହେଲା। ଆଜ୍ଞା ସାର୍ ରହିଥାଅ ମୋ କ୍ୟାମେରା ଭୁଲଗଲା ଦେଖ ଆଜ୍ଞା ଦେଖ ୟା ପଚାରିଲା କଣ ନା ୟାର ୟୁନିଟ ଭେକ୍ଟର ବାହାର କରିବା ପାଇଁ ପଚାରିଲା। ୟୁନିଟ ଭେକ୍ଟର ବାହାର କରିବା ପାଇଁ ପଚାରିଲା ତମେ ଟିକେ ପୂର୍ବ ଫ୍ଲାସ ବ୍ୟାକ କୁ ଚାଲ। ମୁଁ ଗୋଟେ ଭେକ୍ଟର ଏ ଦେଇଛି ହେଲା। ଗୋଟେ ଏ ଭେକ୍ଟର ର କଣ କଣ ଥିବ ନା ଗୋଟେ ମ୍ୟାଗ୍ନିଟ୍ୟୁଡ ଥିବ। ଆଉ ଗୋଟେ କଣ ଥିବ ନା ୟୁନିଟ ଭେକ୍ଟର ଥିବ ହଁ ନା ନା। ଆଜ୍ଞା ସାର୍ ଆଜ୍ଞା ସାର୍ ତାହେଲେ ମୁଁ ଏଠୁ ୟୁନିଟ୍ ଭେକ୍ଟର ବାହାର କରିପାରିବି ନା ନାହିଁ। ୟୁନିଟ ଭେକ୍ଟର ର ଫର୍ମୁଲା କଣ ହେଇଯିବ। का होगा इधर गुणा इधर ରୁଆ इधर ए ଗୁଣା ଥା ମାନେ ଗୁଣି ହେଇକି ଏ ଥିଲା ସେପଟକୁ ଗଲେ ହରି ହେଇଯିବ କେତେ ହେଇଯିବ। ଆଜ୍ଞା ସାର୍ ଏ ଭେକ୍ଟର ହରଣ ଏ ଭାଇ ଏ ଆଜ୍ଞା ଏ ବୁଝିପାରିଲ ନା ନାଇଁ ସେଇଭଳିଆ ମତେ କହିଲ ତମେ ଫୋର୍ସ ର କେତେ ହବ ମୁଁ ଯଦି ଲେଖିଲି ଏଠି ଗୋଟେ ଫୋର୍ସ ଭେକ୍ଟର ତାହେଲେ ଫୋର୍ସ ଭେକ୍ଟର ଗୋଟେ ମ୍ୟାଗ୍ନିଟ୍ୟୁଡ ଥିବ ଆଉ ଗୋଟେ ୟୁନିଟ ଥିବ। ସାର୍ କ୍ୟାପ ତାହେଲେ ଏଫ କ୍ୟାପ କେତେ ହେଇଯିବ ଏଠି ନା ସାର୍ ଏଫ ଭେକ୍ଟର ଏଫ ହେଇଯିବ ଉପରେ ତୀର ଚିହ୍ନ ବାଇ ଏଫ ହଁ ସାବାସ ମୁଁ ଭୁଲ ଲେଖିଥିଲି ସାର୍ ହେଲା ସାର୍ ତୀର ଦେଖ ଏକ ସାର୍ ଉପରେ ତୀର ଭେକ୍ଟର ଚିହ୍ନ ଆଉ ହେଲା ବାଇ ସାଧା ମାଗ୍ନିଚ୍ୟୁଡ ସାଧା ଉପରେ ପାନ ମସଲା ହେଲା ଏଫ ଗଲା ଆଜ୍ଞା ସାର୍ ତାପରେ ମୁଁ ଯଦି ପଚାରିବି ଭେଲୋସିଟି ଭେଲୋସିଟି ସେଇଭଳିଆ ଗୋଟେ ଭେକ୍ଟରରେ ତାହେଲେ ଭେଲୋସିଟିର ଗୋଟେ ମ୍ୟାଗ୍ନିଟ୍ୟୁଡ ଥିବ ଆଉ ଗୋଟେ ୟୁନିଟ୍ ଭେକ୍ଟର ଥିବ। ମୁଁ କହିଲି ଆଜ୍ଞା ସାର୍ ଭେଲୋସିଟିର ୟୁନିଟ୍ ଭେକ୍ଟର ବାହାର କର ତମେ କଣ କହିବ ସାର୍ ଭେଲୋସିଟି ଭେକ୍ଟର ଦବ ବାଇ ଆଉ ଭି ଭି ଦବ ଭି ମାନେ ମ୍ୟାଗ୍ନିଟ୍ୟୁଡ ତାହେଲେ ମ୍ୟାଗ୍ନିଟ୍ୟୁଡ ଆଜ୍ଞା ବାହାର କରିବା ସାର୍ ତମେ ଶିଖିଛ। ଆଜ୍ଞା ସାର୍ ରୁଟ ଓଭର କରିକି ଖାଲି ସଂଖ୍ୟା ଗୁଡା ଲେଖିଦବ ତଳେ ହେଲା। ଆଜ୍ଞା ସାର୍ ସାର୍ ସ୍କୋୟାର କରିକି ମିଶେଇ ଦେଇକି ରୁଟ ଓଭର କାଢିଦବ। ବାସ୍ ସାବାସ୍ ତାହେଲେ ମୁଁ ଏଠି ଏ ଭେକ୍ଟର ଏତିକି ଦେଇଥିଲା ମୁଁ ତାହେଲେ ଆର ୟୁନିଟ ଭେକ୍ଟର ବାହାର କରିପାରିବି ନା ନାହିଁ। କେତେ ହେଇଯିବ ଏ ସାର୍ ଆଜ୍ଞା ଭେକ୍ଟର ସାର୍ ୟୁନିଟ ଦୁଇର ସ୍କୋୟାର ପ୍ଲସ୍ ତିନିର ଭେକ୍ଟର ଏ ସ୍କୋୟାର ପ୍ଲସ୍ ହେଇଯିବ। ତେର ସ୍କୋୟାର ଥାମ୍ବା ଏ ଭେକ୍ଟର ହେଲା କେତେ ହେଇଯିବ ନା ଗୋଟେ ହେଲା ଏ ମ୍ୟାଗ୍ନିଟ୍ୟୁଡ ରହିବ ଆଉ ଗୋଟେ ୟୁନିଟ୍ ଭେକ୍ଟର ରହିବ। ତାହେଲେ ଏ ର ୟୁନିଟ ଭେକ୍ଟର କେତେ ବାହାରିବ ନା ଏ ଭେକ୍ଟର ଆଉ ଆଜ୍ଞା ଏ ସାର୍ ଭେକ୍ଟର ର ସେଇଟା ମ୍ୟାଗ୍ନିଟ୍ୟୁଡ ତାହେଲେ ଏଠି ଏ ଭେକ୍ଟର କେତେ ଦେଇଛି ଦେଖ ଲେଖ ଏ ଭେକ୍ଟର କେତେ ଦେଇଛି। ଟୁ ସାର୍ ଆଇ କ୍ୟାପ୍ ଟୁ ପି ଜେ ଆଇ କ୍ୟାପ୍ ଆଉ କେ କ୍ୟାପ ପାଖରେ ଦେଖ କିଛି କେ ନାହିଁ କ୍ୟାପ୍ କିଛି ନାହିଁ ମାନେ ଏକ ଅଛି ଏକେ ବୁଝିପାରୁଛ। ଆଜ୍ଞା ସାର୍ ହଁ ମ୍ୟାଗ୍ନିଟ୍ୟୁଡ ହେଲା ସେଠି ଏକ ଅଛି ଏକ କେ କ୍ୟାପ ଲେଖିବା କଥା ହେଲା। କିନ୍ତୁ ତମମାନେ ଆଜ୍ଞା ଏବେ ସାର୍ ଫିଜିକ୍ସ ରେ ରଫି ହବା ପାଇଁ ଯାଉଛ ଯେହେତୁ କିଛି ନାହିଁ ମାନେ ଏକ ମ୍ୟାଗ୍ନିଟ୍ୟୁଡ ଗଣିବ ସେଠି ହେଲା ତାହେଲେ ଏ ଭେକ୍ଟର ଆଜ୍ଞା ଏତିକି ସାର୍ ଦେଇଛି। ଆଉ କଣ ଏଇଟା ଯୋଉ ଖାଲି ଏ ଲେଖା ହେଇଛି ତଳେ ତାର ଭ୍ୟାଲୁ କେତେ ପୁଟ୍ କରିବି। ସାର୍ ବାଇ ଏକ ବାଇ ଏକ ମାରିମି ଧରିକି ଏ ଯୋଉ ତଳେ ଯୋଉ ଏ ଟା ଲେଖା ହେଇଛି ଏ ର ଅର୍ଥ କଣ ମ୍ୟାଗ୍ନିଟ୍ୟୁଡ ପା ଆଜ୍ଞା ସାର୍ ତାହେଲେ ଏ ଭେକ୍ଟର ମ୍ୟାଗ୍ନିଟ୍ୟୁଡ ଲେଖ ଏ ଭେକ୍ଟର ଏଇଟା ନା ମ୍ୟାଗ୍ନିଟ୍ୟୁଡ ଟୋଟାଲଟା ସାର୍ ମ୍ୟାଗ୍ନିଟ୍ୟୁଡ ଆଜ୍ଞା କେମିତି ଲେଖିବ ରୁଟ ଓଭର 2 ର ସ୍କୋୟାର ପ୍ଲସ 3 ର ସ୍କୋୟାର ପ୍ଲସ 1 ର ସ୍କୋୟାର ଏବେ ବୁଝିପାରିଲ ତ। ଆଜ୍ଞା ସାର୍ କେମିତି ୟୁନିଟ୍ ଭେକ୍ଟର ବାହାରିଲା ଦେଖିଲ ଏ ର ୟୁନିଟ୍ ଭେକ୍ଟର ବାହାରିଲା ଦେଖିଲ କେମିତି। ସାର୍ ଆଇ ଜେ କେ ନା ଉଠିଗଲା ଖାଲି ସଂଖ୍ୟା ବସିଗଲା ଆଉଥରେ ତ ସାର୍ ନାଇଁ ନାଇଁ ଏ ହେଇଗଲା ଦେଖ ଏ ଦେଖ ଏ ଭେକ୍ଟର ର ଗୋଟେ ମ୍ୟାଗ୍ନିଟ୍ୟୁଡ ଗୋଟେ ୟୁନିଟ୍ ଭେକ୍ଟର ଆମକୁ ଏଠି ପଚାରିଛି ଏ ର ୟୁନିଟ୍ ଭେକ୍ଟର ବାହାର କରିବା ପାଇଁ ତାହେଲେ ଆମେ କଣ କରିବା ଏ ଭେକ୍ଟର ହରଣ ଏ ଲେଖିବା ଏ ତାହେଲେ ଏ ଆଜ୍ଞା ଭେକ୍ଟର ଜାଗାରେ କେତେ ପୁଟ୍ କରିବ ଏ ଭେକ୍ଟର ଦେଇଛି ସାର୍ ଏତିକି ସାର୍ ସେତିକି ଲେଖିଦେଲ ଦେଇଦେଇଛି 2i ଆଜ୍ଞା କ୍ୟାପ୍ ପ୍ଲସ 3j କ୍ୟାପ୍ ପ୍ଲସ୍ ପ୍ଲସ କେ k କ୍ୟାପ୍ ତଳେ ଯୋଉ ଏଟା ଲେଖା ହେଇଛି ଏ ର ଅର୍ଥ କଣ ନା ମ୍ୟାଗ୍ନିଟ୍ୟୁଡ କାହାର ଆଜ୍ଞା ମ୍ୟାଗ୍ନିଟ୍ୟୁଡ ଏଟା ସାର୍ ଖାଲି ଏ ମାଗ୍ନିଟ୍ୟୁଡ ଲେଖା ମାନେ ତ ହେଇଛି ସଂଖ୍ୟା ଯେହେତୁ ଆଉ ଏ ହଁ ଏ ଭେକ୍ଟର ର ମ୍ୟାଗ୍ନିଟ୍ୟୁଡ
ତମେ ଜାଣିଛ ଏ ଆଜ୍ଞା ଭେକ୍ଟରର ମ୍ୟାଗ୍ନିଟ୍ୟୁଡ କାଢିବା, ତାହେଲେ ଏ ଭେକ୍ଟରର ଆଜ୍ଞା ସାର୍ ମ୍ୟାଗ୍ନିଟ୍ୟୁଡ କେମିତି କାଢିବ? ନା 2 ର ସ୍କୋୟାର ଲେଖିବ, 3 ର ସ୍କୋୟାର ଲେଖିବ, 1 ର ସ୍କୋୟାର ଲେଖିବ। ତାହେଲେ ଏ ଯୋଉ ଟୋଟାଲଟା ହେଇଗଲା କଣ ଏ ମାନେ ୟୁନିଟ ଆଜ୍ଞା ଭେକ୍ଟର ଅଫ ସାର୍ ଏ ହେଲା। ସାର୍ ପଚାରିଥିଲା ଆନ୍ସର ନା ବାହାରିବ ଫାଇଣ୍ଡ ଦ ଏତିକି ୟୁନିଟ ରହିଲା? ଭେକ୍ଟର, କଣ ହେଇଛି? ସାର୍ ଆନ୍ସର ବାହାରିଲା ନା ଏତିକି ସାର୍ ରହିଲା? ହଁ ତମେ ଆଉ ଯଦି ଆଗକୁ ବାହାର କରିବ କରିବ, ତମେ କିନ୍ତୁ ଚେଷ୍ଟା କର, ମୁଁ ଟିକେ କରିଦେବି ପରେ ଆଉ ହେଲା। ଆଜ୍ଞା ହେଲା ସାର୍ ତମେ ଏଇଟା ସେକେଣ୍ଡ କୋଶ୍ଚିନ୍ ଟା ଏବେ ଟ୍ରାଏ କର, ତାପରେ ସରିଦବା କ୍ଲାସ୍। ହ୍ୱାଟ ଇଜ ଦ ୟୁନିଟ୍ ଭେକ୍ଟର ଅଫ ଡାଇରେକ୍ସନ 3i ଆଉ କଣ 3i ଆଉ 4j? B equal to 3i B क्या I J I double ହ୍ୟାଲୋ 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 ମାଇକ୍ ଚେକ୍ ମାଇକ୍ ଆଜ୍ଞା ଚେକ୍ ସାର୍ ଶୁଭା ଯାଉଛି? ଆଜ୍ଞା ସାର୍ ହଁ ବାହାର କର ବାହାର କର, ୟାର ୟୁନିଟ୍ ଭେକ୍ଟର ବାହାରିଲା? ସାର୍ 3j ପ୍ଲସ୍ ସାର୍ 3i ପ୍ଲସ୍ 4j ହୁଁ ସାର୍ ବାଇ ହରଣ ରୁଟ୍ ଓଭର 3ର ସ୍କୋୟାର ପ୍ଲସ୍ 4ର ସ୍କୋୟାର। ହଁ ଠିକ ବାହାର କଲ, ୟାର ୟୁନିଟ ଭେକ୍ଟର ସାର୍ ବାହାର ଭୁଲ କରିବା ଶିଖିଗଲ ଦେଖିଲ। ଆଜ୍ଞା ସାର୍ ନା ହେଲା ପେନ୍ କାମ ସରିଗଲା। ଆଉ। ତମକୁ ଯଦି ଆଉ ଗୋଟେ କୋଶ୍ଚିନ୍ ମନେ ରଖ ଶୁଣିବ, ଯଦି ପଚାରିଲା କହିଲା ୟୁନିଟ୍ ଭେକ୍ଟରର ଅର୍ଥ କଣ? ତମେ କହିବ ୟୁନିଟ୍ ଭେକ୍ଟରର ଅର୍ଥ ହେଲା ତାର ମ୍ୟାଗ୍ନିଟ୍ୟୁଡ 1 ଆଉ ୟୁନିଟ୍ ଭେକ୍ଟର କାମ ହେଲା ଡାଇରେକ୍ସନ ଦିଗ ବତେଇବ ହେଲା, ଏଇ ଦିଟା ଜିନିଷ ମନେ ରଖିଥିବ। ୟୁନିଟ୍ ଭେକ୍ଟରର ୟୁନିଟ୍ ମ୍ୟାଗ୍ନିଟ୍ୟୁଡ ହେଲା 1 ଆଉ ସିଏ ତାର କାମ କଣ ନା ଦିଗ ବତେଇବ, ବୁଝିପାରୁଛ? ତାହେଲେ ଆଜ୍ଞା ତମକୁ ଜଣେ ସାର୍ ପଚାରିଲା ଆଇ କ୍ୟାପ ର ଅର୍ଥ କଣ, ତମେ କଣ କହିବ? ଆଇ ସାର୍ କ୍ୟାପ୍ ଏକ୍ସ ହେଲା ଗୋଟେ ଆକ୍ସିସ୍ ୟୁନିଟ୍ ଭେକ୍ଟର, କାହାର ୟୁନିଟ୍ ଭେକ୍ଟର ନା ଏକ୍ସ ଆକ୍ସିସ ର। ଏକ୍ସ ଆକ୍ସିସ ରେ ଯେତେକ ସବୁ ଯାହା ପଡିକି ରହିଥିବ ତାର ଦିଗ ବତେଇବ, ବୁଝିପାରୁଛ? ମୁଁ ଧରିନିଅ ଲେଖିଦେଲି 10 ଆଜ୍ଞା ନ୍ୟୁଟନ, ସାର୍ ତମେ କଣ ଭାବିବ 10 ନ୍ୟୁଟନ ଫୋର୍ସ ପଡୁଛି ଏକ୍ସ ଆକ୍ସିସ ରେ ହେଲା। ଆଜ୍ଞା ସାର୍ ହେଇଗଲା ଆଉ, ଟ୍ରାଙ୍ଗେଲ ଲ ଆଉ ଆଜି ପଢନା ହେଲା। ମୁଁ ଭାବୁଛି ଆଜ୍ଞା ତିନିଟା ସାର୍ କ୍ଲାସ ରୁ ଟ୍ରାଙ୍ଗେଲ ଲ ପଢେଇବି, କିନ୍ତୁ ତା ଭିତରେ ଦେଖୁଛ କେତେ ଜିନିଷ ଅଛି ଦେଖୁଛ। ଏ ସବୁ ତମ ସିଲାବସରେ ନାହିଁ ଜାଣିଛ, ଜାଣିକି ଖୁସି ଲାଗିବ ତମକୁ ହେଲା। ସାର୍ ଏଇଟା ସାର୍ କିଛି ନାହିଁ? ଯୋପରେ ଆଜି କ୍ଲାସରେ ଯେତିକି ପଢା ହେଲାନି ନା, ଖାଲି ଆଜ୍ଞା କମ୍ପୋନେଣ୍ଟ ସାର୍ ଅଫ ଭେକ୍ଟର ଅଛି। କିନ୍ତୁ ମ୍ୟାଗ୍ନିଟ୍ୟୁଡ ଅଫ୍ ଭେକ୍ଟର ନାହିଁ, ତମେ ମତେ ଏତିକି ଖାଲି କହିଲ ଯଦି କମ୍ପୋନେଣ୍ଟ ଅଫ ଭେକ୍ଟର ରଖିଛନ୍ତି ସେମାନେ, ମ୍ୟାଗ୍ନିଟ୍ୟୁଡ ଅଫ ଭେକ୍ଟର ରଖିବା କଥା ନା ନାହିଁ? ଭାଇ ମ୍ୟାଗ୍ନିଟ୍ୟୁଡ ଜଣେ ଯଦି ନ ଜାଣିବ କମ୍ପୋନେଣ୍ଟ କେମିତି ବାହାର କରିବ, ବୁଝିପାରୁଛ? ଆଜ୍ଞା ସେଇଥିପାଇଁ ତମକୁ ସାର୍ ପଢେଇବା ପାଇଁ ପଡିଲା ତାକୁ ହେଲା। ଖାଲି କମ୍ପୋନେଣ୍ଟ ଅଫ ଭେକ୍ଟର ଥିଲା ତମର, ମ୍ୟାଗ୍ନିଟ୍ୟୁଡ ଅଫ ଭେକ୍ଟର ଏକ୍ସଟ୍ରା ପଢା ହେଇଛି। ଆଉ ସିଏ ଖଣ୍ଡିଆ ସିଲାବସ ଦେବେ, ଯୋଉଠି ଦରକାର ବୁଝିବା ପାଇଁ ଯେତିକି ଦରକାର ପଢା ହବ ହେଲା। ସାର୍ ପଢା ହବ ଆପଣ ଠିକ ସାର୍ ସେ। ଡିପ୍ଲୋମା ପରେ ବହୁତ ପଢିଛନ୍ତି ବୋଧେ? ନା ଦେଖ ଟ୍ରାଙ୍ଗେଲ ଲ ଅଫ୍ ଭେକ୍ଟର ଆଡିସନ ହେଲା, ଟ୍ରାଙ୍ଗେଲ ଲ ଅଫ୍ ଭେକ୍ଟର ଆଡିସନ ଦେଖୁନା ତମର ଆଉ ଗୋଟେ ମୁଣ୍ଡା କାମ କଣ କରୁଛନ୍ତି ଦେଖ, ଟ୍ରାଙ୍ଗେଲ ଲ ଅଫ ଆଜ୍ଞା ଭେକ୍ଟର ସାର୍ ଆଡିସନ ଲେଖିଛନ୍ତି ସିଲାବସ ରେ, ଖାଲି ଲେଖିଛନ୍ତି ଆଜ୍ଞା ସାର୍ ଷ୍ଟେଟମେଣ୍ଟ। ହଁ ହେଇ ଏଇ ଏତିକି ଷ୍ଟେଟମେଣ୍ଟ ପଢିବା ପାଇଁ ଲେଖିଛନ୍ତି। ଖାଲି ଷ୍ଟେଟମେଣ୍ଟ ଲେଖିଛନ୍ତି ହେଲା, ଷ୍ଟେଟମେଣ୍ଟ ଲେଖିଛନ୍ତି ୟାର ଆଜ୍ଞା ଫର୍ମୁଲା ସାର୍ ଅଛି ହେଲା ଦେଖ, ଫର୍ମୁଲା ଅଛି ଏଇଭଳିଆ ବୁଝିବା, ଏଇ ଚିତ୍ରଟା ବୁଝିବା ଆଉ ଏଥିରେ ଆଜ୍ଞା କଣ ସାର୍ ଏଇଗୁଡ଼ା ଟିକେ ଟିକେ ନଜର କରିବା, କିନ୍ତୁ ଏ ଯୋଉ ଷ୍ଟେଟମେଣ୍ଟଟା ନୁହଁ ଘୋଷିକି ଯିବ ପଡିବ ପରୀକ୍ଷାରେ, ଓହୋ ଘୋଷିକି ଯିବ କଣ ଆଜ୍ଞା ସାର୍ ବୁଝିଦବ, ମୁଁ ତ ବୁଝେଇଦେବି ହେଲା। ତମକୁ ଆଜ୍ଞା ଧୀରେ ଧୀରେ ଇଂଲିଶ ଲେଖିବା ଆସିଯିବ ଆଉ ଅଳ୍ପ ଦିନ ଗଲେ ହେଲା। ଆଜ୍ଞା ସାର୍ ସେଥିପାଇଁ ବ୍ୟସ୍ତ ହୁଅନି ହଁ। କିନ୍ତୁ ଷ୍ଟେଟମେଣ୍ଟଟା ମୁଁ ବୁଝେଇଦେବି, ତମେ କିନ୍ତୁ ଟିକେ ମନେ ରଖିବ ଷ୍ଟେଟମେଣ୍ଟଟାକୁ ହେଲା। ବୁଝି ତ ଯିବ, କନସେପ୍ଟ ବୁଝିବାର କିଛି ନାହିଁ। ଯଦି କନସେପ୍ଟ ଆଜ୍ଞା ବୁଝିକି ସାର୍ ତମ ନିଜ ୱାର୍ଡରେ ସାର୍ ଇଂଲିଶ ଲେଖିପାରିବ ସାର୍ ଯେ ତାହେଲେ ଠିକ କଥା। ଆଇ କେ ଅଛି ନା ସିଲାବସ ରେ ନା ଆଇ ଯେ ନାହିଁ କେ ସାର୍ ସାର୍ ସିଲାବସ ଭେକ୍ଟର ସାରା ଆଇ ଯେ କେ ପଡିଛି ହେଲା। ଓହୋ ଆ ଡକ୍ଟ ଆଗକୁ ପଢିବ ଡଟ୍ କ୍ରସ୍ ରିଜଲ୍ୟୁସନ ଅଫ୍ ଭେକ୍ଟର, ଏତିକି ରହିଲା ତମର ଆଉ ନାହିଁ କିଛି। ଆଜ୍ଞା ସାର୍ ହେଲା ଡଟ୍ ପ୍ରଡକ୍ଟ କ୍ରସ୍ ପ୍ରଡକ୍ଟ ପଡିବ, ଆଉ ହେଲା ସବୁ ଖେଳ ହେଲା ଭେକ୍ଟରରେ ମ୍ୟାଗ୍ନେଟ୍ୟୁଡ୍ ଆଉ ୟୁନିଟ୍, ବୁଝିପାରୁଛ? ଯିଏ ବୁଝିଗଲା ଏଇ ଦିଟା ଜିନିଷ, ପ୍ରତ୍ୟେକ ସାର୍ ଭେକ୍ଟର ମ୍ୟାଗ୍ନିଟ୍ୟୁଡ ଗୋଟେ ତ ସଂଖ୍ୟା ମ୍ୟାଗ୍ନେଟ୍ୟୁଡ ଆଉ ଅଛନ୍ତି। ୟୁନିଟ୍ ତ କେଜି ହଁ ଆଉ ତାପରେ ଆଉ ଗୋଟେ ଭେକ୍ଟର ମ୍ୟାଗ୍ନେଟ୍ୟୁଡ ବାହାର କରିବା ଶିଖିଲ ତ? ରୁଟ୍ ଓଭର କରିଦବ, ସାର୍ ଭେକ୍ଟର ସବୁ ସଂଖ୍ୟାକୁ ସାର୍ ଉଠେଇ ଆଣିକି ସ୍କୋୟାର କରିଦବ ହେଲା। ଆଜ୍ଞା ସାର୍ ସ୍କୋୟାର ସାର୍ କାହିଁ କରନ୍ତି ସାର୍ ଟିକେ ଡାଉଟ୍ ରହୁଛି।
କିଏ? ନା 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 ତାକୁ ତମେ ବୁଝ ନା ସିଏ ଲମ୍ବା ପୋଥି ବାହାରିବ ବୁଝିପାରୁଛ ତା ଭିତରୁ ବୁଝିବାର ଓ କିଛି ନାହିଁ ହେଲା। କିନ୍ତୁ ଏଇଭଳିଆ ବାହାର କରାଯାଏ ତାର ଗୋଟେ ମାନେ ସର୍ଟକଟ୍ ଏଇଟା ବୁଝିପାରୁଛ ତମର ଏକ ନମ୍ବର କଥା ହେଲା ମ୍ୟାଗ୍ନିଟ୍ୟୁଡ୍ ସିଲାବସରେ ନାହିଁ। ରୁଟ୍ ଓଭର ସ୍କୋୟାର ଆଜ୍ଞା କାହିଁକି ସାର୍ ବସୁଛି ତାକୁ ଯଦି ବୁଝିବା ପାଇଁ ବସିବା ନା ଏଇଭଳିଆ ଅଧଘଣ୍ଟେ ଯିବ ହେଲା। ଆମେ ପୁଣି ଓହୋ ସିଲାବସରେ ଯୋଉ ପାଠ ଅଛି ତାକୁ ପଢିବା ନା କାହିଁକିନା ପରୀକ୍ଷାରେ ସେଟା ଆସିବ ନା ବୁଝିପାରୁଛ। ଆଜ୍ଞା ସାର୍। ଗ୍ୟାପ୍ ଜିନିଷ ତ ସାର୍ ଦେବେନି ନା। ସବୁ ନ ବୁଝିଲେ ମନେ ରହିବନି ସାର୍ ପରୀକ୍ଷାରେ ଭୁଲ କରି ହଁ ପଳେଇ ଆସିବି। ହଁ ସେଟା ବି ଠିକ କଥା ସବୁ ରହିବନି ମାନେ ଦେଖ ମ୍ୟାଗ୍ନେଟ୍ୟୁଡ ଯେତିକି ହେଇଯାଉଛି ନା ରୁଟ୍ ଓଭର ବସେଇକି ସ୍କୋୟାର ହଉଛି ଦେଖ ଏଇଟା ହେଲା ମୁଁ ଯୋଉ ପିଲାଙ୍କୁ ବି ପାଠ ପଢେଇଛି ଏଇ ହେଲା ପ୍ରୋବ୍ଲେମ ଆଜ୍ଞା ପିଲାଙ୍କର କଣ କହିଲ ମୁଁ ଯଦି ଯୋଉ ପିଲା ପଢେଇନି ସିଏ କଣ ଚାହାନ୍ତି ମୋ ଠାରୁ ନା ପୁରା ଆମେ ଡିପରେ ଯିବା ଭିତରୁ ଯାଇକି ସବୁ ବୁଝି ପକେଇବା ବୁଝିପାରୁଛ। ଯେତେବେଳେ କାହିଁକି ତାପରେ ସାର୍ ନା ପୁଣି ପଛରେ ଭୁଲିଯିବେ ସବୁ। ହଁ ପିଲା ଭୁଲିଯିବେ ତାପରେ ପିଲାମାନେ କଣ କହିଲ ଯୋଉଗୁଡା ସିଲାବସରେ ଅଛି ସେମାନେ ଧରି ଦିଅନ୍ତି ଜଲ୍ଦି ବେସିକରୁ ମୁଁ ଯାଇକି ବି ବୁଝେ ବହୁତ ପୁରା ବେସିକରୁ ଆଜ୍ଞା ଯାଇକି ସାର୍ ହେଲା ପିଲାମାନଙ୍କ ସୁବିଧା ପାଇଁ ସୁବିଧା ପାଇଁ ସେମାନେ ଏଟାକୁ ବୁଝିଗଲେ ଜଲ୍ଦି ଯେହେତୁ ଆଗକୁ ଜାଣିବା ପାଇଁ ଜିଜ୍ଞାସା ହେଇଗଲା ବୁଝିପାରୁଛ ଫିଜିକ୍ସରେ ଏଇ ହେଲା ପ୍ରୋବ୍ଲେମ। ଆଜ୍ଞା ଆଉ ସାର୍ କିନ୍ତୁ କଲେଜରେ କଣ ନା ଏଇ ଯୋଉ ଯେତିକି ସିଲାବସରେ ଅଛି ତାକୁ ଟିକେ ଏମିତି ଅଡ୍ କରିକି ପଢେଇବେ ପିଲା ଯେମିତି ଆଗକୁ ଆଉ ଇଣ୍ଟରେଷ୍ଟ ଦବ ନା ଏଟାକୁ ସିନା ବୁଝି ପାଇଲେ ଓହୋ ପିଲାର ଇଚ୍ଛା ହବ କି ମୁଁ ଡିପରେ ଯାଇକି ଆଜ୍ଞା ପଢିବି ସାର୍ ଠିକ କଥା ସବଜେକ୍ଟଟାକୁ ସାର୍ କିଛି ବୁଝିପାରୁଛ। ପଢଉନାହାନ୍ତି କଲେଜରେ ଆମର। ହଁ ତମେ ସାର୍ ଯେତେବେଳେ ଖାଲି ଗାଇ ଦେଇ ବେସିକ ପଳଉଛନ୍ତି। ହଁ ତମକୁ ଯେତେବେଳେ ବେସିକ ମୁଁ ତମକୁ ଯେତେବେଳେ ପୁରା କ୍ଲିୟର କରେଇ ଦଉଛି ତମକୁ ଆଡଭାନ୍ସ ଯିବା ପାଇଁ ଇଚ୍ଛା ହଉଛି କି ସାର୍ କାହିଁକି ସେଠି ରୁଟ୍ ଓଭରରେ ସ୍କୋୟାର ହେଲାନି ଏଇଟା ରହିବା ଭଲ ତମେ ଯଦି ପ୍ଲସ୍ ଟୁ ପ୍ଲସ୍ ଥ୍ରୀ ପିଜି ଲାଇନ୍ ଆଡକୁ ଯାଇଥାନ୍ତ ତାହେଲେ ଏଇଟା ତମକୁ ବହୁତ ଆଜ୍ଞା ଭଲ ସାର୍ ହେଇଥାନ୍ତା ବୁଝିପାରୁଛ। ତମେ ଯେହେତୁ ଡିପ୍ଲୋମା ଲାଇନରେ ଅଛ ସବୁଠାରୁ ଭଲ ଆଜ୍ଞା ହବ ତମ ସାର୍ ପାଇଁ ଏବେ ସିଲାବସ୍ ଅଣ୍ଡରରେ ରହିି ପଢ଼ିକି 6 ମାସ ଫିଜିକ୍ସରେ ମାର୍କ ରଖିଦିଅ ହେଲା। ସାର୍ ଏସ ଜି ରେ ସିଲାବସ ଦେଇଛି ସାର୍ ଛୁଆ ଖାଲି ଘୋଷି ଘୋଷି ପାଠ ପଢିବେ ବୁଝି କିଛି ପାରିବେନି। ହଁ ସମସ୍ତେ ସେଇଭଳିଆ ଚାଲିଛି ତ ସାର୍ ରଡ୍ଡା କୋଚିଂ ମାରିକି ପାଠ ସେଣ୍ଟର ପଢାନ୍ତି। ହଁ ଭଲ ନୁହେଁ ଏତିକି ସେମାନେ ଦେଖ ଏତେ କାହିଁକି ରାମ୍ପି ହେବେ ପ୍ରଥମ କଥା ହେଲା ବହୁତ ଟିଚର ଆଜ୍ଞା ମାନେ ସାର୍ ସବୁ ଟିଚର ଭଲ ସମସ୍ତେ ଭଲ ଦେଖ ଦେଖ ଗୋଟିଏ ଆଳୁ ଯଦି ଖରାପ ହେଇଗଲା ଆଳୁ ନାଁ ବଦନାମ ଆଜ୍ଞା ହେଇଯାଏ ବୁଝିପାରୁଛ ଏ ପଚା ଆଳୁ ତା ଦୋକାନରେ ମିଳୁଛି ଯଦି ଗୋଟିଏ ଆଳୁ ପଚା ବାହାରିଲା ବୁଝିପାରୁଛ ଆଜ୍ଞା ଏଇଭଳିଆ ସାର୍ ଦୋଷ ସମସ୍ତେ ସବୁ ଟିଚର ଭଲ 100% ଟିଚର ଭଲ ବୁଝିପାରୁଛ କାହାର ପାଠ ପଢା ଶୈଳୀକୁ ନେଇକି ଡିପେଣ୍ଡ କରେ ଟିଚର ମାନେ ପିଲାମାନେ କଣ କହୁଛନ୍ତି ଟିଚରକୁ ସେ ଭଲ ବୁଝେଇ ପାରୁଛନ୍ତି ଆଜ୍ଞା ନା ସାର୍ ଭଲ ବୁଝେଇ ପାରୁନାହାନ୍ତି ଏଭ୍ରି ଟିଚରକୁ କମ୍ପେୟାର କରିବ ବୁଝିପାରୁଛ କେବେ କମ୍ପେୟାର କରିବନି ଆଜ୍ଞା କି ସେ ସାର୍ ଟିଚର ଖରାପ ସେ ଟିଚର ଭଲ ଏଟା କେବେ କହିବ ନା ଯୋଉ କୌଣସି ଟିଚର ହୁଅନ୍ତୁ ତମେ କହିବ କି ସାରଙ୍କ ପାଠ ପଢା ଶୈଳୀ ଟିକେ ଆମକୁ ବୁଝି ଆସୁନି ବୁଝିପାରୁଛ ତ ସବୁ ଟିଚରକୁ ଆଜ୍ଞା ସେଇଥିପାଇଁ ସାର୍ ରେସପେକ୍ଟ ଦବ ସବୁ ଟିଚରଙ୍କୁ ରେସପେକ୍ଟ ଦବ ସମସ୍ତେ ଭଲ ଆଜ୍ଞା ପଢା ସାର୍ ଦେଖ ସେ ଯେହେତୁ ଟିଚର ସେମାନେ ପଢିଛନ୍ତି କିଛି ବୋଲି ଟିଚର ହେଇଛନ୍ତି ଜାଣିଛନ୍ତି ବି ସେମାନେ କିନ୍ତୁ ଏକ୍ସପ୍ରେସ କରିବାଟା ଟିକେ କଷ୍ଟ ହେଇଯାଉଛି ମାନେ ସେମାନେ ଯୋଉ ୱେରେ ଏକ୍ସପ୍ରେସ କରୁଛନ୍ତି ତମେ ଯେମିତି ଧରୁଛ ସେଇଟା ମ୍ୟାଚ୍ ଖାଉନି ବେଳେ ବେଳେ ବୁଝିପାରୁଛ ତ ସେଇଥିପାଇଁ ଦେଖିବ ଆଜ୍ଞା କଲେଜରେ ସାର୍ ଗୋଟେ ଗୋଟେ ଟିଚର କେମିଷ୍ଟ୍ରିରେ ଭଲ ପଢ଼ଉଥିଲେ ଫିଜିକ୍ସରେ ଟିକେ ଏପଟ ସେପଟ ହେଉଥିବେ ଭଲ ପଢ଼ାନ୍ତି ମାନେ ତମକୁ ମ୍ୟାଚ୍ ଖାଉନଥିବ ବୁଝିପାରୁଛ ତମେ ଆଜ୍ଞା ଚାହୁଁଥିବ ସାର୍ କି ପୁରା ବେସିକରୁ ଯାଇ ପଢେଇବା ପାଇଁ ସେମାନେ ଭାବୁଛନ୍ତି କି ଏମାନେ ଦଶମରେ ପଢିକି କିଛି ଆଇଛନ୍ତି ବୁଝିପାରୁଛ ତ ଏଇ ସବୁ ଟିକେ ଟିକେ ଆଜ୍ଞା ହଉଛି ଆଉ ସାର୍ ସାର୍ ମୁଁ ତ କେମିଷ୍ଟ୍ରି ଅଧା ପଢିନି ଦଶମର ଖାଲି ଫିଜିକ୍ସ ସାର୍ ପଢିଛି କେମିଷ୍ଟ୍ରି ଆଉ 6 ମାସ ତ ପଢିବା ଆଉ ସେକେଣ୍ଡ ସେମ୍ ସାର୍ ମୁଁ ଦଶମର ଭୌତିକ ବିଜ୍ଞାନର ଆଲୋକ ପ୍ରତିଫଳନ ପ୍ରତିସରଣ ସାର୍ ପଢିଲି ସାର୍ ତା ପୂର୍ବ ବିଷୟ କିଛି ପଢିନି ହଁ ସେ ଆଉ ସେ ପିଲା ଦଶମରେ ତ ସେ ଛାଡ ଆଉ ସେ କଥା କହିଲେ ସରିବନି ଦେଖ ସାର୍ ମାନେ ସ୍କୁଲରେ କପି ଦେବେ ବୋଲି କହିଥିଲେ ମୁଁ ପଢିଲିନି ସମିଟିଭ ଆସେସମେଣ୍ଟ ୱାନରେ ହଁ କଥା ରେକର୍ଡ ହଉଛି ବୁଝିପାରିଲ ଆଉ ଫଟୋଟା ନା କିଛି ନାହିଁ ଚାଲ ଯିବା କ୍ଲାସ ରଖିବା ଏଇଠି ହେଲା ଆଜ୍ଞା ସାର୍ ଆଜ୍ଞା ସାର୍ ହଁ ଏସବୁ କଥା ଖାଲି ଫୋନରେ ହବା ହେଲା କ୍ଲାସରେ ଏସବୁ କଥା ଆଜ୍ଞା ସାର୍ ହବାନା ହେଲା ଆଜ୍ଞା ସାର୍ ତାହେଲେ ଆଜ୍ଞା ସାର୍ ରଖିବା ଏଇଠି ଟ୍ରାଙ୍ଗେଲ ଲ ଆଉ ପାରାଲେଲୋଗ୍ରାମ ଲ ଆଉ ରିଜଲ୍ୟୁସନ ଅଫ ଭେକ୍ଟର ଡଟ୍ ପ୍ରଡ଼କ୍ଟ ଆଜ୍ଞା କ୍ରସ୍ ସାର୍ ପ୍ରଡ଼କ୍ଟ ଆଉ 4ଟା କ୍ଲାସ୍ ଲାଗିବ ହେଲା ଆଜ୍ଞା ମୁଁ ସାର୍ ବହୁତ କ୍ଲାସ୍ ନଉଛେ ୟୁନିଟି ଡାଇମେନ୍ସନ୍ ଆଉ ଭେକ୍ଟର ଯିଏ ଭଲକି ବୁଝିଲା ତାକୁ ଆଉ ଫିଜିକ୍ସରେ ଆଉ କିଛି କଷ୍ଟ ହବ ନା ଏତିକି ମନେ ରଖିଥାଅ ଡିପ୍ଲୋମାର ଫିଜିକ୍ସରେ ଗୋଟେ ଆଜ୍ଞା ନିୟମ ସାର୍ ୟୁନିଟ୍ ଡାଇମେନ୍ସନ୍ ଆଉ ଭେକ୍ଟରରେ ଯିଏ ବେସିକ୍ ଆଉ କାଲକୁଲେସନ୍ ଟିକେ ଶିଖିଲା ଆଉ ଟେବୁଲ୍ ମନେ ରଖିବ ସାଇନ୍ କସ୍ ଓ ହେଲା ଆଜ୍ଞା ସାର୍ ସାଇନ୍ ସେଇଟା କସ୍ ଆଉ ଟ୍ୟାନ୍ ର ମନେ ରଖିବ
ମୁଁ କାଲି ଗୋଟେ ଟ୍ରିକ୍ଟେ ଭଲ ଟ୍ରିକ୍ଟେ କହିବି ଟୋଟାଲ୍ 180 ସବୁ ଡିଗ୍ରୀ ମନେ ରହିଯିବ ହେଲା ଖାଲି ମିରର ଫର୍ମୁଲା ଆଜ୍ଞା ଗୋଟେ ସାର୍ କହିବି ତାରି ଉପରେ ମନେ ଆଜ୍ଞା ରଖିବା ସାର୍ ହେଲା ହଉ। ଆଜ୍ଞା ସାର୍ କ୍ଲାସକୁ ଏଣ୍ଡ ଆଜ୍ଞା କରିବି ସାର୍ ହଉ ହଁ ଆଜ୍ଞା ସାର୍ ଆଉ ଗୋଟେ କଥା ଆଜ୍ଞା ଦେଖ ଆଜ୍ଞା ଆଉ ଗୋଟେ କଥା କଣ ନା ଯୋଉ ମଝିରେ କେତେ ତାରିଖ କହିଲ 10 ତାରିଖ କି ଭିତରେ କି ଯୋଉ ଦିନ ବି ହବ ମୁଁ ତମକୁ କହିବି ଆଜ୍ଞା ସାର୍ ମାନେ ରେକର୍ଡ଼ିଂ କ୍ଲାସ୍ କେତେ ଦିନ ଆସିପାରେ ହେଲା ତା ପାଇଁ ଚିନ୍ତା ଆଜ୍ଞା ସାର୍ କରିବୁନି ରେକର୍ଡ଼ିଂରେ ମୁଁ ଭଲ ପଢ଼େଇବି ହେଲା ଯେଉଁ ଆଜ୍ଞା ସାର୍ ମାନେ ଯେଉଁ ଜିନିଷ ନ ବୁଝି ଆସିବ ମୁଁ ଲାଇଭ୍ କ୍ଲାସ୍ରେ ଆସିବି ମୋତେ ପଚାରିବ ପୁଣି ଆଉ ଥରେ କହିଦେମି ଆଜ୍ଞା ସାର୍ କିନ୍ତୁ ସେ ଦିନଟା ଖରାପ ହବନି ବୋଲି ରେକର୍ଡ଼ିଂ ହବ ହେଲା ଆଉ ଶନିବାର ଓହୋ ରବିବାର ଆଜ୍ଞା ସାର୍ ଅଫ୍ ରହିବ ହେଲା ଆଜ୍ଞା ଶନିବାର ସାର୍ ରବିବାର ତମ ଟାଇମ୍ ନିଅ ଅଫ୍ ରହିବ ପଢ଼ା ହବ ହେଲା ଆଜ୍ଞା ସାର୍ ହଁ ଆଉ ସେମିଷ୍ଟାର ସାର୍ ଛୁଟି ଶନିବାର ରବିବାର ସାର୍ ସାର୍ କଲେଜରେ ହୁଁ ଆସିବା ସାର୍ ପେସେନ୍ସ ରହୁନି ଟିକେ ଫିଜିକ୍ସ ପଢିବାକୁ ସେଥିପାଇଁ ସାର୍ ଶନିବାର ରବିବାର ଟିକେ ଛୁଟି ଦରକାର ଆଉ ହଁ ଶନିବାର ରବିବାର ତ ଛୁଟି ରହିବ ଆମର ହେଲା ଧରିନିଅ ଆଜ୍ଞା ଅଲଗା ସାର୍ କୋଉ ବାର ଯଦି ମାନେ ପଡ଼ିଲା ମୋର କେଉଁଠି ବାହାରକୁ ଯିବାରେ ମୁଁ ରେକର୍ଡ଼ିଂ କ୍ଲାସ୍ ତ ତୁମକୁ ଜମା ଦେଇନି ହେଲା ଆଜ୍ଞା ଦବା ସାର୍ କିନ୍ତୁ ମଝିରେ ମଝିରେ ରହିବ ହେଲା 10ଟା ଖଣ୍ଡ ରେକର୍ଡ଼ିଂ ଆଜ୍ଞା କ୍ଲାସ୍ ସାର୍ ମଝିରେ ଆସିବ କାହିଁକିନା 10 ଦିନ ପାଖାପାଖି ଟିକେ ଆଡ଼ଜଷ୍ଟ କରିବ ହେଲା ଆଜ୍ଞା ସାର୍ 10 ଦିନ ମୁଁ କହୁଛି କିନ୍ତୁ 10 ଦିନ ନୁହଁ 2-3 ଦିନ ବି ହେଇପାରେ ହେଲା ମୁଁ ଆଜ୍ଞା କିନ୍ତୁ ସାର୍ ତମକୁ କହିଦଉଛି ଆଉ ତମର ଯେମିତି ଗୋଟେ ଦିନ ଲସ୍ ନ ହୁଏ ଆଉ ହେଲା ଆଜ୍ଞା ସାର୍ ଆଜ୍ଞା ସାର୍ ହଁ ଆଉ ଗୋଟେ ଆମ ପ୍ରଚାର ପ୍ରସାର ଟିକେ ଆଗକୁ ବଢ଼ାଅ ହେଲା ଏଇଟା କହିବା କଥା ନୁହଁ ପ୍ରଚାର ପ୍ରସାର ଆଗକୁ ଟିକେ ବଢ଼ାଅ ଦେଖିବା ଆଉ ହେଲା କିନ୍ତୁ କଣ ନା ଆଜ୍ଞା ପିଲାଙ୍କ ସାର୍ କତିରେ ପହଞ୍ଚିବା ଦରକାର ଦେଖ ପିଲା ୟୁଟ୍ୟୁବରେ ଆଜ୍ଞା ପଢ଼େଇଲେ ବି ମାନେ ପିଲାଙ୍କ ସହିତ ଏଇ ଯେଉଁ ବାର୍ତ୍ତାଳାପଟା କମ୍ ହେବ ଆଉ କନେକ୍ସନ୍ ଆସିପାରିବନି ବୁଝିପାରୁଛ ତମେ ଯେଉଁ କହୁଛ ହଁ ମୁଁ ଆଜ୍ଞା ସାର୍ ବୁଝିପାରିଲି ଏଠି ବୁଝିପାରିଲାନି ସେଟା ତମେ କହୁଛ ଯୋଉ ସେଟା ସାଟିସ୍ଫାଏ ଦଉଛି ମତେ ମାନେ କି ପିଲା ଏଇଠି ବୁଝିପାରିଲା ଆଜ୍ଞା ଏଠି ସାର୍ ବୁଝିପାରିଲାନି ମୋ ପଢ଼ାଟା ଆଜ୍ଞା ଠିକ୍ ସାର୍ ଅଛି ବୁଝିପାରୁଛ ତ ଆଜ୍ଞା ଏଇ ସାର୍ ହେଲା କଥା ଆଉ ହଁ ତମେ ଆଜ୍ଞା ଲେଖିଛ ସାର୍ ଭଲ ମୁଁ ଦେଖିଛି ତମ ହ୍ଵାଟ୍ସଆପରେ କଣ ବାୟୋ ନା ଏବାଉଟ୍ କଣ ତ ଏବାଉଟ୍ରେ ଆଜ୍ଞା ସାର୍ ଲେଖିଛ ଭଲ ଆଜ୍ଞା ଜିନିଷ ଲେଖିଛ ହେଲା ଆଜ୍ଞା ଠିକ୍ ଅଛି ଆଉ ଦେଖିବା କଣ ହେଉଛି ଦିଟା ପିଲା ଆଜ୍ଞା ସାର୍ ଜଏନ୍ ହେଇଥିଲେ ହଁ ସେମାନେ କଣ ଆଜ୍ଞା ନା ସାର୍ ଲାଙ୍ଗୁଏଜ ଏପଟ ହେଇଯାଉଛି ସେମାନେ ପଶ୍ଚିମ ଓଡ଼ିଶା ପିଲା ନା ଆଜ୍ଞା ସାର୍ ସେ ଆମ କଟକୀ ଭାଷା ଧରିଆ କଷ୍ଟ ହେଲା ତାଙ୍କୁ ସେ ଗୋଟେ ଝିଅଟେ ମଝିରେ ଜଏନ୍ ଓହୋ ହେଇଥିଲା ହେଲା ଆଜ୍ଞା ସାର୍ ଆଉ ଗୋଟେ ଅଭୟ ବୋଲି ଗୋଟେ କିଏ ପିଲାଟେ ଜଏନ୍ ହେଇଥିଲା ସେ ତାଙ୍କର ଦେଖ ମୋତେ ଯଦି ଆଜ୍ଞା ତମେ ଯଦି ସାର୍ କଣ୍ଟାକ୍ଟ କଲ ହ୍ୱାଟ୍ସଆପରେ କଥା ହେଲ ତାପରେ ଆଜ୍ଞା ସାର୍ ଜଏନ୍ ହେଲ ସେମାନେ ସେଇ ଆଜ୍ଞା ଜଏନ୍ ହେଇଯାଉଛନ୍ତି ବ୍ୟାଚରେ କିନ୍ତୁ ଆଜ୍ଞା ହ୍ୱାଟ୍ସଆପରେ ସାର୍ କଥା ହେବା ଇଏ ହେବା ସିଏ ହେବା କଲ୍ କଲେ ରିସିଭ୍ କରିବା କଥା ହେଇକି ଜଏନ୍ ହେବା ସେଇଟା ଓହୋ କରିପାରୁନାହାନ୍ତି ସେମାନେ ହେଲା ସେ ପ୍ରୋବ୍ଲେମ୍ ଆଜ୍ଞା ହେଉଛି ସାର୍ ଦେଖେ ଆଜ୍ଞା ସାର୍ ହଉ ଆଜ୍ଞା ଠିକ୍ ସାର୍ ଅଛି ଆଜ୍ଞା ସାର୍ ଏକ୍ଜିଷ୍ଟ ନିଅ ମୁଁ ଇଏ କରୁଛି ଆଉ ଆଜ୍ଞା ସାର୍ ଆଜ୍ଞା ସାର୍